आपण ମାନେ ସେଥିପାଇଁ ମୁଁ କହିଥିଲି ସବୁବେଳେ କଣ କରିବେ ନ୍ୟୁଜ ସହିତ ଅପଡେଟ ରହିବେ। ନ୍ୟୁଜ ଯଦି ଆପଣ ଅପଡେଟ ରହୁଛନ୍ତି ତାହେଲେ ଆପଣ ଭଲସେ ପ୍ଲାନିଂ କରିପାରେ କଣ ହବ। ଆଜି ତ ବ୍ରିଟାନିଆ ବ୍ରିଟାନିଆ ସାର୍ ଭଲ ଚାଲିଛି ଆଜି ବ୍ରିଟାନିଆ ତାହେଲେ ମାନେ ଯାହାର ଦେଖନ୍ତୁ ମାର୍କେଟ ଆଜି ଗୋଟେ ୱାନ୍ ବାଇ ୱାନ୍ କହୁଛେ। ହଁ ପ୍ରଥମ ଜିନିଷ ହେଲା କାଲି ରାତିରେ 9:30 ପରେ ଯେତେବେଳେ ମେସେଜ ଆସିଲା ଯେ ୟୁଏସ୍ କଣ କରିବ ନା 27 ଠାରୁ 27 ଅଗଷ୍ଟ ଠାରୁ କଣ କରିବ ନା 25% ଏକ୍ସଟ୍ରା ଟାରିଫ ଲାଗୁ କରିବ। ଯେହେତୁ ଟାରିଫ ଲାଗୁ ହବ ତେଣୁ ସେଇଟା କଣ ହବ ମାର୍କେଟ ପାଇଁ ନେଗେଟିଭ ସେଣ୍ଟିମେଣ୍ଟ ହେଲା ମାର୍କେଟ ପାଇଁ ନେଗେଟିଭ ହେଲା। ତେଣୁ ସେଥିପାଇଁ କଣ ହବ ନା ତା ପରଦିନ ମାର୍କେଟ ଗ୍ୟାପ୍ ଡାଉନ୍ ଖୋଲିବ। ତ ଆଜି କଣ ହେଲା ନା ମାର୍କେଟ ଗ୍ୟାପ୍ ଡାଉନ୍ ଖୋଲିଲା। ଦେଖନ୍ତୁ ସେନ୍ସେକ୍ସ ଚାର୍ଟ ଦେଖଉଛି ତ ଇଏ ମାର୍କେଟ ନେଗେଟିଭ ଖୋଲିଲା। ଗ୍ୟାପ୍ ଡାଉନ୍ ରେ ଖୋଲିଲା ଯେହେତୁ ଗ୍ୟାପ୍ ଡାଉନ୍ ରେ ଖୋଲିଲା ମାର୍କେଟ ସେଣ୍ଟିମେଣ୍ଟ ନେଗେଟିଭ ଅଛି ଉପରକୁ ଯିବାର ସମ୍ଭାବନା ବହୁତ କମ ରହିବ। ଯଦି ଉପରକୁ ଯାଉଛି ସେ କଣ ହବ ଏଗେନ ଉପର ମୁଣ୍ଡ ସେଲ ହବ। ମାର୍କେଟ ଏକାଥରେ ତଳକୁ ପଳେଇବନି ତଳକୁ ଆସିବ ଏଗେନ ଉପରକୁ ଯିବ ଉପରକୁ ଗଲେ ଏଗେନ ସେଲିଂ ହେଇ ତଳକୁ ଆସିବ ଆଜି ମାର୍କେଟ ପୁରା ତଳୁ ଗଲା ଯିଏ ଇଏ ବି ନ୍ୟୁଜ ଟା ଯାହା ପାଖରେ ଅପଡେଟ ଥିବ ଆଉ ଇଏ ସେଣ୍ଟିମେଣ୍ଟ ସହିତ ମାର୍କେଟ ସେଣ୍ଟିମେଣ୍ଟ ସହିତ ପରିଚିତ ଥିବ ତାହେଲେ ସେ ଜାଗାରେ କଣ ହବ ସକ୍ସେସ ରେଟ୍ ତାର ବଢିଯିବ ସେ ଜାଣିଲେ ଯେ ମାର୍କେଟ ଆଜି କଣ ହବ ନା ତଳୁ ଯିବାର ଅଛି। ତେଣୁ ସେ କଣ ହବ ନା ସେଇ ନିଜେ ପ୍ରିପେୟାର କରିବ ନିଜ ଟ୍ରେଡ୍ ପ୍ଲାନ ସେଟ କରିବ ସକ୍ସେସ ହବ। ଆଜି ମାର୍କେଟ ଯେହେତୁ ତଳକୁ ଯିବାର ଥିଲା ମୁଁ ପେଡ୍ ଗ୍ରୁପରେ ଆଜି କଲ ଦେଇଥିଲି କେତେ ସେନ୍ସେକ୍ସ ର 81,600 ପୁଟ୍ ଦେଇଥିଲି। 360 ଦେଇଥିଲି ବାଇ କରିବାକୁ ଦେଖନ୍ତୁ ଏଇଠି ଏଇ କ୍ୟାଣ୍ଡେଲ ର ହାଇ ଫାଷ୍ଟ କ୍ୟାଣ୍ଡେଲ ଥିଲା ଏଇଟା ପୁଟ୍ ର ଚାର୍ଟ ଦେଖଉଛି। ପୁଟ୍ ର ଚାର୍ଟ ଦେଖଉଛି ଏଇ କ୍ୟାଣ୍ଡେଲ ଯେତେବେଳେ ଥିଲା 9:17-18 ପାଖାପାଖି ଦେଇଥିଲି ତେଣୁ ସେତେବେଳେ କ୍ୟାଣ୍ଡେଲ ହାଇ କରିଥିଲି ତାର ହାଇ ଦେଇଥିଲି କେତେ 360 ବାଇ କରିବାକୁ ଦେଖନ୍ତୁ 360 ବାଇ କରିକି ଏକାଥରେ ସେ ହାଇ ମାରିଲା କେତେ ଏଠି ଏକାଥରେ ଗଲା କେତେ 684 ମାନେ ଏକାଥରେ 300 ପଏଣ୍ଟ ପ୍ରଫିଟ ପାଇଲା ଆପଣ କ୍ୟାପିଟାଲ ଡବଲ ଆରାଉଣ୍ଡ 300 ପଏଣ୍ଟ ଗୋଟିଏ ଲଟ ଯଦି ସେନ୍ସେକ୍ସ ରେ ଜାଣନ୍ତି ଗୋଟିଏ ଲଟ କରିଛି ଗୋଟିଏ ଲଟ ସାଇଜ 20 into 300 ମିନ୍ସ 6,000 ଟଙ୍କା। କ୍ୟାପିଟାଲ ଲାଗିଲା କେତେ ଏଇଟା ତ କ୍ୟାପିଟାଲ 811 ଅଛି 300 ରେ ଥିଲା 6,000 ଟଙ୍କା ଲାଗିଲା 6,000 ଟଙ୍କା ଲାଗିକିରି 6,000 ଟଙ୍କା ପ୍ରଫିଟ କ୍ୟାପିଟାଲ ଡବଲ ଏଇଭଳିଆ ଚାନ୍ସ ତ ସବୁବେଳେ ଆସିବନି ସବୁବେଳେ ଏମିତି ହବନି। ତେଣୁ ଇଏ ଯେତେବେଳେ ହବ ମୁଁ ସେଥିପାଇଁ କାଲିର କ୍ଲାସରେ ମୁଁ ଆପଣଙ୍କୁ କହିଥିଲି ଯେତେବେଳେ ଆପଣ କଣ କରିବାର ଅଛି ସବୁଦିନ ଟ୍ରେଡ କରିବାର ଆବଶ୍ୟକତା ନାହିଁ। ସବୁ ସେକ୍ଟରରେ ସବୁଦିନ କରିବା ଦରକାର ନାହିଁ ତେଣୁ ଆପଣ କଣ ସେକ୍ଟର କାଲି କ୍ଲାସରେ ସେକ୍ଟର ୱାଇଜ ମୁଁ କହିଥିଲି ଆଜି ପଢିବା ସେକ୍ଟର ୱାଇଜ ଆନାଲିସିସ୍ କରିବା ତେଣୁ ଯୋଉ ସେକ୍ଟରରେ ଯୋଉ ଦିନ ଆଜି ଓଭରଅଲ୍ କଣ ଥିଲା ନେଗେଟିଭ ଥିଲା ଓଭରଅଲ୍ ନେଗେଟିଭ ଥିଲା ଆପଣ କଣ ଇଣ୍ଡେକ୍ସକୁ ଚୁଜ୍ କଲେ ତ ଇଣ୍ଡେକ୍ସକୁ ଯଦି ଚୁଜ୍ କରୁଛନ୍ତି ଯେହେତୁ ନେଗେଟିଭ ରହିଲା ତ ମାର୍କେଟ କଣ ତଳୁ ଗଲା ପୁଟ୍ ସାଇଡରେ ଆପଣ ପଶିଲେ ଏଠି ଏ ଜାଗାରେ ଜବରଦସ୍ତ ପ୍ରଫିଟେବଲ ଆପଣ ହେଲେ ତ ଅର୍ଥାତ୍ 6,000 ଟଙ୍କା କ୍ୟାପିଟାଲ ଜଣେ ଲଗେଇଛି 6,000 7,000 କ୍ୟାପିଟାଲ ଲଗେଇଛି କ୍ୟାପିଟାଲ ଡବଲ ପ୍ରଫିଟ ପାଇଲେ ମାର୍କେଟ ଏକତରଫା ଯାଇଛି କୋଉଠି କିଛି ରହିନି ଏକତରଫା ହିଁ ଯାଇଛି। ତାପରେ ବସିଥିଲେ ଆହୁରି ବଡ ପ୍ରଫିଟ 360 କିଣିଥିଲେ ଲାଷ୍ଟ କେତେ 811 ହାଇ ଅଛି 836 ମାନେ 500 ପଏଣ୍ଟ ଆପଣ ପ୍ରଫିଟ ପାଉଛନ୍ତି ଗୋଟାଏ ଲଟରେ 10,000 ଟଙ୍କା ପ୍ରଫିଟ 6,000 ଟଙ୍କା ଲଗେଇକି 10,000 ଟଙ୍କା ପ୍ରଫିଟ ପାଏ ଜଣେ 6,000 ଟଙ୍କା ଲଗେଇକି ପ୍ରଫିଟ ପାଇଲା କେତେ 10,000 ଟଙ୍କା ପ୍ରଫିଟ ପାଇଲା ତ ଏଇଟା କଣ ହଉଛି ତ ସବୁବେଳେ ସୁଯୋଗ ତ ଆସିବନି ଏଇଭଳି ଯେତେବେଳେ ସୁଯୋଗ ଆସେ ଆପଣ ନ୍ୟୁଜ ଦେଖିଲେ ଅପଡେଟ ଆସିଲେ ଯେତେବେଳେ ସୁଯୋଗ ଆସିଲେ ତ ଏଇ ସୁଯୋଗରେ ଆପଣ କଣ କରାଯାଇଛି ନା ସଦୁପଯୋଗ କରିବାର ଅଛି ପ୍ରଥମ ଏଇଟା ଦେଲି 81,600 ଦେଇଥିଲି ତାପରେ ନେକ୍ସଟ କଣ ଦେଲି 81,300 କଲ ଦେଇଥିଲି 81,300 ଲାଷ୍ଟ ମୋମେଣ୍ଟ ଯେତେବେଳେ ଫ୍ରି ହେଇଗଲା ଏଇ ପୁଟଟା ଏଇଠି ଦେଇଥିଲି କେତେ 300 ଦେଇଥିଲି ବାଇ କରିବାକୁ ଦେଇଥିଲେ ଏ ତଳମୁଣ୍ଡ ଦେଇଥିଲେ 300 ଏଇ ଜାଗାରେ 300 ଇଏ କରିବ 300 ରୁ ଏକାଥରେ ଗଲା କେତେ 540 ଗଲା ଏଇଠି ବି 250 ପଏଣ୍ଟ ପ୍ରଫିଟ ମିଳିଲା ସବୁବେଳେ ଆସିବ ତେଣୁ ଆପଣ ଜାଣିଲେ କଣ ମାର୍କେଟ ସେଣ୍ଟିମେଣ୍ଟ ନେଗେଟିଭ ଅଛି ତ ନେଗେଟିଭ ଅଛି ମିନ୍ସ କଣ ହବ ନା ମାର୍କେଟ ତଳକୁ ଯିବ ତ ଏ ବେନିଫିଟ ପାଇଲେ ମାରୁତିର ନ୍ୟୁଜ ରହିଲା ଯେହେତୁ ମାରୁତିର ନ୍ୟୁଜ ରହିଲା
ଅଟୋ ସେକ୍ଟର ମାରୁତିରେ ନ୍ୟୁଜ୍ ସୁଜୁର ଅଟୋ ସେକ୍ଟର ହେଲା ତ ମାରୁତି ଦେଖନ୍ତୁ ଏଇଠି ଯୋଉଠି ଓପନ ହେଲା ଦେଖନ୍ତୁ ଏଇଠି ଓପନ ହେଲା ପରେ ଟିକେ ତଳକୁ ଆସିଲେ କାରଣ ଯେହେତୁ ମାର୍କେଟ ସେଣ୍ଟିମେଣ୍ଟ ନେଗେଟିଭ ଥିଲା ତେଣୁ ସେଠି କଣ ଯିଏ ସମସ୍ତେ କଣ ହେବେ ତଳକୁ ଯିବେ ତଳକୁ ଆସିଲେ ଆ ତ ପଜିଟିଭ ନ୍ୟୁଜ୍ ଅଛି ପଜିଟିଭ ନ୍ୟୁଜ୍ ଆସିଲେ ଏଇଠି ଦେଖନ୍ତୁ ଇଏ 14,400ରୁ ଏକାଥରେ 14,800 ପଳେଇଲା 14,400 14,400 ପଏଣ୍ଟ ମୁଭ କଲା ଏଇଠି ତ ଜାକପଟ ପ୍ରଫିଟ ପାଇଲେ ସିମିଲାରଲି ଅଟୋ ସେକ୍ଟର ଯାହା ବି ଆପଣ ଦେଖିବେ ଅଟୋ ସେକ୍ଟର ଯିଏ ବି ରହିଲା ଯିଏ ପଜିଟିଭ ଅଛନ୍ତି ଯାହା ପାଇଁ ପଜିଟିଭ ଅଛି ତ ସମସ୍ତେ ଅଟୋ ସେକ୍ଟର ତ ସମସ୍ତେ ପଜିଟିଭ ନାହିଁ ଯାହା ପାଇଁ ପଜିଟିଭ ଅଛି ସେ ଉପରକୁ ଗଲା ଯାହା ପାଇଁ ପଜିଟିଭ ନାହିଁ ସେ ଯିବନି ତେଣୁ ଏ ସବୁ ଜିନିଷ ହେଲା କଣ ଯେତେବେଳେ ଆପଣ ନ୍ୟୁଜ ପ୍ରିଭିୟସ କ୍ଲାସ କହିଥିଲି ଆପଣ ନ୍ୟୁଜ ସହିତ ଅପଡେଟ ରହିବାକୁ ପଡିବ ନ୍ୟୁଜ ସହିତ ଅପଡେଟ ହେଲେ ମାର୍କେଟ ସେଣ୍ଟିମେଣ୍ଟ ବୁଝିଲେ ନ୍ୟୁଜ ସହିତ ଅପଡେଟ ହେଲେ ବାସ୍ ଏଇ ଜାଗାରେ ବେନିଫିଟ ପାଇବ ଅର୍ଥାତ୍ ମାସ ସାରା ଟ୍ରେଡ କରିବା ଦରକାର ନାହିଁ ମାସର ଅଳ୍ପ ଦିନ ଟ୍ରେଡ କରି 2 ଦିନ 5 ଦିନ ଟ୍ରେଡ କରିବେ ଭଲ ଲାଭବାନ ହେବେ ତମ ଅପଡେଟ ରହିଲେ ତ ହବ ନ୍ୟୁଜ ଦେଖି ଆରେ ବୁଲି ସାର୍ ସାର୍ ଏଇ ଯୋଉ ଏଫଏମସିଜି ଉପରେ ପାଞ୍ଚ ଆଜ୍ଞା ପରସେଣ୍ଟ ରିଡ୍ୟୁସ ହେଇଯାଇଛି ବୋଲି ସେଟା ବୋଧେ ବଢିଲା ନା କଣ ବଢିଲା ସାର୍? ହଁ ହୁଁ ଯାହା ଉପରେ ଟ୍ୟାରିଫ କମିବ ଜିଏସଟି କମିଲା କିମ୍ବା ଟ୍ୟାରିଫ କମିଲା ଓବିୟସଲି ସେ ବଢିବ ଫାର୍ମା ସେକ୍ଟର ସାର୍ କଣ ସାର୍ ଖସୁଛି ରିଅଲ ତାରିଫର ତାର ରିଅଲ ଇଏଟା କଣ ସାର୍ ଟିକେ ସେଇଟା ଟିକେ ଟ୍ୟାରିଫ ହେଲା କଣ ଦେଖନ୍ତୁ ଆପଣ ଯେତେବେଳେ ଜିନିଷ ଇମ୍ପୋର୍ଟ ଏକ୍ସପୋର୍ଟ ହଉଛି ଆପଣ ବାହାର ଜାଗାରେ ଖାଦ୍ୟ ଆଣୁଛନ୍ତି ହୁଁ ବାହାର ଜିନିଷରୁ ଆଣୁଛନ୍ତି ବାହାର ଜାଗାରେ ସପ୍ଲାଏ ବି କରୁଛନ୍ତି ହୁଁ ଆଣୁଛନ୍ତି ସପ୍ଲାଏ କରୁଛନ୍ତି ନା କାହିଁକିନା ହୁଁ ସବୁ ଜାଗାରେ ସମସ୍ତେ ପ୍ରଡକ୍ସନ କରୁନାହାନ୍ତି ହଉଛି କି ହଉନି ସପୋଜ ମୁଁ କହିଲି ଆପଣଙ୍କର ତେଲ ବାହାରୁ ଆସୁଛି ଇଣ୍ଡିଆରେ ହୁଁ ତେଲ ଅଛି କି ନାହିଁ ହୁଁ ଇଣ୍ଡିଆରେ ନାହିଁ ତ କୋଉଠୁ ଆସୁଛି ବର୍ତ୍ତମାନ ଇଣ୍ଡିଆ କଣ ଆସୁଛି ତେଲ ଆଣୁଛି ରଷିଆରୁ ରୁଷିଆଠୁ ଆଣୁଛି ରଷିଆଠୁ ଆଣୁଛି ଆଉ କୋଉଠୁ ଆଣୁଛି ଇରାନ ଠାରୁ ଆଣୁଛି ରଷିଆ ହଁ ଠାରୁ ହୁଁ ଆଣୁଛି ଆଉ ଇରାନ ଠାରୁ ଆଣୁଛି ତେଣୁ ଇଏ ଦିଟା କଣ୍ଟ୍ରି ପାଇଁ ଯାହା କିଛି ଅସୁବିଧା ମିନ୍ସ ଆପଣ ଅସୁବିଧାରେ ପଡିବେ କାରଣ ତେଲ ରେଟ ଆପଣଙ୍କ ବଢିଯିବ ହୁଁ ହୁଁ ତ ସିମିଲାରଲି ସବୁ କଣ୍ଟ୍ରି କାରଣ ସମସ୍ତେ ଇଣ୍ଡିଆ କଣ କରୁଛି ଫାର୍ମା ସେକ୍ଟରରେ ଇଣ୍ଡିଆ ସବୁ କଣ କରୁଛି ନା ୟୁଏସ କୁ ସପ୍ଲାଏ କରୁଛି ସବୁ ଏକ୍ସପୋର୍ଟ କରୁଛି ସବୁ ହୁଁ ଏକ୍ସପୋର୍ଟ କରୁଛି ଫାର୍ମା ସେକ୍ଟର ତ ଏଇଠି ଜିନିଷ ହେଲା କଣ ୟୁଏସ ର ତାରିଫ ଆଗରୁ ଲଗେଇ ନଥିଲା ଇଣ୍ଡିଆ କଣ କରୁଛି ମାନେ ଅର୍ଥାତ ଇଣ୍ଡିଆରେ ଯାହା ପ୍ରଡକ୍ଟ ୟୁଏସ କୁ ଯାଉଛି ସେଥିରେ ଟାରିଫ ନଥିଲା ମାନେ ଟ୍ୟାକ୍ସ ନଥିଲା ଟାରିଫ ମିନ୍ସ ଟ୍ୟାକ୍ସ ହୁଁ 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 ଆପଣ ଯଦି ଜିଏସଟି ହିସାବରେ ଟ୍ୟାକ୍ସ ନଉଛି ସେ ଟ୍ୟାକ୍ସ ଅର୍ଥାତ ଆପଣ ଯେକୌଣସି ଜିନିଷ ସେଠି କରିବେ ସେଟା ଟ୍ୟାକ୍ସ ଲାଗିବ ହୁଁ ତ ଅର୍ଥାତ ସେଠି ଜିନିଷ ଯଦି ଆପଣ 100 ଟଙ୍କାରେ ଇଣ୍ଡିଆକୁ ଆସୁଛି 100 ଟଙ୍କାରେ ସେଇ ଜାଗାରେ କଷ୍ଟ ପଡୁଥିଲା କିନ୍ତୁ ଇଣ୍ଡିଆ କଣ କଲା ନା ବାହାରୁ ଯୋଉ ମାଲ ଆସେ ସବୁ ତାପରେ 5% ଟ୍ୟାକ୍ସ ଲଗେଇଲା ତାହେଲେ ଅର୍ଥାତ ଏଠି ଏ ଜିନିଷଟା କେତେ ଟଙ୍କାରେ ବିକ୍ରି ହବ ଆକ୍ଚୁଆଲି କଷ୍ଟ ଥିଲା କେତେ 100 ଟଙ୍କା ପ୍ଲସ ଟ୍ରାନ୍ସପୋର୍ଟେସନ ଚାର୍ଜ ପ୍ଲସ ଅଲଗା ଅଲଗା ଚାର୍ଜ ମିଶିବ ପ୍ଲସ ଲାଷ୍ଟ କଣ ମିଶିବ 5% ଟ୍ୟାକ୍ସ ମିଳିବ ଅର୍ଥାତ ଏ 100 ଟଙ୍କା ଜିନିଷ ସେଠି ଯାହା କିଣା ହେଇଥିବ ଏଠି ବିକ୍ରି ହେଲା ବେଳକୁ କେତେ 120 130 କିମ୍ବା 150 ଟଙ୍କା ରେଟ୍ ପଡିଯିବ ଯଦି ଇଣ୍ଡିଆ ଯୋଉ ଜିନିଷ ଆସୁଥିଲା ଇଣ୍ଡିଆ ତାପରେ ୟୁଏସ ଉପରୁ ବହୁତ ଟାରିଫ ଲଗେଇଛି କୋଉ କୋଉ ପ୍ରଡକ୍ଟ ଉପରେ 50% ଟାରିଫ ଅଛି କୋଉ କୋଉ ଜିନିଷ ଉପରେ 100% ଟାରିଫ ଅଛି କୋଉ ଜିନିଷ ଉପରେ 200% ଟାରିଫ ଅଛି ତ ଇଣ୍ଡିଆର ଟାରିଫ କଣ ୟୁଏସ ପ୍ରଡକ୍ଟ ଉପରେ ୟୁଏସ ପ୍ରଡକ୍ଟ ବହୁତ ଅଧିକା ତେଣୁ ସେଥିପାଇଁ ଆପଣଙ୍କର ୟୁଏସ ରେ ଯାହା ଜିନିଷ ଆସେ ଇଣ୍ଡିଆରେ ବିକ୍ରି ହୁଏ ତାର ରେଟ୍ ଟା ଅଧିକା ଆଇଫୋନ ଆଇଫୋନ ଆଗରୁ ଇଣ୍ଡିଆରେ ପ୍ରଡକ୍ସନ ହଉନଥିଲା ଇଣ୍ଡିଆ ପ୍ରଡକ୍ସନ ହେଲେ ଆପଣ ଶସ୍ତାରେ ମିଳିବ ଯଦି ବାହାର ପ୍ରଡକ୍ସନ ଇଣ୍ଡିଆକୁ ଆସୁଛି ଟାରିଫ ଲାଗିଗଲେ ତାର ରେଟ୍ ସବୁ ଡବଲ ହେଇଯାଉଛି ଯୋଉଥିପାଇଁ ଆଇଫୋନ ଉପରେ ଟାରିଫ ଅଧିକା ଥିଲା ଟାରିଫ ଥିଲା ବୋଲି ଆଇଫୋନ ରେଟ୍ ଅଧିକା ସବୁ ଆପଣ ଦେଖିବେ ମୋବାଇଲ ଆଣ୍ଡ୍ରଏଡ ମୋବାଇଲ ଶସ୍ତା ମିଳିଲା ବେଳେ ଚାଇନା ପ୍ରଡକ୍ଟ ଚାଇନା ପ୍ରଡକ୍ଟ ଉପରେ ଅଧିକା ନାହିଁ ଟ୍ୟାକ୍ସ ନାହିଁ ତ ଚାଇନା ପ୍ରଡକ୍ଟ ଆପଣଙ୍କ ବହୁତ ଶସ୍ତା ଜିନିଷ ମିଳୁଛି ଚାଇନା ତ ଆପଣ ତ ଘରେ ଘରେ ସବୁ ଜିନିଷ କବ୍ଜା କରିଦେଇଛି ବର୍ତ୍ତମାନ ଆପଣ ଦେଶ କିଏ ଯଦି କବ୍ଜା କରୁଛି ସେ ହେଲା ଚାଇନା ସବୁ ଜିନିଷ ଏ ଠୁ ଜେଡ୍ ଆପଣ ଘରେଠୁ ମାନେ ଯେକୌଣସି ଜିନିଷ ୟୁଜ କରୁଛନ୍ତି ସବୁ ଚାଇନା ପ୍ରଡକ୍ଟ ଆପଣ ଇଣ୍ଡିଆନ୍ ପ୍ରଡକ୍ଟ ବହୁତ କମ୍ ଇଣ୍ଡିଆନ୍ ପ୍ରଡକ୍ଟ ବହୁତ କମ୍ ଆପଣ ଯୋଉ ୟୁଜ କରୁଛନ୍ତି ଇଣ୍ଡିଆନ୍ ପ୍ରଡକ୍ଟ ବହୁତ କମ୍ ଯଦି ଆପଣ ଘରେ ଜିନିଷ ୟୁଜ କରିଥିବେ 70% ହଉଛି ଚାଇନା ପ୍ରଡକ୍ଟ 30% ହଉଛି ଆପଣ ଇଣ୍ଡିଆନ୍ ପ୍ରଡକ୍ଟ ଯାହା ବି ୟୁଜ କରନ୍ତୁ ତ ସେଇଥିପାଇଁ ତ ଚାଇନା ଚାଇନା ଆପଣ ଇଣ୍ଡିଆର ବଡ ଶତ୍ରୁ ହଉଛି ଚାଇନା କାହିଁକିନା ପାକିସ୍ତାନ ସେ ସବୁ ପ୍ରକାର ହେଲ୍ପ କରୁଛି
ଇଣ୍ଡିଆକୁ ଇଏ କରିବା ପାଇଁ। କିନ୍ତୁ ଇଣ୍ଡିଆ କଣ କରୁଛି ତାଠୁ ଆଣୁଛି, ଅର୍ଥାତ ଇଣ୍ଡିଆ ଯେହେତୁ ଅଧିକା ଇମ୍ପୋର୍ଟ କରୁଛି କାହାଠାରୁ, ଚାଇନା ଠାରୁ ଅଧିକା ଜିନିଷ ସବୁ ଇମ୍ପୋର୍ଟ କରୁଛି। ଇମ୍ପୋର୍ଟ କରିବା ଦ୍ୱାରା କଣ ହଉଛି ନା ଇଣ୍ଡିଆରେ ମାନୁଫ୍ୟାକ୍ଚରିଂ ହଉନାହିଁ। ଆଉ ଯାହା ବି ମାନୁଫ୍ୟାକ୍ଚର ହଉଥିଲା ସେ ମାନୁଫ୍ୟାକ୍ଚରିଂ ବନ୍ଦ ହେଇଗଲା। ସପୋଜ ଆଜଫର କହିଲେ ଆପଣଙ୍କ ଘରେ ଦିୱାଲି ସପୋଜ ହଉଛି, ଦିୱାଲି ହେଲେ ସବୁ ବାଣ କୁହନ୍ତୁ କିମ୍ବା ଦୀପ କୁହନ୍ତୁ, ଦୀପ ଆପଣ ଯୋଉ କହିବେ ଦୀପ ଗୁରା ଆଗରୁ କଣ ଥିଲା ମାଟି ଦୀପ ଆପଣଙ୍କ ଗାଁରେ ଗଣ୍ଡାରେ ସବୁଠୁ କୁମ୍ଭାର ମାନେ ସବୁ ଦୀପ କରୁଥିଲେ। ଏବେ ଇଏ ଦୀପ କଣ କଲା ନା କମ ରେଟ ରେ କମ ଗୋଟେ ଚାକ ଚିକଣ ଦୀପ ଆପଣଙ୍କୁ 5 ଟଙ୍କା 10 ଟଙ୍କାରେ ମିଳିଯାଉଛି। 5 ଟଙ୍କାରୁ 10 ଟଙ୍କା ଭିତରେ ମାନେ ଗୋଟେ ସୁନ୍ଦରିଆ ଦୀପ ମାନେ ବିଭିନ୍ନ ପ୍ରକାର ଡିଜାଇନ ର ଦୀପ ମିଳୁଛି। ତ ଏ ଜାଗାରେ ଆପଣ ଦୀପକୁ ଟଙ୍କାଟେ ଏଠି ବଳିଲା ମାଟିର ଦୀପ ଆପଣ ଦେଖିଲେ କାହିଁକିନା ଲୋକଙ୍କୁ ଆଟ୍ରାକ୍ଟ କରିବା ପାଇଁ ସେ କରାଯାଇଛି। 2 ଟଙ୍କା 3 ଟଙ୍କା 5 ଟଙ୍କା ଯୋଉଟା ଆଟ୍ରାକ୍ସନ ଗୋଟେ ସୁନ୍ଦର ଗୋଟେ ଦୀପଟେ ମିଳିଯାଉଛି ସେଇଟା କଲେ। ଅର୍ଥାତ ଏଠି କଣ ଆପଣ ଯୋଉ ଲୋକାଲ ମାନୁଫାକ୍ଚରିଂ ଯୋଉଠି ଚାଲିଛି, ଲୋକାଲ କୁଟୀର ଶିଳ୍ପ ହେଇଥିଲା, ହସ୍ତଶିଳ୍ପ ସବୁ ଥିଲା, ଏଇ ସବୁ ଜିନିଷ କଣ ଦିନ ବନ୍ଦ ହବା ପାଇଁ ଯାଉଛି। ଅର୍ଥାତ ତାଙ୍କ ବେପାର ଡୁବିବାକୁ ଯାଉଛି। ସମସ୍ତ ଅର୍ଥନୀତିରେ ବର୍ତ୍ତମାନ ତଳକୁ ବର୍ତ୍ତମାନ ପଡିଯାଇଛି। କାହିଁକି ନା ଚାଇନା ବର୍ତ୍ତମାନ ଇଣ୍ଡିଆନ ମାର୍କେଟ ପୁରା କିଣି ନେଇଯାଇଛି। ଆଗରୁ ଇଣ୍ଡିଆନ ମାନୁଫାକ୍ଚର ମୋବାଇଲ ଯାହା ସବୁ ହଉଥିଲା ଇଣ୍ଡିଆନ କମ୍ପାନୀ ଥିଲା। ଇଣ୍ଡିଆନ କମ୍ପାନୀ ହେଲେ କଣ କଷ୍ଟ ଅଧିକା ପଡୁଛି। କାହିଁକି ଯୋଉ ଜିନିଷ ଆପଣ ତିଆରି କରିବେ ସବୁ ବାହାରୁ ଜିନିଷ ଆଣି ସବୁ ତିଆରି କରିବେ ତାର ମେଟେରିଆଲ କଷ୍ଟ ପଡୁଛି। ତେଣୁ ଇଣ୍ଡିଆନ ମୋବାଇଲରେ କଷ୍ଟ ଅଧିକା ରହୁଛି। କିନ୍ତୁ ଚାଇନାରେ କଣ ହେଲା, ଚାଇନା ଯେହେତୁ ସବୁ ଜିନିଷ ସେଠି ସରଞ୍ଜାମ ତାଙ୍କର ନିଜେ ସବୁ ମାନୁଫାକ୍ଚର କରୁଛନ୍ତି। ଗୋଟେ ମୋବାଇଲ ତିଆରି କଲା ବେଳକୁ କମ ରେଟ କରୁଛନ୍ତି। 10,000 ଟଙ୍କାରେ ଭଲ ଫିଚର ସେ ଦଉଛନ୍ତି କାରଣ ତାଙ୍କୁ କମ କଷ୍ଟ ପଡୁଛି। 6-7 ହଜାର ଟଙ୍କା କଷ୍ଟ ସେ ତିଆରି କଲେ 10,000 ଟଙ୍କା ମାର୍କେଟରେ ବିକିଲେ। କିନ୍ତୁ ଇଣ୍ଡିଆନରେ ସେଇ ସେମ ଜିନିଷ ତିଆରି ହେଲା ବେଳକୁ 10,000 ଟଙ୍କା ପ୍ଲସ ଲାଗୁଛି। ତେଣୁ ଇଣ୍ଡିଆନ ମୋବାଇଲ କଷ୍ଟ କଣ ଅଧିକା ହବ। ଅଧିକା କଷ୍ଟ ହେଲେ କଣ ହବ ଲୋକ ନେବେନି। ତେଣୁ ଅର୍ଥାତ ଚାଇନା ବର୍ତ୍ତମାନ ଇଣ୍ଡିଆନ ମାର୍କେଟ ନେଇକି ଅଛି। ଆପଣ ଦେଖୁଛନ୍ତି ଯାହାବି ଯେକୌଣସି ଜାଗାରେ ମୋବାଇଲ କୁହନ୍ତୁ, ଗାଡି କୁହନ୍ତୁ, ବାଇକ୍ କୁହନ୍ତୁ, ସବୁଥିରେ ଯେତେ ସବୁ ପାର୍ଟସ ଯାହା ବି ଲାଗୁଛି ଘରେ ସବୁ ସରଞ୍ଜାମରେ ଆପଣ ଲାପଟପ ର କି ବୋର୍ଡ କିଣନ୍ତୁ, ମାଉସ କିଣନ୍ତୁ, ଯାହା ବି କରନ୍ତୁ ସେ ମେଡ ଇନ ଚାଇନା। ସବୁ ସବୁ ମାନେ ଚାଇନା କମ୍ପାନୀ ସବୁ ତିଆରି ହଉଛି। ତ ଦେଖନ୍ତୁ ଚାଇନାର ଇକୋନୋମିକ ଆଉ ଇଣ୍ଡିଆନ ଇକୋନୋମି ଭିତରେ କଣ ଆମେ ଯିବା ତାପରେ ଆପଣ ଟାରିଫ କଥା ପଚାରୁଥିଲେ ସେଇ ଟାରିଫ କଥା ଅଛି। ଟାରିଫ ହେଲା କଣ ଟ୍ୟାକ୍ସ ଆପଣ ହେଲା ଟ୍ୟାକ୍ସ ଯୋଉ ଟ୍ୟାକ୍ସ ଟା ଆପଣ ଜିନିଷଟା ସେଠି ଯୋଉ ମଗଉଛନ୍ତି ତା ଉପରେ ଇଣ୍ଡିଆନ ଗଭର୍ଣମେଣ୍ଟ ଟ୍ୟାକ୍ସ ନଉଛି। ତ ତାପରେ କଣ ରେଟ ର ପ୍ରଭାବ ପଡୁଛି। ତ ବର୍ତ୍ତମାନ ଯେହେତୁ ୟୁଏସ ର ଇଣ୍ଡିଆ ପ୍ରଡକ୍ଟ ଉପରେ ଟାରିଫ ସବୁ ନଥିଲା ଆଉ ୟୁଏସଏ କଣ ୟୁଏସଏ ନିଜେ ପ୍ରଡକ୍ସନ କରେ ବାହାରକୁ ପଠାଏ। ଅଲଗା କଣ୍ଟ୍ରି ମଧ୍ୟ ସବୁ ଜିନିଷ ପତ୍ର ମଗାଏ। ଯେହେତୁ ୟୁଏସ ର ଟାରିଫ ସିଷ୍ଟମ ଅଧିକା ସବୁ ନଥିଲା ଏଥିରେ ସେ ଡୋନାଲ୍ଡ ଟ୍ରମ୍ପ ଆସିଲା ପରେ ସେ କହିଲା ନାଇଁ ମୁଁ ସବୁ ଟାରିଫ ଲଗେଇବି। ଟାରିଫ ଲଗେଇ ସମସ୍ତଙ୍କୁ ଟାରିଫ ଲଗେଇ ମୋ ପ୍ରଡକ୍ଟ ଉପରେ ସମସ୍ତେ ଟାରିଫ ଲଗାଉଛନ୍ତି ମୁଁ ମଧ୍ୟ ସବୁ ପ୍ରଡକ୍ଟ ଉପରେ ଟାରିଫ ଲଗାଇବି। ତ ସେଥିପାଇଁ ସେ କଣ କଲେ ଆସିଲା ପରେ ଶାସନକୁ ଆସିଲା ପରେ ଟାରିଫ ଲଗେଇଲେ ଏମିତି ଟାରିଫ ଚାଲିଲା ଏକାଥରେ ମାର୍କେଟ ସବୁ ଧୂଳିସାତ ହେଇଗଲା ଅଲ ଓଭର ୱାର୍ଲଡ ମାର୍କେଟ ପ୍ରଭାବ ପଡିଲା ଟାରିଫ ଉପରେ। ତ ଟାରିଫ ହେଲା କଣ ସପୋଜ ଇଣ୍ଡିଆ ଫାର୍ମା ସେକ୍ଟରରେ ଏଫଏମସି ସେକ୍ଟର ଏଫଏମସିଜି ଏଫଏମସି ସେକ୍ଟର ଫାର୍ମା ସେକ୍ଟର ଅଟୋ ସେକ୍ଟର ଏ ସବୁ ଜିନିଷ କଣ କରେ ଏ ସବୁ ଅଧିକା ଜିନିଷ ଇଣ୍ଡିଆ ୟୁଏସ କୁ ଏକ୍ସପୋର୍ଟ କରେ। ଯେହେତୁ ଏକ୍ସପୋର୍ଟ କରେ ଯୋଉ ଜିନିଷ ଏକ୍ସପୋର୍ଟ କରେ ଫାର୍ମା ସେକ୍ଟର ମେଡିସିନ ହଉଛି ବହୁତ ଅଧିକା ସପ୍ଲାଇ କରେ। ଫାର୍ମା ସେକ୍ଟର ବହୁତ ସବୁ କମ୍ପାନୀ ଆମେରିକାକୁ କଣ ହୁଏ ନା ସପ୍ଲାଏ ହୁଏ। ଯେହେତୁ ଆ ଉପରେ ହେଲା ମେଟାଲ ସେକ୍ଟର ମେଟାଲ ସେକ୍ଟର ମଧ୍ୟ ବହୁତ ମେଟାଲ ହଉଛି ଏକ୍ସପୋର୍ଟ ହଉଛି କାହାକୁ ୟୁଏସ କୁ ହଉଛି। ଯୋଉ ଜିନିଷ ଏକ୍ସପୋର୍ଟ ହଉଛି ୟୁଏସ କୁ ହଉଛି ଯେତେବେଳେ ଟାରିଫ ବଢିବ ଯାହା ଉପରେ ଟାରିଫ ବଢିବ ଯାହା ଉପରେ ଟାରିଫ ଟ୍ୟାକ୍ସ ଯାହା ଉପରେ ଟ୍ୟାକ୍ସ ବଢିଲା ତ ତାର କଣ ହବ ମାର୍କେଟ କଣ ହବ ଡାଉନ ହବ। ଯାହା ଉପରେ ଟାରିଫ ବଢିଲା ମାର୍କେଟ ଡାଉନ ହେଲା ତ ସେଥିପାଇଁ କଣ ହେଇଛି ନା ଟାରିଫ ଯାହା ଉପରେ ପଡି ଚାଲିଲା ତ ମାର୍କେଟ ଡାଉନ ହେଇ ଚାଲିଲା। କାହିଁ ଡାଉନ କାହିଁକି ହଉଛି ସାର୍? ଡାଉନ ହବ ଦେଖନ୍ତୁ କାଲି ଯୋଉ କହିଥିଲି ଆଜି ସେମ ଜିନିଷ ଆଳୁ କଥା କହୁଛି ଆଳୁ ହୁଁ। ଆଳୁ ଆପଣ 20 ଟଙ୍କା ଥିଲା ବେଳେ 20 ଟଙ୍କା ଯେତେବେଳେ ପର କେଜି ଆପଣଙ୍କ ଥିଲା ଆପଣ 2 କେଜି କିଣୁଥିଲେ। ହଁ ହଁ। ଯେତେବେଳେ ଦେଖିଲେ ଆଳୁ କେଜି 60 ଟଙ୍କା ହେଇଗଲା 60 ଟଙ୍କା ଆଳୁ କେଜି ହେଇଗଲା ତ ଆପଣ କଣ କରିବେ ସେ ଜାଗାରେ 1 କେଜି କିଣିବେ।
ହୁଁ 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 ଅର୍ଥାତ ଆଳୁ ବେପାର ଡାଉନ ହେଲା ନା ଆପଣ ଆପଣ କଞ୍ଜ୍ୟୁମ ଉପରେ ବେପାର ବଢିବ ନା, ହୁଁ ହୁଁ ଆପଣ ହୁଁ ହୁଁ କଞ୍ଜ୍ୟୁମ କମେଇ ଦେବେ। ତ ଅର୍ଥାତ ଆଳୁ ଆପଣ ଅଧିକା କିଣିବେନି। ଯୋଉ ଟାଇମରେ ଦେଖନ୍ତୁ ସିଜନ ଟାଇମରେ ଯେତେବେଳେ ଟମାଟୋ କେଜି 200 ଟଙ୍କା ହେଇଗଲା। ଟମାଟୋ ଆପଣ ଏବେ ବର୍ତ୍ତମାନ ପାଉଛନ୍ତି କି ଏବେ ମାର୍କେଟରେ ଟମାଟୋ ବିକ୍ରି ହଉଛି 60 ରୁ 70 ଟଙ୍କା ପର କେଜି ବିକ୍ରି ହଉଛି। ସିଜନ ଟାଇମରେ କେତେ ଥିଲା? 5 ଟଙ୍କା ପର କେଜି ଥିଲା। 5 ଟଙ୍କା ପର କେଜି ଥିଲା ଆପଣଙ୍କ ଟମାଟୋ। ତ ସେତେବେଳେ କଣ କରନ୍ତି ଆପଣ ଏକାଥରେ 2 କେଜି 3 କେଜି ନେଇ ଆସି ଟମାଟୋ ଖଟା କରନ୍ତି, ବିଭିନ୍ନ ପ୍ରକାର ୟୁଜ କରନ୍ତି, ସବୁ ତରକାରୀ ଉପରେ ଟମାଟୋ ପକାନ୍ତି। ଯେତେବେଳେ 60 70 ହେଲା ଏଠି 5 କେଜି ଆଣିଥିଲେ, 60 70 ଥିଲା ବଢିଥିଲେ କଣ କମେଇଦେଲେ 1 କେଜି। କେବଳ ଯେତେବେଳେ ଆବଶ୍ୟକ ଥିବ ଆପଣ ସେତିକି ଜିନିଷ ୟୁଜ କରିବେ। ତରକାରୀ ପତ୍ର ଯୋଉଠି ପକେଇବା କଥା ଲିମିଟେଡ ପକେଇବେ। କିନ୍ତୁ ଯେତେବେଳେ 200 ଟଙ୍କା ପର କେଜି ହେଇଯିବ, 200 ଟଙ୍କା ଯେତେବେଳେ ପର କେଜି ହେଇଯିବ ଆପଣ ଟମାଟୋ ଆଣିବେନି। ଅର୍ଥାତ ହୁଁ ଆପଣଙ୍କ ମାର୍କେଟରେ ଆପଣ ସପୋଜ ଆପଣ ଲୋକାଲ ହାଟରେ ଯେତେବେଳେ ଗୋଟେ କୁଇଣ୍ଟାଲ ଯେତେବେଳେ ଆପଣଙ୍କର ଟମାଟୋ ଆସୁଥିଲା, ତାହେଲେ ସେ ଜାଗାରେ କେତେ ଆସିବ? 10 କେଜି ଟଙ୍କା, ମାତ୍ର 10 କେଜି ଆସିବ। ଅର୍ଥାତ ଆପଣଙ୍କ ଏଇ ଜାଗାରେ ଟମାଟୋର ଇମ୍ପୋର୍ଟ କଣ ହେଲା? କମିଗଲା। ଯେହେତୁ ରେଟ୍ ବଢିଲା ଇମ୍ପୋର୍ଟ କମିଗଲା। କିନ୍ତୁ ଯିଏ ଟମାଟୋ ଆପଣ ପଠଉଥିବ ତାର ସବୁବେଳେ ସେ କଣ କରୁଛି ନା 10 ଟନ ପ୍ରଡକ୍ସନ କରୁଛି। ମାତ୍ର ସେଲ ହବ କେତେ? 1 ଟନ ସେଲ ହେଲା। 1 ଟନ ସେଲ ହେଲା ଆଉ କଣ 9 ଟନ କଣ ତା ପାଖରେ ପଡିକି ରହିଲା। ଅର୍ଥାତ ତା ବିଜନେସ ତାର ଘାଟା ହେଲା। ସିଏ ତ ଅଧିକା ରେଟରେ ବିକୁନି ନା। ଚାଷୀ ହୁଁ କେବେ ହୁଁ ଅଧିକା ହୁଁ ରେଟରେ ବିକୁନି, ଚାଷୀ ସମାନ ରେଟରେ ବିକୁଛି। କିନ୍ତୁ ଏଠି ମାର୍କେଟରେ ରେଟ ବଢି ବଢି ଚାଲିଛି। ଚାଷୀ କେବେ ଅଧିକା ପଇସା ପାଏନି। କାହିଁକିନା ଚାଷୀ ଯେତେବେଳେ ଟମାଟୋ ଅମଳ କଲା କିମ୍ବା ଆଳୁ ଅମଳ କଲା ସେ ବିକିଦେଲା। ବେପାରୀଙ୍କୁ ବିକେଇଦେଲେ, ସେମାନେ କୋଲ୍ଡ ଷ୍ଟୋର ନେଇ ରଖିଲେ। ସେଇ ପର କେଜି 2 ଟଙ୍କା 3 ଟଙ୍କା 5 ଟଙ୍କାରେ ବିକିଲେ। ସେ କିଛି ବେନିଫିଟ ପାଉନାହାନ୍ତି। କିନ୍ତୁ ଏମାନେ ମଝିରେ ଯୋଉ ହଉଛି ଯୋଉ ମିଡିଏଟର ଯୋଉ ରହୁଛି ସେଇଟା ଅସୁବିଧା ହଉଛି। ଦେଖନ୍ତୁ ଆପଣ ଯେତେବେଳେ ଇଣ୍ଡିଆନ ଯେତେବେଳେ ଆପଣ ଅଟୋ ସେକ୍ଟର ଯୋଉ ଗାଡି ଆପଣଙ୍କ ବାହାରକୁ ୟୁଏସଏ ଯାଉଥିଲା, ତାର ସପୋଜ ରେଟ୍ ଥିଲା କିନ୍ତୁ ସେଠି ଯୋଉ ବିକ୍ରି ହଉଛି ଗୋଟେ ଗାଡି ସପୋଜ 5 ଲକ୍ଷ ଟଙ୍କାରେ ବିକ୍ରି ହଉଥିଲା, 5 ଲାକ୍ସରେ ବିକ୍ରି ହଉଥିଲା। ତେଣୁ ଲୋକ କଣ କଲେ? ଶସ୍ତା ପଡୁଥିଲା 5 ଲାକ୍ସରେ କିଣି ନେଉଥିଲେ। କିନ୍ତୁ ଯେତେବେଳେ ଏଇ 5 ଲାକ୍ସରେ ଟ୍ୟାକ୍ସ ପଡିଲା ପରେ ଇଏ ଯଦି ଟ୍ୟାକ୍ସ ପଡିଲା ସେ 15 ଲକ୍ଷ ହେଇଯିବ। 15 ଲକ୍ଷ ହେଲେ କଣ ହବ? ଲୋକ ସେ ଗାଡିଟାକୁ ୟୁଜ କରିବେନି। ଯେ ଆପଣ ଯୋଉ ମାନୁଫାକ୍ଚରିଂ କରୁଥିବେ, ସପୋଜ ଏ ଜାଗାରେ ଆପଣ 1000 ମାନୁଫାକ୍ଚରିଂ କରୁଥିବେ, ମାନେ ଆପଣଙ୍କ ଗୋଟେ ମାସରେ ଆପଣ 1000 ଟା କାର ମାନୁଫାକ୍ଚରିଂ କରୁଛନ୍ତି। ତେଣୁ ଯେତେ ଡିମାଣ୍ଡ ଥିଲା ସେ ଅନୁସାରେ ଆପଣ ସପ୍ଲାଏ କରୁଥିଲେ। କିନ୍ତୁ ଯେତେବେଳେ 15 ଲକ୍ଷ ହେଇଗଲା ନୋ ଡିମାଣ୍ଡ, ଡିମାଣ୍ଡ ହେଲାନି। ଅର୍ଥାତ ଆପଣ 1000 ଟା କାର ମାନୁଫାକ୍ଚରିଂ କରିଛନ୍ତି, 1000 ଟା କାର ମାନୁଫାକ୍ଚରିଂ କରିଥିବେ ସେଲ ହେଲାନି। ଆପଣ ଆ ଦେହରେ ସବୁ ପ୍ରକାର ଜିନିଷ ୟୁଜ କରିଛନ୍ତି, କଷ୍ଟ ମାଟେରିଆଲ ଠୁ ନେଇକି ପ୍ରଡକ୍ସନ ମାଟେରିଆଲ ସବୁ ଜିନିଷ କଷ୍ଟ କରିଛନ୍ତି। ଅର୍ଥାତ ଯେତେବେଳେ ସେଲ ନହେଲା ଆପଣ କମ୍ପାନୀ କଣ ଚାଲିଲା? ଲସ୍ ରେ ଚାଲିଲା। ଯଦି ଆପଣ କମ୍ପାନୀଟା ଲସ୍ ରେ ଚାଲିଲା ତାହେଲେ କଣ ହବ? ଆପଣ କମ୍ପାନୀର ସେୟାର ଭାଲ୍ୟୁ କଣ ହବ? ଡାଉନ ହେଇକା ଯିବ। କାହିଁକିନା ଆପଣ ଜିନିଷର ଚାହିଦା ରହିଲାନି, ଲୋକ କିଣିଲେନି। ଯେହେତୁ ରେଟ୍ ଅଧିକା ହେଲା ୟୁଏସ କୁ, ଇଏ ଆପଣଙ୍କର 1000 ଟା ଗୋଟେ ମାସରେ 1000 ସପ୍ଲାଏ ହେଲା ବେଳେ ଇଏ କଣ ହବ ନା 50ଟା 60ଟା କି 100ଟା ଭିତରେ ସପ୍ଲାଏ ହେଲା। ଅର୍ଥାତ ଆପଣଙ୍କ ଜିନିଷ ଆପଣ ପଡିକିରି ଖତ ହେଲା। କିଣିଲେନି ହୁଁ। ଲୋକ। ରେଟ୍ ଅଧିକା ବଢିଗଲେ ଲୋକ କିଣିଲେନି। ଯେହେତୁ ନ କିଣିଲେ ଅବସ୍ଥା ହେଲା କଣ? ତ ଅର୍ଥାତ ଆପଣ ବେପାର ଡାଉନ ହେଇଗଲା। ତାମାନେ ସିମିଲାରଲି ସେଟା ଏଇଆ ହଉଛି ଯୋଉ ଆମର ଯୋଉଟା ଏକ୍ସପୋର୍ଟ ହଉଥିଲା ୟୁଏସ କୁ, ତାରି ଆଜ୍ଞା ଉପରେ ଟ୍ରମ୍ପ ଯେତେବେଳେ ହଉଛି ଟ୍ୟାକ୍ସ ଲଗେଇଦେଲା, ତାଙ୍କ ଲୋକଙ୍କର ଚାହିଦା କମିଗଲା ନବାଟା। ନବାଟା କମିଗଲା। ହଁ। ଅର୍ଥାତ ଯୋଉ ଯୋଉ ଜିନିଷ ଏକ୍ସପୋର୍ଟ ହଉଛି, ଯୋଉ ଜିନିଷ ହୁଁ ନ ହଉଛି ତାର କିଛି ହୁଁ ଅସୁବିଧା ନାହିଁ। ହୁଁ ତାର କିଛି ଅସୁବିଧା ନାହିଁ। ତାରିଫ ବଢିଲେ କମିଲେ କିଛି ଫରକ ପଡିବନି। ହୁଁ ହୁଁ ଯୋଉ ସେଥିପାଇଁ କହିଲ ନା କାହାର ମାର୍କେଟ ଅପ ଆଣ୍ଡ ଡାଉନ ହଉଛି, କିଏ ଅପ ଆଣ୍ଡ ଡାଉନ ହଉଛନ୍ତି ନା ଯିଏ ସବୁ ୟୁଏସ କୁ ଏକ୍ସପୋର୍ଟ ହଉଛି ସେଇ ଜିନିଷ ଉପରେ ଆପଣ ମାର୍କେଟର ପ୍ରାଇସ୍ ଟା ଅର୍ଥାତ ସେୟାର ର ଭାଲ୍ୟୁ ଟା ଅପ ଆଣ୍ଡ ଡାଉନ ହଉଛି। ଅଦର ସେକ୍ଟର ହଉନି। ଓଭରଅଲ୍ ଗୋଟେ ଇମ୍ପାକ୍ଟ ପଡିବ, ମାର୍କେଟ ନେଗେଟିଭ ହେଲେ ଓଭରଅଲ୍ ଗୋଟେ ଇମ୍ପାକ୍ଟ ପଡିବ। ତାପରେ ଇଏ ହେଇଯିବ। କାରଣ ସପୋଜ ମୁଁ କହିଲି ଆପଣ ତେଲ କଥା କହିଲି, ତେଲ ରେଟ୍ ବଢିଯିବ ମିନ୍ସ ତେଲ ଆପଣ କ୍ରୁଡ୍ ଅଏଲ ଯୋଉ ଆସିଲା, କ୍ରୁଡ୍ ଅଏଲ ବଢିବ, ତେଲ ବଢିବ କଣ? ତେଲ ସହିତ ସମସ୍ତେ ଲିଙ୍କ। ତେଲ ସହିତ ସମସ୍ତେ ଲିଙ୍କ। କାହିଁକି ନା ଆପଣ ଗାଡି ଚାଲିବ, ଟ୍ରାନ୍ସପୋର୍ଟ ହବ, ସବୁ ଜିନିଷ କଷ୍ଟ ତାରି ଉପରେ ହବ। ଯଦି ଆପଣଙ୍କ ଗୋଟେ ଜିନିଷ ଆପଣ ଆନ୍ଧ୍ରରୁ କଣ ଆସୁଛି? ଆନ୍ଧ୍ରରୁ ମାଛ ଆସୁଛି। ସପୋଜ ଏଠି ଆନ୍ଧ୍ରରେ ମାଛ କିଣା ହେଲା କେତେ? ଯୋଉ ଆପଣ ରୋହି ଭାକୁର ଆସିଲା ସେଠି କେଜି ସପୋଜ 150 ଟଙ୍କାରେ ଭାକୁର କିଣା ହେଲା।
तो ट्रांसपोर्ट कॉस्ट ता मिसियो ट्रांसपोर्ट कॉस्ट मिसीगला पर एठी आपन केते टाइम बिक्री होचे ना 250 टଙ୍କା रे बिक्री होचे 150 टଙ୍କା सेठी किंतु किनला चासी बनेटा किंतु आपन मार्केट बिक्री होचे 250 कहीं कि ट्रांसपोर्टेशन लेबर कॉस्ट और मिसीगला पर 250 टଙ୍କା रे बिक्री କିନ୍ତୁ ଯେତେବେଳେ ଟ୍ରାନ୍ସପୋର୍ଟେସନ ତେଲ ରେଟ୍ ଆହୁରି ବଢିଯିବ ତେଲ ରେଟ୍ ବଢିଲେ କଣ ଯଦି ଏଠି 200 ଟଙ୍କା ଟ୍ରାନ୍ସପୋର୍ଟ ପଡୁଥିଲା ଚାର୍ଜେସ୍ ମିଶୁଥିଲା ସରି 50 ଟଙ୍କା ମିଶୁଥିଲା ଆଉ ଲେବର ଖର୍ଚ୍ଚ ମିଶିକି 250 ଟଙ୍କା ବିକ୍ରି ହଉଥିଲା ट्रांसपोर्टेशन कॉस्ट 200 टଙ୍କା पड़ीଯିବ ତାହେଲେ କଣ ହେଇଯିବ ନା 150 ହେଲା ଆକ୍ଚୁଆଲ କଷ୍ଟ 200 ଟଙ୍କା ହେଲା ଟ୍ରାନ୍ସପୋର୍ଟେशन କଷ୍ଟ ଲେବର କଷ୍ଟ ସପୋଜ 50 ହେଲା ତାହେଲେ କେତେ ହେଇଯିବ ମାଛ କଷ୍ଟ କେତେ ହେଇଯିବ 400 ଟଙ୍କା ହେଇଯିବ ଯୋଉଟା ଆପଣ 250 ଟଙ୍କାରେ ପାଉଛନ୍ତି 250 ଟଙ୍କାରେ ପାଉଛନ୍ତି ତାର କଷ୍ଟ କେତେ ପାଇବେ 400 ଟଙ୍କାରେ ପାଇବେ ଅର୍ଥାତ୍ ତେଲଟା ସମସ୍ତେ ଇମ୍ପାକ୍ଟ କରିବ କିନ୍ତୁ ସବୁ ଜିନିଷ ସମସ୍ତେ ତ ଇମ୍ପାକ୍ଟ କରିବେନି କାରଣ ସପୋଜ ମୁଁ କହିଲି ଫାର୍ମା ସେକ୍ଟର ଉପରେ जो जो जे जिस डिपेंडेंट अच्छा ये माड़ पड़ो जो आउ जी ना माड़ पड़ो मेटाल सेक्टर सहित जी सब जड़ित अच्छा मेटाल सेक्टर सहित जी सब जड़ित अच्छा माड़ से माड़ हम अदर ऊपर किसी इफेक्ट पड़ोनी तेणु से जगह आपको एनालिसिस करने पड़ो जे ये जिनस सहित किए इंटरलिंक अच्छा जी सब इंटरलिंक अच्छा रेट सब बढ़ो आउ शेयर भैल्यूटा कम क्लियर आज्ञा तेणु से कौन है मु बारंबार से काली क्लास कहती तो सब कौन करें न्यूज देखिए न्यूज जो बस न्यूज चैनल लगे दिंतु मोबाइल जदि अच्छी मोबाइल अलग गीत फीत ये सब न शुणिक मोबाइल रे यूट्यूब रे लाइव न्यूज रोचे सब चैनल यूट्यूब रे लाइव रोचे न्यूज देखो ना टीवी जो चलुचे आप टीवी बस देखार आवश्यकता ना टीवी चली टीवीटा आप चली से कौन करें ना जी बिजनेस हो कि सीएनबीसी हो इटी हो आउर बहुत चैनल अच्छी जो जो बिजनेस चैनल आप पसंद सीएनबीसी जहाँ भी आप पसंद लगेदे से चैनल लगे चैनल चली आप न्यूज शुणुवे तेणु ये सहित आप पूरा हाबिचुएट हाँपाई पड़ो आज कहली आज न्यूज जो शुणुवे अपडेट थे मारुति कथा कहले ब्रिटानिया कथा कहते जहाँ भी आप शुणिले देख तार इम्पैक्टा कौन हम आप जानीगले यार पॉजिटिव अच्छी गोटे सब देखले गोटार पॉजिटिव गोटे स्टॉक पॉजिटिव न्यूज अच्छी मार्केट कौन अच्छे बुलिश अच्छी मार्केट में बुलिश अच्छे पॉजिटिव अच्छे ताले कौन हम ना से जिनसा पूरा फास्ट रकेट भाई जी कौन रिट्रेसमेंट तलक आसे पुणी आगे ना उपरको जी तो ये जगह कौन हम ना आप जानले जेटा पॉजिटिव न्यूज अच्छी फोकस करेंगे पॉजिटिव अच्छे ऊपर जीव जो आप स्ट्राटेजी जीव खाली तो ऊपर गला आप संगे संगे बाय करदेवे आप जो स्ट्राटेजी फॉलो करते से स्ट्राटेजी जो जीव से आप ट्रेड करेंगे तो से कहली सब बड़े आप न्यूज सहित अपडेट रुहतु क्या सहित अपडेट रहे न्यूज न्यूज सहित ए टू जेड सब दिन ए टू जेड न्यूज सहित अपडेट रहे न्यूज सहित अपडेट रहिले कौन हम आपन को अधा काम इजी हो आप स्ट्राटेजी बेस काम करेंगे किंतु अधा कम आप कौ दिन फोकस कर जान पारे आप सब ब्लाइंडली सब जिन करने अपेक्षा आप कौ दिन क्या फोकस करेंगे ସେଇଟା ଆପଣ କନଫର୍ମ ହେଇଯିବେ ओके आज्ञा ଆଉ କାହାର କିଛି क्वेश्चन नहीं चलନ୍ତୁ तो आज ଯିବା ଆମେ କଣ କରିବା स्टॉक सिलेक्शन करवा କୋଉ स्टॉक रे केमिति हम सब सेक्टर काम करवा कैसे स्टॉक सिलेक्शन करवा ताले स्टॉक सिलेक्शन सेक्टर वाइज हम स्टॉक सिलेक्शन करवा केमिति करवा काली क्लास जेंत करथिले एनएससी साइट जिवे एनएससी साइट गला पर मार्केट डाटा पर इक्विटी एंड एससी मार्केट डाटा क्लिक कला पर इक्विटी एंड एसएमई मार्केट आर पर क्लिक करवा तापर ये निफ्टी 50 लिखा है यार ऊपर आप क्लिक करेंगे कला पर आप कौन करेंगे
ଆ ଉପରେ ଫୋକସ୍ କରିବେ। ଦେଖନ୍ତୁ ସପୋଜ ଫାଷ୍ଟ ମୁଁ ନିଫ୍ଟି ଫିଫ୍ଟି ଉପରେ ଚାଲୁଛି, ନିଫ୍ଟି କେତେବେଳେ ଆପଣଙ୍କୁ ଅଧିକା ଯିବ, ଉପରକୁ ଯିବାର ସମ୍ଭାବନା ରହିବ। ନିଫ୍ଟି ଫିଫ୍ଟି ଉପରେ ଆପଣ କ୍ଲିକ୍ କଲେ ଏଇଠି ଦେଖନ୍ତୁ ଇଏ ଷ୍ଟକ୍ ଲିଷ୍ଟ ଆସିଗଲା। ତ ଏଇଠି ଆଉ କେତେଟା ରହିଲା ନା 50ଟା ଷ୍ଟକ୍ ରହିଲା। କେତେଟା? ନିଫ୍ଟି ଫିଫ୍ଟି ମିନ୍ସ ଆପଣଙ୍କ ଇଣ୍ଡିଆର ଟପ୍ ମୋଷ୍ଟ 50 କମ୍ପାନୀ ସାହା ଭିତରେ ରହିଲା। ନିଫ୍ଟି କେତେବେଳେ ଉପରକୁ ଯିବ ନା ନିଫ୍ଟିରେ ଯୋଉ ଯୋଉ ଷ୍ଟକ୍ ଗୁରା ଅଛନ୍ତି ସେମାନେ ଯଦି ଉପରକୁ ଯିବେ, ଗୋଟେ ମିନିଟ ତ ନିଫ୍ଟି ଫିଫ୍ଟିରେ ଆପଣ ଦେଖିବେ ଯଦି ସବୁ କମ୍ପାନୀ ଯଦି ଭଲ ପରଫର୍ମାନ୍ସ କରିବେ ତାହେଲେ ଉପରକୁ ଯିବେ। ତାପରେ ମନେ କ୍ୱେଶ୍ଚନ ଅଛି କଣ ସବୁ ଯଦି ପରଫର୍ମାନ୍ସ କଲେ କିଛି ପରଫର୍ମାନ୍ସ କଲେ ଉପରକୁ ଯିବ କି? ତ ସେଇଟା ମତେ ବୁଝିବା ପାଇଁ ପଡେ। ଏଇଟା ଦେଖନ୍ତୁ ଏଇଠି ଆପଣ ଉପରେ ଲେଖା ହେଇଛି କଣ ଆଜିର ନିଫ୍ଟିରେ ଆଡଭାନ୍ସ ଅଛି କେତେ? 8ଟା ଷ୍ଟକ୍। 8ଟା ଷ୍ଟକ୍ ଉପରକୁ ମୁଭ୍ କଲା ବେଳେ ଡିକ୍ଲାଇନ କେତେ କରୁଛି? 41ଟା। 41ଟା ତଳକୁ ଯାଇଛନ୍ତି, 8ଟା ଉପରକୁ ଯାଇଛନ୍ତି। ଅନଚେଞ୍ଜ ଅଛି କେତେ? ନା ଗୋଟେ ଅନଚେଞ୍ଜ ଅଛି। ଗୋଟେ ଅନଚେଞ୍ଜ ଅଛି। 41ଟା ଡିକ୍ଲାଇନ୍ସ ହେଇଛି, ଆଡଭାନ୍ସ ହେଇଛି 8ଟା। ଆଡଭାନ୍ସ ଯିଏ ହେଇଛନ୍ତି ସେ ସବୁ ଉପରେ ଅଛନ୍ତି। ଉପରେ ଗ୍ରୀନ କଲର ଦେଖୁଛନ୍ତି ଆପଣ, ଏ ଯେ ଗ୍ରୀନ ଦେଖୁଛନ୍ତି ଆଇଚର ମଟର, ହିନ୍ଦୁସ୍ତାନ ୟୁନିଲିଭର, ମାରୁତି, ଆଇଟିସି, ତାପରେ ନେସ୍ଲେ ଇଣ୍ଡିଆ, ଟିସିଏସ୍, ଏଟର୍ନାଲ, ହିରୋ ମୋଟୋକପ, ଏସିଆନ ପେଣ୍ଟ। ଏତିଟା ଆପଣଙ୍କର ମାର୍କେଟ ଯୋଉଠୁ ଓପନ ହେଇଥିଲା ତାପରେ ଏତିକି ପଏଣ୍ଟ ପଜିଟିଭ ଅଛନ୍ତି। ଏଠି ଚେଞ୍ଜ ଦେଖୁଛ ନା, ଏତିକି ପଏଣ୍ଟ ଉପରୁ ଯାଇଛନ୍ତି, ଏ ସାଇଡ ହେଲେ ଆପଣ ପରସେଣ୍ଟେଜ। ତ ଏତିକିଟା କଣ ଅଛନ୍ତି ନା ଆପଣଙ୍କ ପଜିଟିଭ ଥିଲା ବେଳେ ଆଉ ସବୁ ନେଗେଟିଭରେ ଅଛନ୍ତି। ଆଉ କି କଣ ସବୁ ନେଗେଟିଭରେ ଅଛନ୍ତି? ସେଇଠି ହେଲା ଆଡଭାନ୍ସ 8ଟା ରହିଲା, ଡିକ୍ଲାଇନ 41ଟା ହେଲା। ତାହେଲେ ଆପଣ ଜାଣିବା ପାଇଁ ପଡିବ ହଁ ନିଫ୍ଟି କେତେବେଳେ, ଯେହେତୁ ମୋଷ୍ଟ ଅଫ ତଳକୁ ଯାଇଛନ୍ତି ତେଣୁ ସେଥିପାଇଁ ନିଫ୍ଟି କଣ ହେଲା ତଳକୁ ଗଲା। ତା ବ୍ୟତୀତ ବେଳେବେଳେ ଦେଖିବେ ଆପଣ 20ଟା, ଆପଣ 50ଟା ରହିଲା, 30ଟା ଡିକ୍ଲାଇନ ଥିବ କିନ୍ତୁ ନିଫ୍ଟି ଉପରକୁ ଯାଇଥିବ। କାହିଁକି ନା ସବୁଥିରେ ସେୟାରିଂ ଅଛି। ସବୁଥିରେ ସେୟାରିଂ ଅଛି। ସମସ୍ତେ ତ ନିଫ୍ଟି 50ଟା ହେଲା, 50ଟା ତ ସମାନ ସେୟାର ନାହାନ୍ତି। ସମସ୍ତଙ୍କ ସେୟାର ମଧ୍ୟ ଅଲଗା ଅଲଗା ଅଛି। ତେଣୁ ଆପଣ ଜାଣିବା ପାଇଁ ପଡିବ ଯେ କାହାର ୱେଟେଜ କେତେ ଅଛି। ସପୋଜ ମୁଁ ଆଜ ଫର ଏକ୍ସାମ୍ପଲ କହିଲି ଆପଣଙ୍କ ଘରେ ହେଲେ କେତେ 5 ଭାଇ। କେତେ ଭାଇ ଅଛନ୍ତି? 5 ଭାଇ ଅଛନ୍ତି। 5 ଜଣ, 5 ବ୍ରଦର୍ସ। ତ କଣ କରନ୍ତି ସମସ୍ତେ ମିଳିମିଶିକି ଘର ଚଳାନ୍ତି। ତ ସମସ୍ତଙ୍କ ସେୟାର ସମାନ ନଥାଏ। ଯିଏ ଅଧିକା ଇନକମ କରୁଛି, ସପୋଜ ଆପଣ ବଡ ଭାଇ ଜଣେ ଅଛନ୍ତି ଡକ୍ଟର ଅଛନ୍ତି। ବଡ ଭାଇ ଡକ୍ଟର ଅଛନ୍ତି ମିନ୍ସ ସେ କଣ ଘର ଚଳିବା ପାଇଁ ସପୋଜ ଆପଣ ମାସକୁ ଦରକାର ହଉଛି 50,000 ଟଙ୍କା ଘର ଚଳିବା ପାଇଁ ଦରକାର ପଡୁଛି। ବଡ ଭାଇ ଯଦି ଡକ୍ଟର ଅଛନ୍ତି ସେ କଣ କଲେ ନା 20,000 ଟଙ୍କା ଦେଇଦେଲେ। ବଡ ଭାଇ ନମ୍ବର 1 ଭାଇ ଡକ୍ଟର ଅଛନ୍ତି ସେ 20,000। ନମ୍ବର 2 ଭାଇ ଯେ କଣ ଅଛନ୍ତି ନା ସିଏ ଅଛନ୍ତି ଜଣେ ଓଏସ୍ ଅଫିସର ଅଛନ୍ତି। ଓଏସ୍ ଅଫିସର ଯିଏ ଅଛନ୍ତି ତାଙ୍କ ବି ଦରମା ଅଧିକା, ଆଙ୍କର ଦରମା ଅଧିକା, ତାଙ୍କର ଦରମା ଅଧିକା। ଇଏ କଣ ଯଦି ଡକ୍ଟର ଏମାନେ ଦେଖିଲେ ଇଏ ସବୁଠୁ ଅଧିକା ଇନକମ କରୁଛନ୍ତି, କ୍ଲିନିକ ଅଛି ସବୁ ଜିନିଷ ଅଧିକା ଇନକମ କରୁଛନ୍ତି, 20,000 ଦେଲେ। ଓଏସ୍ ଭାଇ ସେ କଣ କଲେ ନା 15,000 ଟଙ୍କା ଦେଲେ। ତାପରେ ଥାର୍ଡ ଭାଇ କଣ ଅଛନ୍ତି ନା ହାଇସ୍କୁଲ ଟିଚର ଅଛନ୍ତି। ଯେହେତୁ ହାଇସ୍କୁଲ ଟିଚର ଅଛନ୍ତି, ତା ଟିଚର ହେଲେ କଣ ଏମାନଙ୍କର ଟିକେ ଦରମା କମ ରହିଲା। ସେ କଣ ଇଏ ଦେଲେ 20, ଇଏ ଦେଲେ ତାଙ୍କର 20। ବେଶୀ ସାର, ଆଜ୍ଞା ଏବେ ତାଙ୍କର ବେଶୀ ବା। ଏବେ ଅଣ୍ଡା ନାଇଁ ଚାଉଳ ବିକିକି ତାଙ୍କର ବେଶୀ ହେଇଗଲାଣି। ଅଣ୍ଡା ଚାଉଳ ବିକୁଛନ୍ତି ଆପଣଙ୍କର ମିଡିଲ ସ୍କୁଲ ନା ଆପଣଙ୍କ କ୍ଲାସ ପ୍ରାଇମେରୀ ସ୍କୁଲ ବିକୁଛନ୍ତି। ହାଇସ୍କୁଲ ଟିଚର ପାଇଁ ନାହିଁ ନା, ହାଇସ୍କୁଲ କଣ ମଧ୍ୟାହ୍ନ ଭୋଜନ ଅଛି? ହାଇସ୍କୁଲ ମଧ୍ୟାହ୍ନ ଭୋଜନ ନାହିଁ। ତେଣୁ ଏଠି ଆଙ୍କର କଣ ସାଲାରୀ ହେଲେ ଆଙ୍କର ସାଲାରୀ କମ ହେଲା। ଯେହେତୁ ଆଙ୍କର ସାଲାରୀ ଡକ୍ଟର କଣ ମନ୍ଥଲି ଇନକମ ତାଙ୍କର 2 ଲାଖ ପ୍ଲସ ଆସିଲା। ସାଲାରୀ ସହିତ କ୍ଲିନିକ କାମ କଲେ 2 ଲାଖ ପ୍ଲସ ଇନକମ କଲେ। ଓଏସ୍ ଅଫିସର ହେଲେ କଣ ସାଲାରୀ 1 ଲାଖ ପ୍ଲସ ହେଲା। ଆଉ କିଛି ଉପରୁ କଲେ ଆଙ୍କ ଇନକମ କଣ ହେଲା ନା 1.5 ଲକ୍ଷ ପାଖାପାଖି ହେଲା, 1.5 ଲାକ୍ଷ ହେଲା।
टीचर है तेणु दरमा जी पाइला ट्यूशन फीस किसी करूना तेणु आंकर इनकम है के टीचर हेले 40 ରୁ 50 ହଜାର ଟଙ୍କା इनकम है तेणु बड़ भाई देला 20,000 ଟଙ୍କା ता तले भाई देला 15,000 ଟଙ୍କା ता तले भाई ये जो है ये से कौन कले कहले मु 7,000 ଟଙ୍କା देବି तेणु कारण जहाँ जी इनकम हो घर चलिए से रेसीओ सब दौरान ये देले 20, 15, 35, 7, 42 आउ दीटा भाई रही आउ गोटे भाई जो रही सी कौन कर गोटे छोटिया बिजनेस आरंभ कर प्रॉफिट एंड लॉस से किसी डिपेंड करनी सी देला केते ना 5,000 ଟଙ୍କା देला से देला 5,000 ଟଙ୍କା देला आ ये छोटिया बिजनेस कर तेणु तार चलती 5,000 ଟଙ୍କା देला हाँ चलो 5 नंबर भाई जी है कौन 5 नंबर भाई से ट्यूशन फ्यूशन कर चलो कॉम्पिटिटिव प्रिपरेशन ट्यूशन कर चलो ना अधिक पैसा इनकम टका 15-20 हज़ार टका इनकम से शिखला मु 2,000 ଟଙ୍କା देवी देखले केते हला आपनकर 5, 2, 7, 7, 14, 19, 3,000 करदेवा 3,000 कले अपन 50,000 टका हेला अर्थात ये कंट्रीब्यूशन चलला तो समस्त कंट्रीब्यूशन फैमिली चली ताल बर्तमान कहतु एठी आमे आको रिलेटेड बर्तमान मार्केट को जीवा जे केते बेले फैमिली टा पूरा असुविधा चलो केते भले चलो केते कहार असुविधा फैमिली फरक पड़ो देखो बड़ भाई दौर डॉक्टर अच्छे 20,000 टका दौर ये दी भाई कौन 15,000 टका दौर कौन सी कारण जदि गवर्नमेंट सैलरी बंद करदेला ये दिन का सैलरी बंद करदेला किसी दिन से डिस्प्यूट है दिन सैलरी बंद अर्थात घर चलाइबा ये दी जण पैसा देले ना पैसा देना ही देवे कौन ताले से जार कहते फैमिली सफर करबा सफर करबनी तोर करबनी एते सफर निश्चय करियो 100% सफर करिवो फैमिली खाया पाइबनी हाँ से ये पैसा नदेले खाइबा पाइबनी हाँ ये दी भाई पैसा दिलानी ये दी जण हाँ मिसिक 35,000 टका दौरान 50,000 35,000 न मिले फैमिली खाया मिलबनी हम्म आप दांडर भिकारी ही हम्म किंतु जदि ये दी जण भाई पैसा दौरान ये 3 भाई पैसा नदेले किसी असुविधा हेनी ये दी भाई पैसा दौरान ये 3 भाई पैसा देलेनी आंकर असुविधा है आर ट्यूशन चललानी आर बेपार चललानी सपोज कोरोना है आर ट्यूशन चललानी आर बिजनेस चललानी तो ये दी भाई जो बंद है टीचर तो सैलरी पाइबे या तो सैलरी मिलबो तो फैमिली ये दी भाई जो ये दी भाई बेपार बंद हो ये टीचर अच्छा ट्यूशन कर ये कौन कर बिजनेस ये दिए कोरोना टाइम कोविड टाइम ये दी जन का बेपार डाउन है बंद है ये कौन कल ये 3 भाई मिस के दौरान 42,000 जेहेतु 42,000 किसी फर्क पड़ोनी फैमिली पर किसी भी फर्क पड़ोनी फैमिली जेम चलता सेम चलो अर्थात ये पॉइंट है जो मान शेयरिंग अधिका रहा से असुविधा पड़े अर्थात ये दीटा भाई जब असुविधा पड़ुंट फैमिली असुविधा हम अर्थात मार्केट से डाउन हो किंतु ये दी भाई भले थे ये दी भाई समाज भल आउ किसी जिन मिलला बोनस फोनस किसी मिलला कौन जिन मिलला घर को आनीदे घर आराम खाई पी उड़ेले सपोज ये ओएस ऑफिसर अच्छा किसी जिन मिलला घर को आने खाई पी उड़ेले पैसा किसी मिलला किसी डॉक्टर तरफ किसी गिफ्ट फिफ्ट किसी मिलला घर खाइले पीले बिंदास आपको तो मिलबन ना तेणु जार शेयर पॉइंट बुझे पॉइंट से इम्पोर्टेंट जार शेयरिंग अधिकार सी जदि बेटर जगार रहिले अर्थात सी जदि मूव करुँच कौन हम ना मार्केट ऊपर जीव से भल रही मार्केट ऊपर जीव से खराब रही मार्केट तलक जीव आउ जो मैंने रहिले जो मैंने शेयरिंग कम रहा से तलक गले मार्केट उपर किसी इंपैक्ट पकेब ना किसी मार्केट इंपैक्ट पकेबनी तेणु जी बड़ रहिले जार शेयरिंग अधिकार रहा जदि किसी असुविधा होउची मार्केट तलक जीव सुविधा है सी जो मुव कले सी जदि मुव कर मार्केट कौन हम ना ऊपर 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 जीव ओके तेणु ये पॉइंट नोट डाउन करूँ तेणु निफ्टी 50 पर जो स्टॉक अच्छा आप निफ्टी रे जदि ऊपर को जीव भावुं केमी जीव ना जो शेयर कॉस्ट कौन हम अधिका थी कौन थी जो जहाँ जार शेयर टा कॉस्ट अधिका थी
ଯଦି ସେମାନେ ଉପରକୁ ଯାଉଛନ୍ତି ତାହେଲେ ମାର୍କେଟ ଉପରକୁ ଯିବ। ଦେଖନ୍ତୁ ମୋ ସ୍କାନର ଦେଖଉଛି, ସ୍କାନର ଯୋଉ ତିଆରି ହେଇଛି, ସ୍କାନର ଯୋଉ ଚାଲିଛି। ये जो ସ୍କାନରଟା ଗୋଟେ ତିଆରି ହେଇଛି, ये ସେଇ ଟାଇପର ପ୍ଲାନିଂ ବେସିସ୍ ତିଆରି କରାଯାଇଛି। କଣ କରାଯାଇଛି ଏଇଟା ଦେଖନ୍ତୁ, କୋଉ କୋଉ ଷ୍ଟକ୍ ଗୁରା ସବୁ ଅଛନ୍ତି ଦେଖୁଛନ୍ତି, କୋଉ କୋଉ ଷ୍ଟକ୍ ସବୁ ଅଛନ୍ତି ଦେଖୁଛନ୍ତି। ଏଠି ଦିଆଯାଇଛି ଆପଣଙ୍କର HDFC ବ୍ୟାଙ୍କ ଦିଆଯାଇଛି, ICICI ବ୍ୟାଙ୍କ ଦିଆଯାଇଛି, କୋଟାକ ବ୍ୟାଙ୍କ ଦିଆଯାଇଛି, SBI ଦିଆଯାଇଛି, ଆକ୍ସିସ୍ ବ୍ୟାଙ୍କ ଦିଆଯାଇଛି, ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଦିଆଯାଇଛି, ଫେଡରାଲ ବ୍ୟାଙ୍କ ଦିଆଯାଇଛି, ବ୍ୟାଙ୍କ ଅଫ ବରୋଦା ଦିଆଯାଇଛି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଅର୍ଥାৎ ମୋଟେ ସବୁ ପ୍ରାୟ ବ୍ୟାଙ୍କ ଦେଇ ଦିଆଯାଇଛି। ଆ ଭିତରେ ଷ୍ଟକ୍ ସେକ୍ଟରରେ କଣ ଦିଆଯାଇଛି, ଯୋଉଟା ନନ୍ ବ୍ୟାଙ୍କ ସେକ୍ଟର, ରିଲାଏନ୍ସ ଦିଆଯାଇଛି, TCS ଦିଆଯାଇଛି, ITS ଦିଆଯାଇଛି, LT ଦିଆଯାଇଛି, ଇନଫି ଦିଆଯାଇଛି, ବାଜାଜ ଫାଇନାନ୍ସ ଦିଆଯାଇଛି। ନିଫ୍ଟି ଭିତରେ ଇଏ ସବୁ ବ୍ୟାଙ୍କ ଗୁରା ଆସୁଛନ୍ତି, ପ୍ଲସ୍ ଇଏ ଆସୁଛନ୍ତି। ଯେତେବେଳେ ଦେଖିବେ ଇଏ ଘରଟା ସବୁ ପଜିଟିଭରେ ହେଇଯିବ, ପଜିଟିଭରେ ହେଇଯିବ ମିନ୍ସ ସେତେବେଳେ କଣ ଦେଖିବେ ମାର୍କେଟ ନିଫ୍ଟି ଅଟୋମେଟିକ ରକେଟ ଭଳିଆ ଉପରକୁ ଯିବ। ଇଏ ଯେତେବେଳେ ଦେଖିବେ ସବୁ କଣ ହେଇଯିବ ନା, ଇଏ ସବୁ ନେଗେଟିଭ ହେଇଯିବ, ବର୍ତ୍ତମାନ ସବୁ ସେଲ ସେଲ ଦେଖୁଛନ୍ତି, ରେଟ୍ ଦଉଛନ୍ତି, ଅର୍ଥାତ ମାର୍କେଟ କଣ ହବ, ତଳକୁ ଯିବ। ଏଠି ଦେଖୁନାହାନ୍ତି କେତେଟା ପଜିଟିଭରେ ଅଛନ୍ତି, ଇଏ ଯେତେ ଜିନିଷ ଅଛି, TCS ଟା ପଜିଟିଭରେ ଅଛି, ITC ଟା ପଜିଟିଭରେ ଅଛି, ଆଉ ସବୁ ଦେଖୁଛନ୍ତି, ଆଉ ସମସ୍ତେ କଣ ଅଛନ୍ତି ନେଗେଟିଭ। ତ ଇଏ ଯାହାର କଣ ଅଛି ନା ମାର୍କେଟ ଡାଉନ ଚାଲିଛି। ତାହେଲେ ଦେଖନ୍ତୁ ଇଏ ଷ୍ଟକରେ କାହିଁକି ରଖା ହେଇଛି, ତାର ଲଜିକଟା କହୁଛି ଦେଖନ୍ତୁ, ଇଏ ଷ୍ଟକରେ ଏଠି କାହିଁକି ରଖା ହେଇଛି, ଚାଲନ୍ତୁ ଦେଖିବା। ତ ଏଇଠି ଦେଖନ୍ତୁ, ଆପଣ ନିଜେ ଗୁଗଲରେ ମାରିପାରିବେ ୱେଟେଜ ଅଫ Nifty 50 ମାର୍କେଟ, ୱେଟେଜ ଅଫ Nifty 50 stocks, ୱେଟେଜ ଅଫ Nifty 50 stocks। ରିପବ୍ଲିକ ଫେସବୁକ ମାର୍କଟା ମୋର ଆସିଲା ବସ, ୱେଟେଜ ଅଫ Nifty 50 stocks। ମନି କଣ୍ଟ୍ରୋଲ ମାରନ୍ତୁ, ଯୋଉଠି ମାରନ୍ତୁ, NSE କରନ୍ତୁ, ଯୁଆଡେ ମାରନ୍ତୁ ଆସ। ଦେଖାଉଛି ରାଇଟ ସାଇଡ ଦେଖନ୍ତୁ, ରାଇଟ ସାଇଡ କି ଦେଖନ୍ତୁ, ରାଇଟ ସାଇଡ ଦେଖନ୍ତୁ, ରିଲାଏନ୍ସ, ରିଲାଏନ୍ସ ୱେଟେଜ କେତେ ଅଛି, 8.34। ପଏଣ୍ଟ ଆଗରେ ଅଛି, ମୁଁ ये टेबल का अलग आकर मार्केट मूव ऑन जाए देखो, अलग मार्जिन देखो। ट्रायल ट्रेलर देखा बाबा, ମୋ ମାଉସ ଟାରେ ଅଟୋମେଟିକ ଇଏ ହେଇକି ଫଙ୍କସନ କରୁନି, ଗୋଟେ ସାଇଡ ଚିପି ହେଇଯାଉଛି। ହଉ ଆଉ ଥରେ ମାରିଦେଉଛି।
ହେଲେ ମୁଁ ଯେମିତି ଲିଷ୍ଟଟା ଖୋଜୁଛି ସେ ଲିଷ୍ଟଟା ପାଉନି, ମାନେ ପରସେଣ୍ଟେଜ ଜାଗାରେ ସବୁ ଜିନିଷ ଆଟ୍ ଏ ଟାଇମ୍ ଆସିଯିବା କଥା, ଇଏ ଅଲଗା ଅଲଗା ଆସିଯାଉଛି। ଏଇ ଲିଷ୍ଟଟା ବି ଏଇ ଜାଗାରେ ଅଛି, ମନି କଣ୍ଟ୍ରୋଲ ଅଛି, ପାଇଛ। ହଉ ତାହେଲେ ଏଇଟା ମୁଁ ଦେଖେଇ ଦଉଛି। ହଉ ହଉ ଦେଖ, ଏଇ ଜାଗାରେ କରୁଛି, ଏଇଠି ମନି କଣ୍ଟ୍ରୋଲ ଯୋଉଟା ଆସେ ସେଇଟା ହିଁ ଦେଖେଇ ଦଉଛି। ଏଇଠି ଦେଖନ୍ତୁ ରିଲାଏନ୍ସ ଅଛି କେତେ 8.34%, HDFC ବ୍ୟାଙ୍କ ଅଛି କେତେ ୱେଟେଜ ଅଛି 13 ଅର୍ଥାତ୍ ଆପଣ ମନି ନିଅନ୍ତୁ, ରିଲାଏନ୍ସ ହେଲା 8, HDFC ହେଲା 13, ICICI ବ୍ୟାଙ୍କ ହେଲା 8, ଲାର୍ସନ ହେଲା 3.7, ଏଠି ବଡରୁ ଛୋଟ ଖଣ୍ଡ ମାରିଦେଲେ ଆସିବ। ତ ପ୍ରଥମେ ଆସିଗଲା HDFC ବ୍ୟାଙ୍କ 13 ICICI ବ୍ୟାଙ୍କ ହେଲା 8.9, ରିଲାଏନ୍ସ ହେଲା 8.3, ଭାରତୀୟ ଏୟାରଟେଲ ହେଲା 4.62, ଇନଫୋସିସ ହେଲା 4.9, ଲାର୍ସନ ହେଲା 3.7, SBI ହେଲା 2.99, ଆକ୍ସିସ୍ ବ୍ୟାଙ୍କ ହେଲା 2.68, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ହେଲା 2.63, କୋଟାକ ମହିନ୍ଦ୍ରା ହେଲା 2.57। ତାପରେ ତଳୁ ତଳୁ ସବୁ ଯାଉଛି, 1 ଅଛି, 0 ପଏଣ୍ଟ ସମଥିଙ୍ଗ ପଏଣ୍ଟ ଆକାରରେ ମଧ୍ୟ ଅଛି। ତ ଅର୍ଥାତ ନିଫ୍ଟି ଯୋଉଗୁରା ହେଭି ୱେଟେଡ୍ ଷ୍ଟକ୍ ରହିଲେ, କିଏ ହେଭି ୱେଟେଡ୍ ଷ୍ଟକ୍ ରହିଲେ? ଯଦି ଗୋଟେ ଦିନ ରିଲାଏନ୍ସ ଭଲ ଚାଲିଲା, HDFC ବ୍ୟାଙ୍କ, ICICI ବ୍ୟାଙ୍କ, ରିଲାଏନ୍ସ, ଭାରତୀ ଏୟାରଟେଲ ଆଉ ଇନଫୋସିସ, ଏଇ ଯେ ରହିଲା କେତେ, ଇଏ 5ଟି କମ୍ପାନୀ, ଇଏ ଯଦି 5ଟି କମ୍ପାନୀ ଗୋଟେ ଦିନ ଯଦି ଭଲ ଚାଲିଲେ, ଏମାନଙ୍କ ପଜିଟିଭ ରହିଲେ, ଏମାନେ ଭଲ ଚାଲିଲେ ପଜିଟିଭ ହେଲେ, ତାହେଲେ କଣ ହବ? ଓବିୟସଲି ନିଫ୍ଟି ଉପରକୁ ଯିବ। ଆଉ ରେଷ୍ଟ ଯୋଉର ତଳେ ସବୁ ରହିଲେ, ଯେ ସବୁ ୱାନ୍ ବାଲା ସବୁ ଅଛନ୍ତି, ଯେ ସବୁ ପରସେଣ୍ଟେଜ 1 ଆକାରରେ ଅଛନ୍ତି, ଯୋଉ ତଳୁ ଦେଖୁଛନ୍ତି 1% ଆକାରରେ ଯୋଉ ଅଛନ୍ତି, ଏମାନେ ଯଦି ମାର୍କେଟ କାହାର ନେଗେଟିଭ ରେଜଲ୍ଟ ଯଦି କିଛି ଜିନିଷ ରହୁଛି, ତାହେଲେ ମାର୍କେଟ ଉପରେ ଏତେ ଫରକ ପଡିବନି, ମାର୍କେଟ ତଳକୁ ଯିବନି। ଯଦି ଉପର ବାଲା ସବୁ ପଜିଟିଭ ଅଛନ୍ତି, ଉପରେ ଯେତେ ଅଛନ୍ତି, ଏମାନେ ଯଦି ସବୁ ପଜିଟିଭରେ ରହିଲେ, ତାହେଲେ ଓବିୟସଲି କଣ ହବ ନା, ମାର୍କେଟ ଉପରକୁ ଧାଇଁବ। ତେଣୁ ଏ ଜାଗାରେ ଆପଣ ଫୋକସ କରିବେ ଯୋଉଗୁରା ହେଭି ୱେଟେଜ ରହିବ, ଉପରେ ମାର୍କ କରନ୍ତୁ ଯୋଉ ଯୋଉ ଜିନିଷ କୁହାହେଲା, ଇଏ ଉପରେ ଯିଏ ସରିଲେ ହେଭି ୱେଟେଜ ରହିଲେ, HDFC, ICICI ବ୍ୟାଙ୍କ, ରିଲାଏନ୍ସ, ଭାରତୀ ଏୟାରଟେଲ, ଇନଫୋସିସ, ଇଏ ଯଦି SBI, ଆକ୍ସିସ୍ ବ୍ୟାଙ୍କ, ମହିନ୍ଦ୍ରା, ଏ ସବୁ ଜିନିଷ ଉପରେ ଯେତେବେଳେ ରହିଲେ, ଉପରେ କମ୍ପାନୀ ଆଟଲିଷ୍ଟ 10ଟା କମ୍ପାନୀ, ଆଟଲିଷ୍ଟ 10ଟି କମ୍ପାନୀ ଯଦି ଉପରକୁ ଚାଲୁଛନ୍ତି, ଆପଣ ଦେଖିଲେ ଏମାନେ ପଜିଟିଭ ରହିଲେ, ଆଙ୍କ ନ୍ୟୁଜ ପଜିଟିଭ ରହିଲା, ଏମାନେ ଉପରକୁ ଚାଲିଲେ, କଣ ହବ ନା, ନିଫ୍ଟିଟା ସେଇଟା ସେଦିନ ଉପରକୁ ଯିବ। କାରଣ ସବୁ କମ୍ପାନୀ ଆପଣ ଫୋକସ କରିବା ପାଇଁ ପଡିବନି, ଯୋଉଗୁରା କମ ଅଛନ୍ତି, ଇଏ ତଳୁ ଯୋଉଗୁରା ସବୁ କମ ଅଛନ୍ତି, ତାଙ୍କ ଉପରେ ଇଏ ଚାଲନ୍ତୁ ନ ଚାଲନ୍ତୁ ଏତେ ଫରକ ପଡିବନି, ଏମାନେ ଉପରେ ଚାଲନ୍ତୁ ନ ଚାଲନ୍ତୁ। ଅବଶ୍ୟ ସମସ୍ତେ ଯଦି ତଳ ଗୁରା ସମସ୍ତେ ମିଶିଯିବେ, ମିଶିଗଲେ ନିଶ୍ଚିତ ଫରକ ପଡିବ, କିନ୍ତୁ ଆ ଭିତରେ ଗୋଟେ ଯୋଡ଼େ 5ଟା କିଏ ଯଦି ତଳକୁ ଚାଲୁଛନ୍ତି, କାହାର ଇଣ୍ଡିଭିଜୁଆଲ ରେଜଲ୍ଟ ଖରାପ ହଉଛି, ତ ମାର୍କେଟ ଉପରେ ଏତେ ହାମ୍ପର ହବନି, ମାର୍କେଟ ସେଇଆ ଯିବ। ତେଣୁ ସେଥିପାଇଁ କଣ କରିବେ, ଯୋଉ ହେଭି ୱେଟେଜ ଷ୍ଟକ୍ ରହିଲେ, ତାକୁ ସବୁବେଳେ ଆପଣ ଯଦି ନିଫ୍ଟିରେ କାମ କରିବାକୁ ଚାହୁଁଛନ୍ତି, ସବୁବେଳେ ତାକୁ ସବୁ ଟ୍ରାକ୍ କରିବେ। ତାକୁ ଟ୍ରାକ୍ କରିବେ, ତାହେଲେ ସେ ଜାଗାରେ ଆପଣ ଜାଣିପାରିବେ। ଏଠି ଦେଖନ୍ତୁ, ଏ ସ୍କାନର ମୁଁ ଦେଖେଇଲି, ଏ ଜାଗାରେ ସେଥିପାଇଁ କଣ କରିଛି ନା, ଏ ଷ୍ଟକରେ ଆଡ ହେଇକି ଅଛି। କିଏ ଆଡ ହେଇକି ଅଛି ଦେଖନ୍ତୁ, ବ୍ୟାଙ୍କରେ HDFC ବ୍ୟାଙ୍କ, ICICI ବ୍ୟାଙ୍କ, SBI ସବୁ ବ୍ୟାଙ୍କ ଆଡ ହେଇକି ଅଛି, ତା ସହିତ ରିଲାଏନ୍ସ ଆଡ ହେଇକି ଅଛି, TCS ଆଡ ହେଇକି ଅଛି, ITC ଆଡ ହେଇକି ଅଛି, LT ଅଛି, ଇନଫି ଅଛି, ବାଜାଜ ଫାଇନାନ୍ସ ଅଛି। ଏଇ ଜଣେ ହେଭି ୱେଟେଜ ଷ୍ଟକ୍ ଗୁରାକୁ ଆଗରେ ରଖିଛି, ଏମାନେ ଯେତେବେଳେ ଚାଲିବେ, ତାହେଲେ କଣ ହବ ନା, ମାର୍କେଟଟା ସେତେବେଳେ ଉପରକୁ ଯିବ। ସିମିଲାରଲି ଯଦି ଆପଣ ଯିବେ ନେକ୍ସଟ ବ୍ୟାଙ୍କିଂ ସେକ୍ଟରକୁ ଯିବେ, ଏଇଟା ଦେଖିଲେ କଣ, ପ୍ରଥମେ ଆମେ ନିଫ୍ଟି 50 ଦେଖିଲେ, ନିଫ୍ଟି 50 ସିମିଲାର ଆମେ ଯିବା ସାର୍ କଣ, ନିଫ୍ଟି ସାର୍ ଗୋଟେ ମିନିଟ୍, ସାର୍ ଗୋଟେ ମିନିଟ୍, ସାର୍ ହଁ, ଆପଣ ଯୋଉ କହିଲେ କି ଯୋଉ ଫାଷ୍ଟ 5ଟା କି 10ଟା ଷ୍ଟକ ଯଦି ଉପରେ ଥିବ, ସେଇ 5ଟା 10ଟାରୁ ଯଦି କିଛି ହଉଛି ଯାଉଥିବ ପଜିଟିଭ ର, କିଛି ଯାଉଥିବ ନେଗେଟିଭ ର? ଓଭରଅଲ୍ କଣ, ଆପଣ ଯଦି ୱେଟେଜ 100 ନେଇଯାଉଛନ୍ତି, ୱେଟେଜ ଯଦି 100 ନେଉଛନ୍ତି, ହୁଁ 100 ୱେଟେଜ ହେଲା 100%, 100% ଫୁଲ ହେଲା, 100 ପଏଣ୍ଟ ଭିତରୁ
ଆପଣ ସେ ଜାଗାରେ କାଲକୁଲେସନ କରିବେ ଯାହା ଯେତେ ୱେଟେଜ ଅଛି କିଏ ପଜିଟିଭ ରେ ଅଛନ୍ତି କିଏ ନେଗେଟିଭ। ଏଇଠି ଦେଖନ୍ତୁ ଆଡଭାନ୍ସ ଡିକ୍ଲାଇନ ଆପଣ ଦେଖୁଛନ୍ତି କେତେଟା ଆଡଭାନ୍ସ ରେ ଅଛନ୍ତି ଆଉ କେତେଟା ଡିକ୍ଲାଇନ୍ସ ରେ ଅଛନ୍ତି। ଆଡଭାନ୍ସ 8ଟା ଅଛି ଡିକ୍ଲାଇନ୍ସ ଅଛନ୍ତି। ଯଦି ୱେଟେଜ ଯଦି 70% ୱେଟେଜ ଯିଏ ସବୁ ପଜିଟିଭ ଅଛନ୍ତି ଯିଏ ନେଗେଟିଭ 70% ୱେଟେଜ ଯଦି ପଜିଟିଭ ରହିଲେ ଓବିୟସଲି ମାର୍କେଟ ଉପରୁ ରକେଟ ଭଳିଆ ଯିବ। ଯଦି 50-50 ହେଇଯାଉଛନ୍ତି 50 ମିନ୍ସ 50-50 ଷ୍ଟକ୍ କଥା କହୁନି ୱେଟେଜ ଅନୁଯାୟୀ କହୁଛି। 0.50-50 ଯଦି ରହୁଛନ୍ତି 50 ପଏଣ୍ଟ ପଜିଟିଭ ବାଲା ଅଛନ୍ତି 50 ବାଲା କଣ ସେ ନେଗେଟିଭ ଅଛନ୍ତି ତାହେଲେ ମାର୍କେଟ କଣ ସେ ଜାଗାରେ ସାଇଡ ହେଇକି ରହିବ ଯିବନି ଉପରକୁ। ଗୋଟେ ରେଞ୍ଜ ଭିତରେ କନସଲଟେସନ କରିବେ ତଳକୁ ତଳକୁ ଗୋଟେ ରେଞ୍ଜ ଭିତରେ ସେ ରହିଯିବେ ଯିବେନି। ଯଦି କଣ ହବ ଅଧିକା ନେଗେଟିଭ ହେଇଗଲେ 30% କଣ ହଉଛନ୍ତି ପଜିଟିଭ ରହିଲେ ଅର୍ଥାତ 30 ପଏଣ୍ଟ ପଜିଟିଭ ରହିଲା 30 ପଏଣ୍ଟ ପଜିଟିଭ ରହିଲା 70 ପଏଣ୍ଟ କଣ ହେଲା ନେଗେଟିଭ ରହିଲା ତାହେଲେ ଓବିୟସଲି କଣ ହବ ମାର୍କେଟ ତଳକୁ ଯିବ। ଉପର ବାଲା ସପୋଜ ମୁଁ କହିଲି ଉପର ବାଲା ଦେଖିଲେ ଯେ ଉପର ବାଲା ଦେଖୁଛନ୍ତି ଉପର ବାଲା 5-6ଟା ପଜିଟିଭ ଅଛନ୍ତି ଉପର ବାଲା ଅଧିକା ଗୁଣ୍ଡ ରଖିଗଲା। ଇଏ ଉପର ବାଲା ପଜିଟିଭ ସପୋଜ 5ଟା ଖଣ୍ଡେ ପଜିଟିଭ ଅଛନ୍ତି ଆଉ ସବୁ ନେଗେଟିଭ ଅଛନ୍ତି। ଉପରେ ହେଲେ କଣ ଇଏ ହେଲା 13 ଇଏ ହେଲା 8 21 8 29 4 23 ସରି 29 33 4 37 ଇଏ 3 40 ଏଇ ପର୍ଯ୍ୟନ୍ତ 40 ହେଇଗଲା। ଇଏ ପଜିଟିଭ ଆଉ ତଳୁ ସିଏ ଆଉ ତଳୁ କଣ 60 ପଏଣ୍ଟ ବାଲା ରହିଲେ ଏମାନେ ତ ନେଗେଟିଭ ରହିବେ ତ ଯିବନି ମାର୍କେଟ ଉପରକୁ ଯିବନି ତଳକୁ ନିଶ୍ଚୟ ଯିବ। ତେଣୁ ଏ ଯାହାର ଉପର ଆପଣ ଓଭରଅଲ ଦେଖିଦେବେ ଯେ କିଏ କେତେଟା ପଜିଟିଭ ଚାଲିଛନ୍ତି କେତେଟା ନେଗେଟିଭ ଚାଲିଛନ୍ତି ସେଇଠି ଆପଣ ଅନୁମାନ କରିପାରିବେ ଯେ ମାର୍କେଟ ଆଜି ନିଫ୍ଟିଟା ଉପରକୁ ଯିବ ନା ନିଫ୍ଟିଟା ତଳକୁ ଯିବ। ଏଇଠି ଆପଣ ଦେଖିପାରିବେ କଣ ଏଇ ଆଡଭାନ୍ସ ଡିକ୍ଲାଇନ ଏଇଟା ଦେଖୁଛନ୍ତି କେତେଟା ଆଡଭାନ୍ସ ଅଛନ୍ତି ଆଉ କେତେଟା ଡିକ୍ଲାଇନ୍ସ ଅଛନ୍ତି। ଏଇ ଜାଗାରେ ଆପଣ ଅନୁମାନ କରିପାରିବେ ଯେ ମାର୍କେଟଟା ବୁଲିଶ ହବା ପାଇଁ ଯାଉଛି କିମ୍ବା ବେୟରିଶ ହବା ପାଇଁ ଯାଉଛି। ନର୍ମାଲ ଯଦି କିଛି ନ୍ୟୁଜ ନାହିଁ ତ ଏଇଟା ମୁଭ୍ କରୁଛି ଆପଣ ଏକ୍ସପେକ୍ଟ କରିପାରିବେ ଯେ ମାର୍କେଟ ତଳକୁ ଯିବ ଉପରକୁ ଯିବ। ସେମିତି ଆପଣ ବ୍ୟାଙ୍କିଂ ସେକ୍ଟର ଯିବେ ବ୍ୟାଙ୍କ ନିଫ୍ଟି ବ୍ୟାଙ୍କ ମାନେ ନିଫ୍ଟି ବ୍ୟାଙ୍କରେ 30 ଷ୍ଟକ୍ ରହିଲେ କିଏ କୋଟାକ AU ବ୍ୟାଙ୍କ SBI HDFC ICICI ଫେଡରାଲ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ IDFC ବ୍ୟାଙ୍କ ଅଫ ବରୋଦା କାନାଡା ବ୍ୟାଙ୍କ PNB ତାହେଲେ ଦେଖିବେ କିଏ ପଜିଟିଭ ରହିଲେ ଆପଣ ଅଧିକା ଇମ୍ପାକ୍ଟ ପକେଇବେ ଯଦି ଆପଣ ୱେଟେଜ ମାରିଦେବେ ୱେଟେଜ ମାରିଦେବେ କାହାର କେତେ ୱେଟେଜ ଅଛି ୱେଟେଜ ଅଫ ବ୍ୟାଙ୍କ ନିଫ୍ଟି ତଳ ଲେଖା ହେଇଛି ଦେଖା ଏଠି ଦେଖିଲେ କେତେ HDFC ରହିଲା କେତେ HDFC लगभग କେତେ ରହିଲା 29% that is 30% ସବୁବେଳେ ଚେଞ୍ଜ ହଉଛି ପରସେଣ୍ଟେଜ ଚେଞ୍ଜ ହଉଛି ସବୁବେଳେ ସମାନ ରହୁନି। ये रहला 30% आईसीआईसी बैंक 26% स्टेट बैंक रहला 80%। ये तीनटा ଯେତେବେଳେ ଚାଲିଲେ ଦେଖନ୍ତୁ ये तीनटा ଚାଲିଲେ ମିନିଟ ये तीनटा ମିଶିଲେ 60% ପ୍ଲସ ହେଇଗଲା 30 ହେଲା 56 8 64 ଏଇ ଯଦି ଏତେ 60% ଏଇଟା ତ ମିଶେଇ ଦେଲି ଏଇ ଉପରେ ତ ପଜିଟିଭ ରହିଲେ ମାର୍କେଟ କଣ ହେଇଯିବ ରକେଟ ଭଳିଆ ହେଇଯିବ। ଆଉ ଇଏ ଯଦି ତଳେ ରହୁଛି ତ କିଛି ଅସୁବିଧା ପକେଇବନି କିନ୍ତୁ ଯେତେବେଳେ ଦେଖିବେ ଇଏ କେବଳ ଇଏ ଦିଟା ବ୍ୟାଙ୍କ ନେଗେଟିଭ ହେଇଗଲେ କିଏ ନେଗେଟିଭ ହେଇଗଲା HDFC ICICI बैंक ये दिटा बैंक ଯଦି ଦେଖ ये ଦିଟା ତ 60% ପଳଉଛନ୍ତି ये ଦିଟା କେବଳ 60% ପଳେଇଲେ ये ଦିଟା ये ଦିଟା କି ଯଦି ଆପଣ କଣ ହେଲା ये ଦିଟା କଣ ଷ୍ଟେଟ ବ୍ୟାଙ୍କ ହେଲା ନ୍ୟାସନାଲାଇଜ ବ୍ୟାଙ୍କ ହେଲା HDFC ICICI ପ୍ରାଇଭେଟ ବ୍ୟାଙ୍କ ये ଦିଟା ହେଲା କଣ ପ୍ରାଇଭେଟ ବ୍ୟାଙ୍କ ये ଦିଟା ବ୍ୟାଙ୍କ ଯଦି କଣ ହଉଛି ଆପଣ ନେଗେଟିଭ ହେଇଗଲେ ତାଙ୍କର ନେଗେଟିଭ ରେଜଲ୍ଟ କିଛି ଆସିଲେ ନେଗେଟିଭ ଚାଲିଲେ ତାହେଲେ ବ୍ୟାଙ୍କ ସେଦିନ ଉପରୁ ଯିବାର ସମ୍ଭାବନା ନାହିଁ ତଳକୁ ଯିବ ବ୍ୟାଙ୍କ ସେଦିନ ଉପରକୁ ଯିବାର ସମ୍ଭାବନା ନାହିଁ ଇଏ ଦିଟା ଯଦି ନେଗେଟିଭ ଚାଲିଲେ ମାର୍କେଟ ତଳକୁ ଯିବ ଇଏ ତଳକୁ ଭିଡି ଭିଡି ନେଇଯିବେ ଯେତେବେଳେ ଇଏ ଦିଟା ବି ପଜିଟିଭ ହେଇଯିବେ ଏ ଦିଟା ବି ପଜିଟିଭ ରହୁଛନ୍ତି ସେତେବେଳେ ମଧ୍ୟ ମାର୍କେଟ ଉପରକୁ ନେଗେଟିଭ ଉପରକୁ ଭିଡି ଭିଡି ନେଇ ପଳେଇବ ତେଣୁ ଆପଣ ଏହା ଉପରେ ଫୋକସ କରିବା ପାଇଁ ପଡିବ ଯଦି ଆପଣ ଯାହାର ୱେଟେଜ ଅଧିକା ରହିଲା ସିଏ ଯଦି ପଜିଟିଭ ରହୁଛନ୍ତି ସେ ଉପରୁ ଯଦି ମୁଭ୍ କରୁଛନ୍ତି ତାହେଲେ ମାର୍କେଟ ଉପରକୁ ଯିବ
जदि से नेगेटिव रे रहिले जाऊ ना तलू आसिले ओबियसली कौन हम ना मार्केट तलू जीव तेणु आ ऊपर आपण कौन करेंगे फोकस करेंगे जे देखिए आप सब लाइव मार्केट सब देखुथिबे जे आकर सिचुएशन सब कौन अच्छी से अनुसार मार्केट जीवा चलो तो ये जिन आम डिस्कसन करने कौन निफ्टी 50 निफ्टी बैंक बर्तमान आम जी कौन अदर सेक्टर को जीवा सेक्टोरियल इंडिसेस तलू पड़े आसे एडी तले लिखा है सेक्टोरियल इंडिसेस सेक्टोरियल इंडिसेस सिमिलरली ऑटो सेक्टर जीवा ऑटो सेक्टर ऊपर अपन क्लिक कले एठी अपन देखिए कौन ऑटो सेक्टर रहिला आपनकर ऑटो सेक्टर देखन केतना पॉजिटिव से केतना नेगेटिव से पॉजिटिव के जाय छै आइचर मोटर पॉजिटिव जाय छै मारुति पॉजिटिव रे छै आइचर मोटर चेंज है केते 2.68% मारुति 1.68% बोस 0.83 हीरो मोटोको 0.22 अशोक लीलैंड 0.07 आउ सब डिक्लाइन रे अछन तो ये जगह अपन देखले जेतेले ऑटो सेक्टर अपन करे पे चाहउछन ट्रेड करे पे चाहउछन तो समस्त जदि अपन रेगुलारली इंटरडे करे पे चाहउछन ताले सबुत तो अपन तो करिवे इंटरड करिवेनी तो तादरे अपन किछि ऑटो सेक्टर स्टॉक को चूज करे को पड़बो ताले कहा को चूज करिवे कहा को चूज करिवे ताको कोन करे को ना अपन को मार्क करे पे पड़ियो समस्त सब दिन मूव करंतेनी तमे जेमि कालीर क्लास देखैतिली चार्ट देखैतिली को स्टॉक केमिति मूव करूछन समस्त मूव तो समान नहीं को स्टॉक केमिति मूव करूछन तो आपण कौन करने पड़े ना से अनुसार प्लान करने पड़े को स्टॉक केमिति मूव करूछन जार भल वॉल्यूम रोचे भल मूव करूछन से अनुसार आपण ऑटो सेक्टर पर फोकस करेंगे पूर्व क्लास रे कहथले मु ऑटो सेक्टर जनरली कहा पर फोकस करे कहा पर फोकस करे बाजाज ऑटो पर फोकस करे कारण ये जेतेले मूव करे भल मूव दिए मारुति मारुति रो जेतेले पॉजिटिव और नेगेटिव रिजल्ट थबो से कोन करे बड़ बड़ मूव थबो नचेत बड़ मूव दिए तेणु जिते रिजल्ट ओरिएंटेड रहा मारुति टा जो दिन रिजल्ट ओरिएंटेड रहा आपण मारुति पर फोकस करेंगे गोटे बाजाज ऑटो जनरल कौन ना गोटे दिन में तड़पर भल मूव दिए मारुति आपण कौन करेंगे आपको रिजल्ट ओरिएंटेड रे ट्रेड करेंगे जो दिन रिजल्ट अच्छी मीन से पूरा रकेट वाला जीव देखिए रकेट वाला समस्त तलू गला बेले ऊपर जाए ये आइसर मोटर सेम जिनस आइचर मोटर सेम जिनस जो रिजल्ट ओरिएंटेड आसे रिजल्ट भल आसो से जगह आपको फोकस करेंगे ऑटो सेक्टर भीतर कहले आ भीतर जनरल आप ऑटो सेक्टर सबुदिन फोकस करेंगे पॉजिटिव नेगेटिव बजाज ऑटो कर बजाज ऑटो प्राइस मूव करे नेक्स्ट रहले अपन मारुति ये दीटा अपन टॉप प्रायोरिटी देबे ये दीटा एटा मारुति रिजल्ट बेसिस रे आ बजाज ऑटो कोन करे सबुदिन अपन फोकस करि पारे ऊपर गले ऊपर ट्रेड करेंगे तळु गले तळु ट्रेड कर जुआड़ जाऊ ये मूव दबो तो आधे अपन ट्रेड प्लान करि पारिबे आउ जनरली जो अच्छी टाटा मोटर्स ये कौन सब मान मूव न था रिजल्ट जितने भल से अपन फोकस करेंगे ताले ऑटो सेक्टर कौन करें ना ऑटो सेक्टर अपन सिलेक्शन रहा दुईटी स्टॉक गोटे बाजाज ऑटो आ गोटे मारुति बाजाज ऑटो रेगुलर ट्रेड पे अपन प्लान करि पारिबे मारुति अपन जितने पॉजिटिव नेगेटिव रिजल्ट अच्छे से बेस करि पारिबे ये दुटा अपन रेगुलरली फॉलोअप करि पारिबे ता सहित आउ जो स्टॉक रहिले जहार रिजल्ट भल जो दिन जहाँ थी भारत फोर्स जो रहा ये डिफेन्स रिलेटेड रहा भारत फोर्स टा डिफेन्स को ये सब जिन ये डिफेन्स को यूज करते तेनाली जो डिफेन्स सेक्टर पॉजिटिव न्यूज आसला तो ये जगह कौन ना भारत फोर्स टा मूव कर तेणु कहली आपन कौन करे आपण मान काम है आज होमवर्क है ऑटो सेक्टर सब जिन अच्छी काली भी कही काली बोधे होमवर्क देती किए कौन प्रोडक्शन करुच्ची क्या सब कौन अच्छी काली कही एखने भी आप देखिए एम कौन कौन प्रोडक्शन करुँच तो मूव केमी करेंगे तो समस्ते तो मूव करेंगे ना तेणु जहाँ पॉजिटिव न्यूज थी सी मूव कर तेणु आपण मन कम है कल तो कही अगेन ये सप्ताहटा आप फुल ऑटो सेक्टर ऊपर ध्यान देवा कौन करेंगे ऑटो सेक्टर ऊपर ध्यान देवे अर्थात ऑटो सेक्टर ऊपर आप फुल रिसर्च करेंगे आपण केवल आज मुझे ऑटो सेक्टर कथा कहूँ अलग जिन
नेक्स्ट क्लास रे कहबी आज केवल आपण हला कौन ऑटो सेक्टर को आपण फुल ध्यान देबे जे आपण कहा को चूज करिवे जदि रेगुलरली आपण इंटरडे बेसिस करा को होचंती जने चाहूची ताल के भलो मूव करछि केमिति करछि ये कंपनी एक कंपनी ओनर किए कंपनी रो टोटल डिटेल्स पढ़ियो कंपनी रो ओनर कौन किए आर कौन प्रोडक्शन होछि आर कौन प्रोडक्शन होछि केते केते जगह फ्रांचाइजी अछि आर एनुअल रिपोर्ट देखि सब एनुअल रिपोर्ट आवश्य देखि ए सब दिन से प्रॉफिटेबल अछन तो ना नांती ये सब दिन से डिटेल्स आपन को ये सप्ताह हैला आपन आ पर पूरा एनालिसिस करियो गोटे गोटे सेक्टर इनिशियल पीरियड रे आपन गोटे गोटे सेक्टर पूरा एनालिसिस करन सब सेक्टर एट ए टाइम करंतु गोटे गोटे सेक्टर ऊपर पूरा मास्टरी करंतु आपन केवल जदि चाहेबे यही ऑटो सेक्टर सब दिन ट्रेड करि परिबे अदर सेक्टर जीवा पे पड़िबोनी न्यूज बेस अदर सेक्टर जाई बिजीबे करबे କିନ୍ତୁ ଆ ଉପରେ ଫୋକस କରିଥିଲେ ଇନିସିଆଲ ପିରିୟड ଆପଣ କଣ ଆପଣ ପୁରା ମାଷ୍ଟରୀ ଆପଣଙ୍କୁ ଆ ଉପରେ କରିବା ପାଇଁ ପଡିବ ତାପରେ ଆପଣ ଟେକ୍ନିକାଲ ଜିନିଷ ଯିବା ଗୋଟେ ଜିନିଷ ହେଲା ଫଣ୍ଡାମେଣ୍ଟାଲି आप रिसर्च करें फंडामेंटल रिसर्च से अपन कर ले ये कंपनी से टोटल रिसर्च कर सब पूरा आर ओनर किए केतरा कंपनी अच्छी यार केतरा फ्रांचाइजी अच्छे कौन प्रोडक्शन होगी ये डिटेल अपन एनालिसिस करेंगे स्कैनर वेबसाइट दिए स्कैनर वेबसाइट आ विषय डिटेल सब कलेक्शन यूज करेंगे कर सारा पर टेक्निकाल जो देखो मुझे लगे देली गोटे गोटे चार्ट लगो जहाँ जहाँ अच्छी गोटे गोटे चार्ट में लगो आप देखो कहार केमती मूव अच्छे सपोज फास्ट थी कौन फास्ट लिखा है आइचर मोटर आइचर मोटर फास्ट मारे देखो आइचर मोटर तो देखिए ये आइचर मोटर रो ये देखे डे टाइम ये चार्ट है डे टाइम फ्रेम चार्ट देख तो ये बर्तमान कौन कर बर्तमान ऑल टाइम हाई रे बर्तमान चली बर्तमान ये पूरा हाई रे चलछि पिकअप वैल्यू चलछि ऑल टाइम हाई रे चलछि देखो ये चार्ट जदी मु कोन करतो वी क्लिक कर दोछि देखो वी क्लिक कर दोछि चार्ट कर दोछि ये बर्तमान देखो तळु पूरा ऊपर चलछि तळु पूरा ऊपर चलछि पूरा बर्तमान ऑल टाइम हाई रे चलछि अर्थात तार पॉजिटिव न्यूज अछि तो जोथि पई आर प्रोडक्शन भलो अछि जण अपन जानिबे केमति अब आपण इन्वेस्टमेंट करिया इन्वेस्टमेंट प्लान तो आगाम में पढ़िबा हमें तो दिन सारा कौन आर पॉजिटिव चली रिजल्ट भल अच्छे देखिए चलुं ना ये देखले अपन देखले कौन ना वीकली टाइम फ्रेम देखले डे टाइम फ्रेम देखले डे टाइम फ्रेम ये मार्केट ऊपर चलुचे तेनाली इंटरडे करेंगे इंटरडे टाइम फ्रेम 5 मिनट कर दे 5 मिनट कलर देखो आज तो पूरा रकेट भाया जाए फास्ट कैंडल हाई के ब्रेक कला से पूरा रकेट भाया जाए देखिए आप सब आर प्रिवियस देखिए ये सब मुव दौर ना दौड़ देखिए ये जिते मुव कर बड़ बड़ मुव कर देखिए ये तलू खसला तो पूरा तलू खसला ऊपर गला तो पूरा ऊपर जाऊँ अर्थात जब आप इंटरडे ट्रेड करने चाहिए आपको अपन काउंट करें कहीं काउंट करें ना ये बड़ा बड़ा मुव दौर जी मुव दौर आम फोकस करवा जी मुव दौना सैड वेज रोच मोस्ट ऑफ टाइम करेंगे ये देखो ये पूरा सैड तेणु आप फुल देखिए फास्ट लास्ट कौन करेंगे एमती चार्ट रो पूरा आप एटलिस्ट गोटे वर्ष बसिकी पूरा देखिए ये मुव दौर तो जदि मुव दौर ताहले आपण राडार को नहीं पारे पर आप स्ट्राटेजी बनइबे आ ऊपर निजर स्ट्राटेजी बनइबे कहा स्ट्राटेजी करिया दरकार नहीं ये चार्ट को देखेदेले आप निजर स्ट्राटेजी मतलब करें जदि आप पूरा पशिजे आ भितर गोटे गोटे चार्ट ऊपर 2 दिन 3 दिन 5 दिन टाइम दिखाते कहीं गोटे भल सक्सेसफुल ट्रेडर हाँपाई चाहिए 1000 जिनस पशिकी किसी करें ता अपेक्षा गोटे दिन परफेक्ट आप पशिक करेंगे खाली गोटा ट्रेड करेंगे सब ट्रेड कर आवश्यकता ना कहना ये गोटाए स्टक ही आपको पैसा दब तेणु आपाई आपड़ कौन कर अच्छी ना फुली आप रिसर्च करार अच्छी ये केत मुव दौर केत मुव दौनी केत दिन सैड वेज रोचे जदि मार्केट यदि मुव रोचे जदि आप देखले हाँ यहाँ भल मुव कर रिसर्च करेंगे और न्यूज कलेक्शन करेंगे केतला न्यूज सब सपोज आप आइसर मोटर पर ट्रेड करने प्लान करेंगे आप देखिए आप रिसर्च करेंगे आर केत सब न्यूज आसूस कौन कौन न्यूज आप प्रथम देख कंपनी विषय पढ़ीदे कंपनी विषय पढ़ी आप जानते कंपनी ये आइसर मोटर पर आप डिटेल्स जानापी चाहते कौन थे ना स्क्रीनर वेबसाइट पढ़ेगा बहुत वेबसाइट अच्छी जेको वेबसाइट आप करेंगे मुझे आज फर एग्जांपल देली गोटे स्क्रीनर वेबसाइट फ्री अच्छे आप किसी पैसा पड़ू फ्री करें आइसर मोटर कौन थे
ଏଠି ମାରିଦେଲେ। ମାରିଦେଲା ପରେ ये कंपनी विषय डिटेल्स आपण पढ़िले ये अबाउट ऊपर ये कले ये रीड मोर पे क्लिक करदेले ये सर्टकट ये जगह पाई अधा जिन जाने ये आधार कौन आधे सब प्रोडक्ट अच्छी ये कौन प्रोडक्ट कर रॉयल एनफिल्ड प्रोडक्शन कर देखिए न्यू लॉन्च न्यू प्रोडक्ट किसी तार आसूची कि जदि न्यू प्रोडक्ट किसी आसूची मीन्स ताले कौन हम ना से शेयर ऊपर जीव कि कंपनी आउ किसी कर देखते भि कमर्शियल व्हीकल एचआर मोटर सब प्रोडक्शन कर प्रोडक्शन पढ़िए सब ये डिटेल्स को आधे पढ़िए सेल्स वॉल्यूम लिखा है केमती तार मार्केट प्रॉफिट एंड लॉस केमती चलছে এটা ভালো कंपनी নাই कि নাই कौन कौन सब अच्छी जो डिटेल्स आप पढ़े सब पढ़ले आपको आस्ते 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 आइडिया हम तो अर्थात ये आप डिटेल्स पढ़ले पढ़ला पर आप देखिए ये कंपनी कौन प्रॉफिटेबल अच्छी कि नहीं तले तले जी तले तले गले क्वार्टर रिजल्ट आप देखिए सब पढ़े सब आ विषय पढ़ा आगे सब पढ़ा डिटेल्स सब पढ़ा सब केमती कौन करेंगे फिर भी इनिशियल कौन करेंगे आप स्टडी करेंगे देखिए क्वार्टर रिजल्ट कौन सब आस प्रॉफिट रोज ना लॉस रोज ये देखिए सब ये देखो प्रॉफिट बिफोर टैक्स देखो ये चला 792 प्रॉफिट कौन है ना आस्ते आस्ते बढ़ी चली जस्ट तो ये देखले कौन अपन देखो ये प्राय प्रॉफिटेबल चली कंपनी एत लॉस नहीं नेट प्रॉफिट देखो देखो से ऊपर जीवार रिजन हो कंपनी कंसिस्टेंटली प्रॉफिट करी चलती लॉस नहीं कंपनी लॉस चलनी कंपनी प्रॉफिटेबल चलती ये देखो नेट प्रॉफिट आप देखिए नेट प्रॉफिट जो कंपनी देखते जगह नेट प्रॉफिट कलम आप देखुं ये प्रॉफिट करके चलती ये जून 25 ये मतलब प्रॉफिटेबल अच्छी ये प्रॉफिटेबल अच्छी प्रॉफिट अर्थात ये अवश्य प्रॉफिट बिफोर टैक्स अधिका था ये टिके कमे अधिका कमे ये फिर भी टैक्स टैक्स रेट जो बढ़ीगला देखो ये प्रॉफिट तार कमी जार रिजन है कौन ये प्रॉफिट कमीगला जो 1362 करोड़ थी 1205 है कौन ये टैक्स दौला के 18%। ये देखो टैक्स देला के 24% टैक्स तो टैक्स तो सब पैसा नहीं गला ना जो टैक्स बढ़ी जाए जीएसटी बढ़ी जाए जीएसटी बढ़ीगला कौन हुए ये सब हालत हुए प्रॉफिट सब कमी टैक्स तो जिते टैक्स ये दौरान ये देखो ये जून 2022 ठार से टैक्स रेट केते परसेंट 23% 25% टैक्स देती जो प्रोडक्ट सब किणुछन कॉस्ट सब किणुछन जहाँ जैसे यूज कर मैटर ये सब टैक्स दौछन ये सब टैक्स दौछन तो टैक्स ऊपर प्रॉफिट कम बेसी हमारे संभावना अच्छे तो देखले कौन ये कंपनी कन्सिस्टेंटली आर सेल्स देखिए ये सेल्स बढ़ी बढ़ी चली सेल्स कमी नहीं ये जून कौन सेल्स कमी जाए सेल्स कमीगला ये प्रॉफिट कमीगला ये 16,000 सॉरी 1669 करोड़ सरला बेले 1593 करोड़ से प्रॉफिट कहीं ये 5241 करोड़ कौन सेल्स थी बेले ये सेल्स कमी जाए सेल्स कमीगला प्रॉफिट कमीगला तो अर्थात ये ऑपरेटिंग प्रॉफिट मत कौन प्रॉफिटेबल चलते अर्थात कंपनी प्रॉफिटेबल चली आप सब एनालिसिस करने गोटे स्टार्ट ये कौन फंडामेंटल कहते फंडामेंटल एनालिसिस टेक्निकल एनालिसिस ये कंपनी विषय कले आउ प्रॉफिट एंड लॉस भी देखिए यहाँ थी कौन क्वार्टरली रिजल्ट रे आपण प्रॉफिट एंड लॉस कंपनी कौन प्रॉफिट चलती लॉस चलती ये डिटेल्स आप प्रॉफिट एंड लॉस देखिए ये नेट प्रॉफिट ये बढ़ी यार देखो प्रॉफिट कन्स्टांटली बढ़ी बढ़ी चलती 2013 देखुं एनुअल रिपोर्ट ये एनुअल रिपोर्ट चला क्वार्टरली रिजल्ट ये एनुअल रिजल्ट 2013 टू 2025 भितर आप देखुं ये देखो नेट प्रॉफिट ये 525 था 525 करोड़ 702 13 16 19 22 ये कमी जाए कमीगला ये जमी बढ़ी बढ़ी चलता भितर ये कमीगला एटी 18 to 7 तो किसी गोटे सिचुएशन कोरोना ये कोरोना टाइम हाँ बा सर हाँ सीतु सॉरी हाँ कमिगला हाँ हाँ सॉरी ऊपर मुझे देखिए ये कोरोना समय कौन होला ये कला तो लोक तो पैसा पतर नहीं कौन किणवे ये सब 2020 2022 ये टाइम पड़गले कोरोना टाइम सेल है प्रॉफिट कमीगला
तापर देखो पुणी तो नॉर्मल सीजिंग आसीगला ये देखो प्रॉफिट बढ़ी गला ऑन 2914 crores तापर देखो ये 2024 रे पूरा पिक पळे आसला ये 2025 रे मध्य से कोन আছে पूरा प्रॉफिटेबल अच्छे 2025 रे मध्य प्रॉफिटेबल अच्छे जेहेतु कंपनी टा प्रॉफिटेबल चली बर्तमान तो कौन होची देखिए कंपनी शेयर एठी देखले न ये जरा कौन एटा अपन देखले एटा कौन फंडामेंटल एनालिसिस एठी देखले टेक्निकल एनालिसिस कौन देखले चार्ट देखले एठी डे टाइम फ्रेम देखले कौन ये बर्तमान ऑल टाइम रे हाई रे चले मार्केट कौन बड़ी चले तळु खसिबार नाही मार्केट न्यूज नहीं तଳ पर है कि से कौन कॉन्स्टेंटली चली तो कहीं चली तो चलिया पछे रीजन होची कौन ना कंपनी प्रॉफिट रे चली जेहेतु कंपनी प्रॉफिट रे चली जाओ देखो रिटर्न इन देखो 10 years प्रॉफिट दे 80% 5 years एवरेज रे 5 years एवरेज दे 16% 3 years दे एवरेज रे 22% तो टोटल ऊपर अपन देखो बर्तमान करंटली से प्रॉफिट दे चलছে तो 15% तबे कंपनी टा कोन ओवरऑल ग्रोथ चले प्रॉफिट रे दे दी चलছে रिटर्न इक्वल आर परसेंटेज मधन देछि ये सब दिन ये सब पर सब पड़े फंडामेंटल एनालिसिस ये सब दिन पड़ियो बैलेंस शीट देखिबार बैलेंस शीट देखिबे बैलेंस शीट टोटल लिएबिलिटी एठी अछि यार लोन मधे बड़ी चलছে जते ग्रोथ होबा के लोन मधे करছে लोन मधे बड़ी चलছে बोरोइंग अदर लिमिटेड अछि ठीक আছে इन्वेस्टमेंट देखिए इन्वेस्टमेंट तो बड़ी चलছে इन्वेस्टमेंट मतलब बड़ी चलছে जो कंपनी देखिए इन्वेस्टमेंट बड़ी चलছে देखो 825 क्रॉस चला 107838 अर्थात ये देखिए कॉन्स्टेंटली आर कौन होची ना ये कमी है इन्वेस्टमेंट ये जो 21 22 इन्वेस्ट देखिए ये कोरोना समय इन्वेस्टमेंट कमी गला ये 2020 इम्पैक्ट जो पड़िला पर ये इन्वेस्टमेंट कमी जाइछला तापर पुणी इन्वेस्टमेंट बढ़िला इन्वेस्ट देखो बड़ी चलছে इन्वेस्टमेंट तो बड़ी गला कंपनी कोन ग्रोथ से हला इन्वेस्टमेंट नुआ प्रोडक्ट ऊपर जो पैसा इन्वेस्टमेंट हम कंपनी अधिक सेल आसो तब बढ़ी तो एमती अपन देखले कौन आदि देखिए एफआईडीआई होल्डिंग देखिए एफआईडीआई होल्डिंग जो अच्छी की देखा कि एफआईडीआई होल्डिंग देखिए कौन एफआईडीआई रे एफआई देखो बर्तमान होल्डिंग अच्छा 25% अच्छा जो समय पोजिशन टा कमी से जगह मार्केट तलू खसीज ये देखो प्रथम 2022 सेप्टेम्बर क्वार्टर रिजल्ट बेसिस रे एफआईडी थे 30% ये कमिले ये आउ टे कमिले जो समय टे कमी जाए मीन से मार्केट तलू आसपटे बढ़िले मीन मार्केट ऊपर जीव ये कमिला ये बढ़िला अर्थात अधिक कमी ना 1% 2% भितर ही फरक पकाउे तो ये जगह कौन है 28 कन्स्टांटली चलला ये जगह टे कौन है कमिगला ये जगह कमिगला कौन तार कौन हम अवश्य मार्केट ऊपर चली कारण देखिए इे जदि कमुची आउ कड़े बढ़ुं कि देखो आउ कड़े जो बढ़ुं किसी असुविधा ना ये डीआई तार बढ़ी चलছে कम चलছে बढ़ी 13% अच्छी इे कमिगले सीना ये कमिगले ये बढ़ीगले बालांस होगा एफआई कमिगले कि डीआई बढ़ीगले एफआई कमुंट डीआई बढ़ुं तो किसी फर्क पड़ोनी ये देखो 27-25% आसीगला ये देखिए 13% 16% अर्थात ये एफआई जब कमिगले डीआई बढ़ीगले ये जगह किसी फर्क पड़ोनी ये जगह कन्स्टांटली रहीगले ये पोजिशन कमी ये डीआई खाली केवल 1% खसी जाती ये खसीगला एफआई बढ़ी जाती ये 25% मार्च क्वार्टर 25% 25.8 एफआई बढ़ीगले 0.6% बढ़ीगले ए जगह कौन है 0.8 पाखे बढ़ीगले ए जगह से कौन है ना 1% पाखापाखि खसीगले किसी असुविधा ना डीआई खसीगले एफआई बढ़ीगले तेणु मार्केट स्टेबल स्टेबल खसीगले तौक जो बर्तमान ऊपर चली अर्थात ये आप एनालिसिस कले सब कौन ना कंपनी भल चली अपन सर्ट टर्म प्लान करें लंग टर्म प्लान करें सहित इंट्राडे आप देखिए जेहेतु वॉल्यूम रोचे आधर वॉल्यूम रोचे मार्केट अप एंड डाउन होची आधर कौन करेंगे इंट्राडे प्लान करेंगे इंट्राडे प्लान करें जेहेतु स्टॉक वॉल्यूम रोचे मूव रोचे कंपनी प्रॉफिटेबल होचे तो जो पॉजिटिव रिजल्ट ऊपर जी नेगेटिव रिजल्ट कौन
ତଳକୁ ଆସିବ। ତାହେଲେ ଅର୍ଥାତ ଆପଣ ପ୍ରତିଦିନ ଆଧିରେ ଗୋଟେ ଦିଟା ଟ୍ରେଡ୍ ପାଇପାରିବେ। ଦେଖନ୍ତୁ ପ୍ରତିଦିନ ଆପଣ ଦେଖିବେ ଗୋଟେ ଦିଟା ଟ୍ରେଡ୍ ପାଇବା କଥା ପାଇପାରିବେ। ଆଜି ତ ପୁରା ୱାନ୍ ସାଇଡେଡ୍ ମୁଭ୍ ହେଇକି ଯାଇଛି। ତାପରେ ଏଇଠି ଦେଖନ୍ତୁ ତଳକୁ ଆସିଲା ଉପରକୁ ଗଲା, ତାପରେ ଉପରକୁ ଗଲା, ଅର୍ଥାତ ଆଜି ଟ୍ରେଡ୍ ଏଇଠି ଦେଖନ୍ତୁ 21 ତାରିଖ ଦିନ ତଳକୁ ଆସିଲା, ତାପରେ ଏଗେନ୍ ଉପରକୁ ଗଲା। ତ ଏଇ ଯେ ଅର୍ଥାତ ଆପଣ ଯଦି ଆପଣ ଟ୍ରେଡ୍ ପ୍ଲାନ୍ ଆପଣ କରୁଛନ୍ତି ତାହେଲେ ପ୍ରତିଦିନ ଗୋଟେ ଦିଟା ଟ୍ରେଡ୍ ପାଇପାରିବେ। ଦିନକୁ ତ ଆପଣ ଗୋଟେ ଟ୍ରେଡ୍ ପ୍ରଫିଟେବୁଲ ଦରକାର, ଅଧିକା ଟ୍ରେଡ୍ କରିବା ଅବଶ୍ୟ ବିଜନେସ୍ ଷ୍ଟେଜରେ କଣ ଅଛି, ଆପଣ ଯଦି ଗୋଟେ ଟ୍ରେଡ୍ ଯଦି ପ୍ରଫିଟେବୁଲ ହଉଛନ୍ତି, ଗୋଟେ ଟ୍ରେଡ୍ ଯଦି ଫାଷ୍ଟ ଟ୍ରେଡ୍ ଆପଣ ନେଲେ, ଫାଷ୍ଟ ଟ୍ରେଡ୍ ଯଦି ଆପଣ ପ୍ରଫିଟ ହେଇଗଲେ ତାହେଲେ ସେ ଜାଗାରେ କଣ କରିବେ ନା ଟ୍ରେଡ୍ କ୍ଲୋଜ କରିଦେବେ। ଆଉ ସେଦିନ ଟ୍ରେଡ୍ କରିବେ ନାହିଁ। ଦିନ ସାରା ବସି ଟ୍ରେଡ୍ କରି ଲସ୍ କରିବା ଅପେକ୍ଷା ଗୋଟାଏ ଟ୍ରେଡ୍ ବସି ଯଦି ପ୍ରଫିଟେବୁଲ ଟ୍ରେଡ୍ କ୍ଲୋଜ କରିଦେବେ। ଆପଣ ରିସର୍ଚ୍ଚ ଜାରି ରଖିବେ, ପଢା ଜାରି ରଖିବେ, ମାର୍କେଟ ବସି ଦେଖିବେ କିନ୍ତୁ ଟ୍ରେଡ୍ କରିବେନି। ମୋର ସାର୍ ସେଇଭଳିଆ ହେଇଛି ଟ୍ରେଡ ବେଶୀ କରିକି। ତେଣୁ ସବୁ ମନେ ରଖନ୍ତୁ, ଗୋଟେ ଟ୍ରେଡ୍ ଯଦି ପ୍ରଫିଟେବୁଲ ହେଇଗଲେ ତାହେଲେ ଟ୍ରେଡ୍ କ୍ଲୋଜ କରିଦେବେ। ଯଦି ଫାଷ୍ଟ ଟ୍ରେଡ୍ ଲସ୍ ହେଲେ ତାପରେ ଚାହୁଁଛନ୍ତି ଆପଣ ରିକଭରି କରି ସେକେଣ୍ଡ ଟ୍ରେଡ୍ ନେଲେ, ସେକେଣ୍ଡ ଟ୍ରେଡ୍ ଲସ୍ ହେଲା, ଫାଷ୍ଟ ଟ୍ରେଡ୍ ଲସ୍, ସେକେଣ୍ଡ ଟ୍ରେଡ୍ ଲସ୍, ସେଇଠି ମାଇଣ୍ଡ ଲସ୍ ଏପଟ ଲସ୍, ସେପଟ ହେଇଯିବ ପୁରା। ସେଦିନ ଫାଷ୍ଟ ଲସ୍ ପୁରା ହେଇଯିବ ମାନେ ସାର୍ ମାଇଣ୍ଡ ତାପରେ ଏପଟ ସାଇଡ୍ ଯିବ, କେମିତି ରିକଭରି କରିବି, ତା ବଦଳରେ ଦିଟା ପଳେଇଥିବ ଫୁଲ୍ ଲସ୍ ରେ। ମୋର ଏଇଭଳିଆ ହିଁ ହେଇଛି ବହୁତ। ନାଇଁ ଦେଖନ୍ତୁ, ପ୍ରିନ୍ସିପାଲ କାମ ପଢିବା ରିସ୍କ ମ୍ୟାନେଜମେଣ୍ଟ ପଢେଇବି କହିବି, ଆଗାମୀ କ୍ଲାସରେ କହିବି ରିସ୍କ ମ୍ୟାନେଜମେଣ୍ଟ କରିବେ। କିନ୍ତୁ ମନେ ରଖନ୍ତୁ ଯଦି ଫାଷ୍ଟ ଟ୍ରେଡ୍ ଲସ୍ ହେଇଗଲା, ସେକେଣ୍ଡ ଟ୍ରେଡ୍ ଲସ୍ ହେଇଗଲା, ସିଷ୍ଟମ ପୁରା ବନ୍ଦ କରିଦେବେ, ବନ୍ଦ କରି ଉଠି ପଳେଇବେ। ପୁରା ସିଷ୍ଟମ ବନ୍ଦ କରିଦେବା, ଖୋଲିବେନି, ପଳେଇବେ। କାରଣ ବସିଲେ ରିକଭରି କରିବାକୁ ଚେଷ୍ଟା କରିବା ପାଇଁ ପଡେ। ସପୋଜ ଆପଣ ଯଦି ଘରେ ଝଗଡା ଚାଲିଛି, ତେବେ ବାହାରେ ଝଗଡା କରନ୍ତୁ। ଯଦି ଆପଣ ଆପଣ ମିସେସ୍ ଝଗଡା ଦି ଜଣ କରୁଛନ୍ତି, ଦି ଜଣ କିନ୍ତୁ ମୁହଁକୁ ଚାହିଁକିରି ବସିବେ ତାହେଲେ ଝଗଡାଟା ବଢି ବଢିକା ଚାଲିବ। କିନ୍ତୁ ଯଦି ମିସେସ୍ ଆପଣ ସହିତ ଝଗଡା କରୁଛନ୍ତି, ଆପଣ କଣ କଲେ କଥା ଏପଟ ସେପଟ କରି ବାହାରକୁ ବାହାରି ପଳେଇଲେ, ଅର୍ଥାତ ଦି ଜଣ କିନ୍ତୁ ଫେସ୍ ଟୁ ଫେସ୍ ନ ହଉଛନ୍ତି, ସେ ଝଗଡା କମିଯିବ। ତା କିଛି ସମୟ ଗଲା ପରେ ମାଇଣ୍ଡ ଯେତେବେଳେ ଡାଇଭର୍ଟ ହେଇଯିବ, ଦି ଜଣଙ୍କର ମାଇଣ୍ଡ ଡାଇଭର୍ଟ, ଝଗଡାଟା କମିଯିବ ଅବଶ୍ୟ। ସିମିଲାରଲି ଯଦି ଆପଣ କଣ କରୁଛନ୍ତି, ଲସ୍ କରୁଛନ୍ତି, ଗୋଟେ ଟ୍ରେଡ୍ ଲସ୍ ହେଇଗଲା, ସେକେଣ୍ଡ ଟ୍ରେଡ୍ ମଧ୍ୟ ଲସ୍ ହେଇଗଲା, ତାହେଲେ ସେ ଯେ କଣ ଟ୍ରେଡ୍ କ୍ଲୋଜ କରି ପୁରା ସିଷ୍ଟମ ବନ୍ଦ କରି ଉଠିକି ପଳେଇବେ। ବସିବେନି, ସିଷ୍ଟମ ଆଗରେ ବସିବେନି। ବସିଲେ କାରଣ ଏଠି ଯେମିତି ଆପଣ ଦି ଜଣ ଫେସ୍ ଟୁ ଫେସ୍ ହେଲେ ବସିକି ରହିଲେ ଝଗଡାଟା ଆସ୍ତେ ଆସ୍ତେ ବଢିଯିବ। ଛୋଟିଆ ଜିନିଷ ଥିବ, ଛୋଟିଆ ଜିନିଷ ବଢି ବଢି ପୁରା ମହାଭାରତ ହେଇଯିବ। ଏକ୍ଜାକ୍ଟଲି ସେମିତି ମଧ୍ୟ ଆପଣ ଯଦି ବସିବେ, ରିକଭରି କରିବାକୁ ଚେଷ୍ଟା ହବ, ମାର୍କେଟ ତଳକୁ ଯାଉଥିବ ଟ୍ରେଡ୍ ନବା ପାଇଁ ଇଚ୍ଛା ହବ। କାରଣ ଯେହେତୁ ସାଇକୋଲୋଜି ଆପଣ ଖରାପ ହେଇଯିବ, ତାହେଲେ ଆପଣ ରାଇଟ୍ ଡିସିସନ ନେଇପାରିବେନି। ରାଇଟ୍ ଡିସିସନ ନ ନେଇକି ଭୁଲ କରିବାର ସମ୍ଭାବନା ଅଧିକା ବଢିଯିବ। ତେଣୁ ସେଇ ଜାଗାରେ ସିଷ୍ଟମ ବନ୍ଦ କରି ପଳେଇବେ, ରହିବେନି। ଟ୍ରେଡରେ କିଛି ନାହିଁ, ଟ୍ରେଡ ଏଣ୍ଟ୍ରି ପ୍ଲାନିଂ ଟା ପୁରା ଭୁଲ ହେଇଯାଉଛି। ଏଣ୍ଟ୍ରି ପ୍ଲାନିଂ ବୁଝିବା ନେକ୍ସଟ ଏବେ ଆମେ ଟ୍ରେଡ୍ କେମିତି କରିବା ଯାଇନେ, ନେକ୍ସଟ ଷ୍ଟ୍ରାଟେଜି କରିବା, କେତେବେଳେ ଏଣ୍ଟ୍ରି କରିବା ଏ ଆମେ ଯାଇନେ, ପଢିବା। ପେସେନ୍ସ ରଖନ୍ତୁ, ବସିକି ରୁହନ୍ତୁ, ଯାହା ଯାହା ମୁଁ ଜିନିଷ କହୁଛି ସେଇ ଜିନିଷ କରନ୍ତୁ। ଆମେ ପ୍ରଥମେ କଣ କରିବାର ଅଛି, ଆମେ ଗୋଟେ ଷ୍ଟକ୍ ର ଲିଷ୍ଟ କରିବାର ଅଛି। ଲିଷ୍ଟ କରିବା, ଆଜି ଆମେ ଅକ୍ଟର ସେକ୍ଟର ଦେଖିଲେ, ସିମିଲାରଲି ମଧ୍ୟ ଆମେ ଆଗକୁ ସବୁ ପ୍ରତି ସେକ୍ଟର ୱାଇଜ ଗୋଟେ ଗୋଟେ ଷ୍ଟକ୍ ଲିଷ୍ଟ କରିବା। ଷ୍ଟକ୍ ଲିଷ୍ଟ କରି ଅତି କମରେ 20ଟା ପାଖାପାଖି ଲିଷ୍ଟ କରିବା। 20ଟା ପାଖେ ଲିଷ୍ଟ କରିଲା ପରେ, ତାପରେ ଆମେ ଏଣ୍ଟ୍ରି ପ୍ଲାନ୍ କରିବେ, କେତେବେଳେ ଏଣ୍ଟ୍ରି ନବା, କେତେବେଳେ ଏକ୍ଜିଟ୍ କରିବା, କେତେବେଳେ ଷ୍ଟପ୍ ଲସ୍ ରହିବ, ଟାର୍ଗେଟ କଣ ରହିବ। ତ ଡିଫରେଣ୍ଟ ଷ୍ଟ୍ରାଟେଜି ଆମେ ପଢିବା। ଗୋଟେ ଷ୍ଟ୍ରାଟେଜି ପଢିବା, ଡିଫରେଣ୍ଟ ଷ୍ଟ୍ରାଟେଜି ପଢିବା, ସବୁ ପଢିବା। ପେସେନ୍ସ ଧରି ରୁହନ୍ତୁ। ତେଣୁ ମୁଁ ଯୋଉ କଥା ଟାଇମ ଟୁ ଟାଇମ ଆପଣଙ୍କୁ କହୁଛି, ସେ କଥା ମାନନ୍ତୁ। ଯାହା ଯାହା ଆପଣଙ୍କୁ ହୋମୱାର୍କ ଦିଆହେଲା କମ୍ପାନୀ ବିଷୟରେ ଆନାଲିସିସ୍ କରିବା, କରନ୍ତୁ। ବୁଝନ୍ତୁ ନ ବୁଝନ୍ତୁ ମୁଁ କହୁନି, ଆନାଲିସିସ୍ କଲାବେଳେ ସବୁ ଜିନିଷ ଆପଣ ବୁଝିବା କଥା ମୁଁ କହୁନି। ପ୍ରଥମ ଜିନିଷ ହେଲା ଏବାଉଟ୍ ତ କମ୍ପାନୀ ବିଷୟରେ ତ ପଢିକି ତ ବୁଝିପାରିବେ, ଆଜି କିଛି ଅସୁବିଧା ନାହିଁ। କମ୍ପାନୀଟା କଣ କରୁଛି, ତାର କଣ ପ୍ରଡକ୍ଟ ଅଛି, କୋଉ ଜାଗାରେ ବ୍ରାଞ୍ଚ ଅଛି, କଣ ସବୁ କରୁଛି, କଣ ପ୍ରଡକ୍ଟ ରହୁଛି, ଏ ସବୁ ଜିନିଷ ପଢିକି ରଖିବେ। କମ୍ପାନୀ କେବେ ଆରମ୍ଭ ହେଲା, ଏଇଠି ସବୁ ଜିନିଷ ଲେଖା ହେଇଛି। ଏଇଠି ଯୋଉ ଆବାଉଟ୍ ଦେଖୁଛନ୍ତି, ଆବାଉଟ୍ ଏଇଠି ରିଡ୍ ମୋର ଉପରେ ଆପଣ କ୍ଲିକ୍ କଲେ ତଳେ କ୍ଲିକ୍ କଲେ ଏଠି ସବୁ ଜିନିଷ ଲେଖା ହେଇଛି। ତ ଆପଣ ୱାନ୍ ବାଇ ୱାନ୍ ପଢନ୍ତୁ, ପରିଶ୍ରମ କରନ୍ତୁ। ମୁଁ ସବୁବେଳେ ବାରମ୍ବାର କହୁଛି ଭାଇ, ମାନେ କହିବା ସହିତ ସମସ୍ତେ ଶୁଣୁନାହାନ୍ତି, ସମସ୍ତେ ଏଇଟା ପସନ୍ଦ ହୁଏନି। କିଏ ଏତେ ପରିଶ୍ରମ କରିବ? ତେଣୁ ପ୍ରଥମେ କହୁଛି ଭାଇ, ଦେୟାର ଇଜ ନୋ ସର୍ଟକଟ୍। ପଇସା ଇନକମ୍ କରିବା ପାଇଁ କୌଣସି ସର୍ଟକଟ୍ ନାହିଁ, ଆପଣ ପରିଶ୍ରମ କରିବା ପାଇଁ ପଡିବ। ଏଇଭଳି ଯଦି ଆପଣ 20ଟା ପାଖାପାଖି ଷ୍ଟକ୍ ସିଲେକ୍ସନ କରିଦେଲେ,
ଧର ଭଲ ମୁଭ୍ ଦିଅନ୍ତି, ଭଲ ଭଲ୍ୟୁମରେ ମୁଭ୍ ଦିଅନ୍ତି, ଫୋକସ୍ କରି ତାରି ଉପରେ ଟ୍ରେଡ୍ କରି ଅଧା ଉପରେ 6,000 ଷ୍ଟକ୍ ଉପରେ ଟ୍ରେଡ୍ କରିବା ଆବଶ୍ୟକତା ନାହିଁ। ଯଦି ଆପଣ ଇଣ୍ଟ୍ରାଡେ କରୁଛନ୍ତି, ଫୁଲ୍ ଫୋକସ୍ କରିବେ, ଫୋକସ୍ କରି ତାରି ଉପରେ ଟ୍ରେଡ୍ ପ୍ଲାନ୍ କରିବେ, ନିଶ୍ଚୟ ଆପଣ ସକ୍ସେସ୍ ପାଇବେ। ତେଣୁ ସେଥିପାଇଁ ଆଟ୍ ଏ ଟାଇମ୍ ପୁରା ଆପଣ ମାର୍କେଟ ଓହ୍ଲେଇ ପଡ଼ି ପଇସା ଇନଭେଷ୍ଟମେଣ୍ଟ କରିବା କିଛି ଆବଶ୍ୟକତା ନାହିଁ। ପ୍ରଥମେ ରିସର୍ଚ୍ଚ କରନ୍ତୁ, ପଢନ୍ତୁ, 6 ମାସ ଲାଗୁ, 1 ଇୟର ଲାଗୁ, କିଛି ଅସୁବିଧା ନାହିଁ। ଆ ଭିତରେ ବସିକିରି ଲକ୍ଷ ଲକ୍ଷ ଟଙ୍କା ଉଡେଇବା ଅପେକ୍ଷା ତ ପଇସା ଆପଣ ସେଭ୍ କରି ରଖନ୍ତୁ। ଆପଣ ପାଖେ ସବୁ ଯିଏ ଜବ୍ କରନ୍ତି, ଯାହା ବି କରୁଛନ୍ତି, ତା ସହିତ ଆପଣ ଷ୍ଟଡି ଜାରି ରଖନ୍ତୁ, ପଇସାକୁ ସେଭ୍ କରି ରଖନ୍ତୁ। ଯଦି ଆପଣ ଗୋଟେ ବର୍ଷ କାଳ ପୁରା ରିସର୍ଚ୍ଚ କଲେ, ସେଭ୍ କରି ରଖିଲେ 2 ଲାଖ ପାଖେ, ସପୋଜ ଆପଣ ଯେକୌଣସି ଜବ୍ ଯିଏ ଯାହା କରୁଛନ୍ତି 2 ଲାଖ ପାଖେ ସେଭ୍ କରି ରଖିଲେ, ତ ତାପରେ ଆପଣ ଭଲ ପଇସା ଇନକମ୍ କରିପାରିବେ। ଏବେ ଆଜି ମାସରେ 50,000 ଟଙ୍କା ଦରମା ପାଇଲେ, 50,000 ଟଙ୍କା ମାର୍କେଟରେ ଲଗେଇଦେଲେ, ମାସ ଶେଷ ବେଳକୁ 50,000 ଟଙ୍କା ଉଡେଇଦେଲେ, କଣ ଲାଭ ପାଇବେ? ସେଇ ପଇସାକୁ 50,000 20,000 ଟଙ୍କା ଆପଣ ପାଉଛନ୍ତି, ସେଭ୍ କରି ରଖନ୍ତୁ। ଘର ଖର୍ଚ୍ଚ କଲେ, ସବୁ ଖର୍ଚ୍ଚ କଲେ 20,000 ଟଙ୍କା ସେଭ୍ କରି ରଖନ୍ତୁ। ଗୋଟେ 20 ସେଭ୍ କଲେ ଆପଣ 20 × 12 ଆପଣ ହେଲେ 2,40,000 ସେଭ୍ ହେଇଯିବ। 2.5 ଲକ୍ଷ ଟଙ୍କା ପାଖାପାଖି ସେଭ୍ ହେଲେ, ଆଉ ଯୁଆଡେ ଯାଉ 2 ଲାଖ ପାଖାପାଖି ସେଭ୍ ହେଇ 2 ଲାଖ ପାଖାପାଖି ସେଭ୍ କରି ରଖନ୍ତୁ। ତାପରେ ଆପଣ କଣ କରିବେ ନା, ସବୁ ଶିଖିଗଲା ପରେ କନଫିଡେନ୍ସ ଯେତେବେଳେ ଆସିଲା ପରେ ଆପଣ ମାର୍କେଟରେ ଅଳ୍ପ ଅଳ୍ପ କରି ପଇସା ଲଗେଇବେ। ଆସ୍ତେ 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 ଉପରକୁ ଯିବା ପାଇଁ ଚେଷ୍ଟା କରିବେ। ଦେଖିବେ ସମୟ ଆସିବ ଆପଣ ଗୋଟେ ସକ୍ସେସଫୁଲ ଟ୍ରେଡର ହେଇଯିବେ। ଆପଣ ତାକୁ 2.5 ଲକ୍ଷ 5 ଲକ୍ଷ ଅଛି ବୋଲି କାଲି ସକାଳୁ କିଛି ଜିନିଷ ନ ଜାଣି ଯଦି ମାର୍କେଟକୁ ଓହ୍ଲେଇବେ, ଭାଇ ପଇସା ସବୁ ଉଡିଯିବ। 5 ଲକ୍ଷ ଆଣିଥିବେ, 5 ଦିନ ଯିବନି, 5 ଦିନରେ ଉଡିଯିବ। ସେଟା ସେଇ ସେ ଭୁଲ। ଅବସ୍ଥା ତ ହେଇଛି ସାର୍ ଆଉ। ତେଣୁ ଯାହା ହେଇଛି ହେଇଛି ଭାଇ, ସେ ଜିନିଷ ଆଉ ଏଗେନ୍ ରିପିଟ୍ କରନ୍ତୁନି। ତେଣୁ ଏବେ ଫୋକସ୍ କରନ୍ତୁ, ରିସର୍ଚ୍ଚ କରନ୍ତୁ, ପରିଶ୍ରମ ଲାଗୁ, ପଇସା ପଛରେ ଜମା ପଡନ୍ତୁନି। ପଇସା ଇନକମ୍ ସମୟ ଆସିଲେ ଆପଣ ପଇସା ଇନକମ୍ କରିପାରିବେ। ଏବେଠୁ ପଇସା ପଛରେ ପଡନ୍ତୁନି। ଏବେ ଫୋକସ୍ କରନ୍ତୁ ଫୁଲ୍ ଲର୍ଣ୍ଣିଂ କରିବା ପାଇଁ, ପ୍ରାକ୍ଟିସ କରିବା ପାଇଁ। ମୁଁ ଯେତିକି ଜିନିଷ ଯାହା ଯାହା କହୁଛି ଆପଣ ଫୁଲ୍ ତା ଉପରେ ଫୋକସ୍ କରନ୍ତୁ, ଲର୍ଣ୍ଣିଂ କରନ୍ତୁ, ପ୍ରାକ୍ଟିସ କରନ୍ତୁ। କରିସାରିଲା ପରେ ଯେତେବେଳେ ଆପଣ ଫୁଲ୍ କନଫିଡେନ୍ସ ଆସିଯିବ, ନାଇଁ ମୁଁ ମାର୍କେଟରେ ପଇସା ଇନକମ୍ କରିବି, ଅଳ୍ପ ଅଳ୍ପ ଟଙ୍କା ଲଗେଇକି 5,000 10,000 5,000 10,000 ଲଗେଇ ଗୋଟେ ଗୋଟେ 2ଟା ସେୟାର କିଣନ୍ତୁ। କିଣିକି ତା ଦେହରେ ପୁଣି ପ୍ରାକ୍ଟିସ କରନ୍ତୁ। ପ୍ରାକ୍ଟିସ କଲା ପରେ ଆପଣ ଦେଖୁଛନ୍ତି ନାଇଁ ଏଇ ଷ୍ଟ୍ରାଟେଜି ମୋ ପାଇଁ କାମ ଦଉଛି, ଏ ଷ୍ଟ୍ରାଟେଜିରେ ପଇସା ବନିପାରିବ। ଯୋଉ ଷ୍ଟ୍ରାଟେଜି ଆପଣଙ୍କୁ ପ୍ରଫିଟେବଲ ହେବ ବୋଲି ଭାବୁଛନ୍ତି, ତାକୁ ୟୁଜ କରି ଆପଣ ମାର୍କେଟରେ ପଇସା ଇନକମ୍ କରିପାରିବେ, ତାହେଲେ ସେ ଷ୍ଟ୍ରାଟେଜି ଆପଣ ଡିପ୍ଲୟ କରିବେ। ତେଣୁ ପେସେନ୍ସ ରଖନ୍ତୁ, ପୁରା ପେସେନ୍ସ ରଖନ୍ତୁ, ଅପେକ୍ଷା କରନ୍ତୁ, ଧୈର୍ଯ୍ୟ ସହିତ ଅପେକ୍ଷା କରନ୍ତୁ, ପ୍ରାକ୍ଟିସ କରନ୍ତୁ। ସମୟ ଆସେ ଆପଣ ପ୍ରଚୁର ପଇସା ଇନକମ୍ କରିପାରିବେ। କିନ୍ତୁ ରାତି ଅଧିଆ ଏବେଠୁ ଚେଷ୍ଟା କରନ୍ତୁନି। ଆସ୍ତେ 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 ଷ୍ଟେପ୍ ବାଇ ଷ୍ଟେପ୍ ଆପଣ ଉପରେ ଯାଆନ୍ତୁ। ଷ୍ଟେପ୍ ବାଇ ଷ୍ଟେପ୍ ଗଲେ ଏଇଠି ଗୋଟେ ଗୋଟେ ଷ୍ଟେପ୍ ଯେତେବେଳେ ଆପଣ ଉଠିବେ, ଗୋଟେ ଗୋଟେ ଷ୍ଟେପ୍ ଉଠିଲେ ଆସ୍ତେ 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 ଉଠିଯିବେ, ନିଶ୍ଚୟ ଆପଣ ଶିଖରରେ ପହଞ୍ଚି ପାରିବେ। ଯଦି ରାତି ଅଧିଆ ଆପଣ ଉଠିବାକୁ ଯିବେ, ରାତି ଅଧିଆ ହିଁ ଫସିବ। ତେଣୁ ଏ ପ୍ରକାର ଭୁଲ ଜମା କରନ୍ତୁନି। ତେଣୁ ଯାହା ଯାହା ମୁଁ କହୁଛି, ଯୋଉ ଯୋଉ ଜିନିଷ ଆଲୋଚନା କରୁଛି, ସେଇଗୁରା ଆପଣ ପୁରା ଆନାଲିସିସ୍ କରନ୍ତୁ, ପୁରା ଥରୋଲି ପଢନ୍ତୁ। ତେଣୁ ଆଜି ଆମେ ଡିସ୍କସନ କଲେ ଅଟୋ ସେକ୍ଟର ପାଇଁ। ଅଟୋ ସେକ୍ଟର ଯେମିତି ଆଜି ମୁଁ ଆଇସର ମଟର କହିଲି, ଆଉ ରେଷ୍ଟ ଜିନିଷ ରହିଲା, ତାପରେ ଆପଣ ବସିକିରି ଏ ସପ୍ତାହଟା ବସିକିରି ପୁରା ଆନାଲିସିସ୍ କରନ୍ତୁ। ये ସପ୍ତାହଟା ପୁରା ବସିକିରି ଆନାଲିସିସ୍ କରନ୍ତୁ। ଓକେ, କାଲି ହେଲା ଆପଣଙ୍କ ବୁଧବାର, ଗଣେଶ ପୂଜା କ୍ଲାସ୍ ନାହିଁ। ଫାର୍ଷ୍ଟ ଡେ ଏଗାନ ଆପଣ କ୍ଲାସ୍ ଅଛି, ଫାର୍ଷ୍ଟ ଡେ ଆପଣ ଏଗାନ କ୍ଲାସ୍ ରହିବ। ତ ଏ ଜାଗାରେ ଆପଣ କଣ କରନ୍ତୁ, ବସିକିରି ଯାହା କରୁଛନ୍ତି ଭାଇ, ନହେଲେ ମୁଁ ଏପଟେ କହିଦେଲି ଆପଣ ଏକାନେ ଭକେଶ ସେକାନେ ବାହାର କରିଦେଇ ଯୋଉ କଥା ସେଇ କଥା, ତାହେଲେ ଆପଣ ଗୋଟେ ସକ୍ସେସଫୁଲ ଟ୍ରେଡର ହେଇପାରିବ। ଆପଣ ପରିଶ୍ରମ କରିବା ପାଇଁ ପଡିବ। ମୁଁ କହିଲି ନାହିଁ ଦିନକୁ ଆପଣ 10 to 15 ଆୱାର୍ସ ଏଇ ରିସର୍ଚ୍ଚ ଓରିଏଣ୍ଟେଡ କାମ କରିବା ପାଇଁ ପଡିବ। ଯଦି କରିବେ ସକ୍ସେସ ମିଳିବ। ଆପଣ ଭାବିବେ କିଏ ଏତେ ପରିଶ୍ରମ କରୁଛି, ଏତେ ଶିଖୁଛି, ମାର୍କେଟ ବସିବେ, ଯେତେବେଳେ ଆରାମ ହବ ସେତେବେଳେ ବସିବେ, ଉପରକୁ ଗଲେ କିଣିବା, ତଳକୁ ଗଲେ ସେଲ୍ କରିବା। ଏସବୁ ଜିନିଷ କରି କେହି ସକ୍ସେସ ହେଇନାହାନ୍ତି, ଆପଣ ହେଇପାରିବେନି। ତେଣୁ ଫୋକସ କରନ୍ତୁ ଏଇ ଜିନିଷ, ଯୋଉ ଯୋଉ ଜିନିଷ ମୁଁ କହୁଛି ଆ ଉପରେ ସବୁ ରିସର୍ଚ୍ଚ କରନ୍ତୁ। ପେନ୍ ଆଣ୍ଡ ପେପର ରଖନ୍ତୁ, ଖାତା ରଖନ୍ତୁ, ଖାତାରେ ସବୁ ଲେଖିକି ରଖନ୍ତୁ। ଖାଲି ପଢିଦେଲେ ଦେଖେଇଦେଲେ ହବନି। କି ପଏଣ୍ଟ ଯୋଉଟା ରହିଲା ଇମ୍ପୋର୍ଟାଣ୍ଟ ପଏଣ୍ଟ ଯୋଉଟା ରହିଲା, ସେ ପଏଣ୍ଟ ଗୁରା ଆପଣ ନୋଟ୍ ଡାଉନ୍ କରନ୍ତୁ, ଲେଖନ୍ତୁ। ପୁରା ଆପଣ 1000 କମ୍ପାନୀ ଉପରେ ମାଷ୍ଟର ହେବା ଦରକାର ନାହିଁ, 20ଟି କମ୍ପାନୀ ଉପରେ ମାଷ୍ଟର ହୁଅନ୍ତୁ। ସେ 20ଟିରେ ସବୁ ଜିନିଷ ଫୋକସ କରିବେ। 20ଟା ନିଶ୍ଚୟ ଆପଣ କୌଣସି ନା କୌଣସି ଷ୍ଟକରେ 1 2 3 4 5 ଟ୍ରେଡ୍ ମିଳିଯିବ।
तार ऊपर फोकस करने कंपनी से पूरा डिटेल्स से कंपनी विषय रे 20टा कंपनी आम चूज करवा 20 कंपनी जो सिलेक्ट करवा तार ए टू जेड से कंपनी रे ए टू जेड आपन पचारे बाबा आईचर मोटर विषय किसी कहलु पूरा ए टू जेड विषय सब आप गाई देछि जिते पूरा आप आर कंठस्थ मुखस्थ उदरस्थ सब करदेवे ताहले आपको ट्रेड कर किसी असुविधा हेनी आप ट्रेड बसी पारे आप कॉन्फिडेंस रही ये सिना तल को खसी ये पुणी एगेन उपरକୁ पळेबे कारण आपण ता विषय पूरा ए टू जेड जानिछंती ना सपोज आपण गोटे सांग सहित मिशिछंती आपण जानिछंती सांगर नेचर कोन कैरेक्टर कोन सब जिंस जानिछंती आपण गोटे सांग जानि ये करछन से रागिले बहुत समय रहिबोनी 5 मिनिट रागिजु तापर ठीक ठाक हे जिवो ताले आपण सपोज कोनस कथार से आपण सांगटा आपण पर रागी गला आपण किछि असुविधा होना रागी चुपचाप रहि जिवो से 5 मिनिट पर ठीक ठाक हे जिवो तापर आपण मिसि जिवो जदि एटा जानिछंती तो कौन हे आपण ता सहित दोस्ती छाड़िबेनी हाँ रागिला तो कौन कहीदेला कि देह को नेबेनी कौन जानते सांगटा से देह को नेबेनी बस 5 मिनिट पर ठीक है से सट कहीदेव और ठीक ठाक चलला से गोटे स्टक आप जानते ये सब ये न्यूज से ऊपर को जीव तो कौन फास्ट कौन एकाथर केटे जी तलू को आसला आप अपरच्युनिटी आसला आई तलू बाय करेंगे ना कौन ये हाई ब्रेक करेंगे ये हाई कले एंट्री एगेन आउथरे करेंगे एंट्री कले प्रॉफिटेबल हो पारे ସାର୍ ଜାଣିବେ କି ଆପଣ ଆପଣ ଯୋଉ ବାଜାଜ ଅଟୋ କି ହଁ ବାଜାଜ ଅଟୋ ମାରୁତି କହିଲେ ସେ ବାଜାଜ ଅଟୋଟା ସେ ସ୍କିନର ଖୋଲିକି ଆମକୁ କୁହନ୍ତୁ ତ ଏଇ ସେକ୍ଟର ଟା ସବୁ ଏଇ ସରି ଏଇ ଷ୍ଟକ୍ ଟା ସବୁବେଳେ ଉପରେ ଯିବାର କାରଣଟା ହଉଛି ଏଇଆ ଆପଣ ସେଟା ଚୁଜ୍ କରିଛନ୍ତି ନା ସେଟା ଦେଖନ୍ତୁ ବାଜାଜ ଅଟୋ ନା ଏଠି ବାଜାଜ ଅଟୋ ବାଜାଜ ମୁଁ ଯେମିତି ଆଇଚର ମୋଟରଟା ଆପଣ ଆନାଲିସିସ୍ କହିଲି ନା ଆଇଚର ମୋଟରକୁ ଯେମିତି ଆନାଲିସିସ୍ କହିଲି ତଳୁ ତଳୁ ଡିଟେଲ୍ସ କହିଲି ବାଜାଜ ଅଟୋ ଆପଣ ସେମିତି ତାର ସେ କରିବେ ଯୋଉ ପ୍ରଫିଟ ଶୁଣ ଲସ୍ ଶୁଣ ତାର ଶୁଣ ଶୁଣ ହଁ ଶୁଣ ସବୁ ଜିନିଷ ହୁଁ ଆଇଚର ମୋଟରଟା ମୁଁ ଆପଣଙ୍କୁ ଯାହା ଯାହା ଏକ୍ସାମ୍ପଲ ଦେଇକି କହିଲି ହୁଁ 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 ବାଜାଜ ଅଟୋରେ ମୁଁ ବୁଝେଇନି ମୁଁ କାହାକୁ ବୁଝେଇଲି ପ୍ରଥମେ ଆଇଚର ମୋଟରକୁ ବୁଝେଇଲି ହୁଁ ଯୋଉ ଜିନିଷ ମୁଁ ଯେମିତି ବୁଝେଇଲି ଆପଣଙ୍କୁ ଆପଣ ହୁଁ ବାଜାଜ ଅଟୋକୁ ସିମିଲାର ୱେରେ ଆପଣ କଣ କରିବେ ଷ୍ଟଡି କରିବେ ହୁଁ ସିମିଲାର ମୁଁ ଆଇଚର ମୋଟରକୁ ଯୋଉ ଉପାୟରେ କହିଲି ଆପଣ ତାକୁ ସିମିଲାର ୱେରେ କରିବେ କଲା ପରେ ତାପରେ ଚାର୍ଟ ଦେଖିବେ ଚାର୍ଟ ଦେଖିବେ ଆକୁ ପଢିଲେ ଡିଟେଲ୍ସ ଆଇଚର ମୋଟରକୁ ଯେମିତି କହିଲି ସବୁକୁ ହୁଁ ହୁଁ ସେମିତି ଆପଣ କରିବେ ବାଜାଜ ଅଟୋ କୁହନ୍ତୁ ମାରୁତି କୁହନ୍ତୁ ଯାହା ବି କୁହନ୍ତୁ ସମସ୍ତଙ୍କୁ ମଧ୍ୟ ସିମିଲାର ଦେଖନ୍ତୁ ବାଜାଜ ଅଟୋ କେମିତି ଅପ ଆଣ୍ଡ ଡାଉନ୍ ଅଛି ମୁଭ୍ କରୁଛି ଆର କଷ୍ଟ ଦେଖିଲେ ବାଜାଜ ଅଟୋ କଷ୍ଟ ଦେଖିଲେ ପ୍ରାଇସ୍ କେତେ 8,000 ଟଙ୍କା ଷ୍ଟକ୍ ଛୋଟିଆ ଷ୍ଟକ୍ ନୁହଁ ପେନି ଷ୍ଟକ୍ ନୁହଁ ନା ଆର ମାର୍କେଟ କ୍ୟାପିଟାଲାଇଜେସନ ଅଧିକା ସବୁ ଜିନିଷ ମୁଁ ଯେମିତି ଇଏ କଲି ତାକୁ ସେମିତି ଆପଣ ଆନାଲିସିସ୍ କରିବେ ଦେଖନ୍ତୁ କେମିତି ମୁଭ୍ ରହୁଛି ବାଜାଜ ଅଟୋ ଆଇଚର ମୋଟର ମୁଁ ଯେମିତି ଆପଣଙ୍କୁ ଏଇଠି କହିଲି ରିସର୍ଚ୍ଚ କରିବା ପାଇଁ ବାଜାଜ ଅଟୋକୁ ଏକ୍ଜାକ୍ଟଲି ସେମିତି କରିବେ ବାଜାଜ ଅଟୋକୁ ସିମିଲାରଲି ଆର କଣ କଣ ପ୍ରଡକ୍ଟ ଅଛି କୋଉଠି କମ୍ପାନୀ ଅଛି କଣ କଣ ଅଛି ମାର୍କେଟ କ୍ୟାପ କେତେ ଅଛି ମାର୍କେଟ କ୍ୟାପ ଦେଖନ୍ତୁ ଏ କମ୍ପାନୀ କେତେ ବଡ କମ୍ପାନୀ 2,42 crores ର ଏ କମ୍ପାନୀର ମାର୍କେଟ କ୍ୟାପ ହେଲା 2,42 crores ତେଣୁ ବଡ ମାର୍କେଟର କମ୍ପାନୀ ଭ୍ୟାଲୁଟା ତାର ତେଣୁ ଏସବୁ ଜିନିଷ କଣ କି ଫ୍ୟାକ୍ଟର ପଡିବେ ତଳୁ ତଳୁ ଯିବେ ତଳୁ ତଳୁ ଆନାଲିସିସ୍ କରିବେ କାହିଁକି କେତେବେଳେ ଅପ୍ ଆଣ୍ଡ ଡାଉନ ହଉଛି ତଳେ ସବୁ ଜିନିଷ ସାର୍ ଯେମିତି ମାର୍କେଟ କହିଲେ କ୍ୟାପଟା ଯୋଉ ତାର ସାର୍ ମାର୍କେଟ କ୍ୟାପଟା ଯୋଉ ତାର ମାର୍କେଟର ଭ୍ୟାଲୁଟା ମାନେ ଏତିକି ଉଁ ହୁଁ ଟଙ୍କାର ସେ କମ୍ପାନୀଟା ପଢିବା ଡିଟେଲ୍ସ ପଢିବେ ଆଗରୁ ଆଜ୍ଞା ଯୋଉ କ୍ଲାସ କରିଛି ଦେଖେ ତାର ଭିଡିଓ ଆପଣ ଦେଖୁଥିବେ ରିସେଣ୍ଟଲି 15 ଦିନ ତଳେ ୟୁଟ୍ୟୁବରେ ଅଛି ସେ ଭିଡିଓ ଟା ଦେଖିଦେବେ ୟୁଟ୍ୟୁବରେ ଅଛି ଭିଡିଓ ଡାକିଛି ଆପଣ ଟେଲିଗ୍ରାମ ଗ୍ରୁପରେ ଅଛି ୟୁଟ୍ୟୁବରେ ଅଛି ୟୁଟ୍ୟୁବ ଚ୍ୟାନେଲ ପଳେଇବି ୟୁଟ୍ୟୁବ ଚ୍ୟାନେଲ ଅଛି କ୍ଲାସ ଫାଇନାନ୍ସିଆଲ ସେ 3ଟା କ୍ଲାସ ଯୋଉ ଅଛି ତା ଭିତରେ ଡିଟେଲ୍ସ ପଢେଇଛି ସେଇଟା ଦେଖେଇତେ ଭଲ କଥା ନଚେତ ଆଉ ଡିଟେଲ୍ସ ପଢିବା ମାର୍କେଟ କ୍ୟାପ କଣ ଏସବୁ ଜିନିଷ ପଢେଇବାକୁ ପଢେଇବି ଡିଟେଲ୍ସ ଆଜ୍ଞା ପଢେଇବି ବ୍ୟସ୍ତ ହବାର ନାହିଁ ଡିଟେଲ୍ସ ପଢେଇବି ଆକ୍ଚୁଆଲି ତ ଏଠି ଯେମିତି ଆଇଚର ମୋଟର ଯେମିତି ଦେଖିଲେ ଆମେ ଆନାଲିସିସ୍ କଲେ ପ୍ରଫିଟ ଆଣ୍ଡ ଲସ୍ ଆନାଲିସିସ୍ କଲେ ଏଠି ମଧ୍ୟ ଆପଣ କଣ କଲେ ତାପରେ ତମେ ଦେଖ ଆଗକୁ ତ ପଢିବା ଏଇଟା ସର୍ଟକଟଲି ବର୍ତ୍ତମାନ କହୁଛି କଣ ହୁଁ ଆପଣ ହୁଁ ବୁଝନ୍ତୁ ନ ବୁଝନ୍ତୁ ଆକୁ ସବୁ ଜିନିଷ ଦେଖିବେ ଦେଖୁ ଦେଖୁ କିଛି ଜିନିଷ ଆପଣଙ୍କ ନଜରକୁ ଆସିବା ବଟ୍ ଆକୁ କେମିତି ଆପଣ ଷ୍ଟଡି କରି ଆଗାମୀ ପାଇଁ ପଢିବା ଆମେ ଡିଟେଲ୍ସ ଆକୁ ପଢିବା ତେଣୁ ବ୍ୟସ୍ତ ହବାନି ଆଗ ଡିଟେଲ୍ସ ପଢିବା ଉପରେ ଏଠି ଦେଖିବେ ଇନଭେଷ୍ଟମେଣ୍ଟ ତାର ଟୋଟାଲ ଆସେଟ୍ସ ବଢି ବଢି ଚାଲିଛି ସବୁ ଜିନିଷ ଦେଖିବେ ଇନଭେଷ୍ଟମେଣ୍ଟ କେତେ ଅଛି ଇନଭେଷ୍ଟମେଣ୍ଟ ବଢୁଛି ନା କମୁଛି ଏଇଠି ଦେଖନ୍ତୁ ଇନଭେଷ୍ଟମେଣ୍ଟ ଏଇଟା ଲେଖା ହେଇଛି ଇନଭେଷ୍ଟମେଣ୍ଟ ଏଇଠି ଆସ୍ତେ ଏଇଥିଲା 8, 8, 11, 15 ତାପରେ 18 ତାପରେ 20, 19
ତାପରେ ଏଇଠି କରୋନା ପିରିୟଡ ମଧ୍ୟ ବି ଚାଲୁଥିଲା ମଧ୍ୟ ଆର ଇନଭେଷ୍ଟମେଣ୍ଟ କମିନି, ଇନଭେଷ୍ଟମେଣ୍ଟ ବଢି ବଢି ଚାଲିଛି, ଇନଭେଷ୍ଟମେଣ୍ଟ ବଢି ବଢି ଚାଲିଛି, ଇନଭେଷ୍ଟ ମଧ୍ୟ ବଢି ବଢି ଚାଲିଛି, କମୁନି, ବଢି ବଢି ଚାଲିଛି। କମ୍ପାନୀ ନୂଆ ପ୍ରଡକ୍ଟ ବାହାର କରିବା ମିଳୁଛି, କମ୍ପାନୀର ମାର୍କେଟ ଡାଉନ ଚାଲୁଥିଲା, ବଜାର ଯୋଉଟା ଚାଲୁଥିଲା ଡାଉନ, କେତେ ଜିନିଷ କାରଣ ଇନଭେଷ୍ଟମେଣ୍ଟ ପ୍ରଡକ୍ଟ ସେଲ ନହବ, କଣ ହବ, ଏ କମ୍ପାନୀ ସେଟା ତଳୁ ଖସି ଆସିବ, ନେଟ ପ୍ରଫିଟ ଅଧିକ ପାଇବନି। କିନ୍ତୁ ଇନଭେଷ୍ଟମେଣ୍ଟ ବଢି ବଢି ଚାଲିଛି, ଇନଭେଷ୍ଟମେଣ୍ଟ କମିବାର ନାହିଁ, ଇନଭେଷ୍ଟମେଣ୍ଟ ବଢି ବଢି ଚାଲିଛି। ଯେହେତୁ ଇନଭେଷ୍ଟମେଣ୍ଟ ବଢି ବଢିକା ଚାଲିଛି, ଏଠି ବାଲାନ୍ସ ସିଟ୍ ଆପଣ ଦେଖିଲେ ଇନଭେଷ୍ଟମେଣ୍ଟ ବଢି ବଢି ଚାଲିଛି, ଇନଭେଷ୍ଟ କମୁନି। ତ କମୁନି, ସେ ନୂଆ ନୂଆ ପ୍ରଡକ୍ଟ ଆସିବ, ଗୋଟେ କମ୍ପାନୀ ନୂଆ ବ୍ରାଣ୍ଡ ଆସିଲା, ନୂଆ ବ୍ରାଣ୍ଡ ଆସିଲା, ଭଲ ସେଲ୍ ହେଲା, କମ୍ପାନୀ ସଙ୍ଗେ ସଙ୍ଗେ ଉଡି ଉଡିଯିବ, ପୁରା ଉପରୁ ଉଡିଯିବ। ଏଠି ଦେଖିବେ ଏଫଆଇଡିଆଇ ର ଭାଲ୍ୟୁ ଦେଖିବେ ଅଛି, କି ମୋତେ କମି ନାହାନ୍ତି, ଏଇଠି ଟିକେ ଇଏ ଏଫଆଇ ଟିକେ କମୁଛି, ଡିଆଇ ବଢି ଯାଇଛି, ପ୍ଲସ୍ ମାଇନସ୍ କ୍ୟାନସେଲ ହେଇଗଲା, ବାଲାନ୍ସ ରେ ଅଛି ଆପଣ ଏ ଜାଗାରେ। ଏ ଜିନିଷ ସବୁ ଜିନିଷ ଦେଖିବେ, ଦେଖିବେ ପ୍ଲସ୍ କଣ କରିବେ। ଆମେ ତ କୌଣସି ଷ୍ଟ୍ରାଟେଜି ପଢେନି, କିଛି ଜିନିଷ ପଢିନେ ଯାଇନେ, ଆଗକୁ ଯିବା ଆସିବା ଆନାଲିସିସ୍ କରିବା। ଇଏ ଜଷ୍ଟ ଆପଣ ଦେଖା ହଉଛି, କୁହାହଉଛି, ଆପଣ କଣ କଣ ସବୁ ଆକୁ ପଢିବେ। ବର୍ତ୍ତମାନ ଇନିସିଆଲ ପିରିୟଡ ଦେଖନ୍ତୁ, କମ୍ପାନୀ କି ଜାଣନ୍ତୁ। ଏଠି ଜିନିଷ କୁହାହେଲା ଆପଣଙ୍କୁ, କାହା ସହିତ ଦୋସ୍ତି କରିବେ ନ କରିବେ ଅଲଗା କଥା, ତ ପ୍ରଥମେ ତାକୁ ତ ଜାଣିବେ ନା। ସପୋଜ ଆପଣ ଗୋଟେ ନୂଆ କଲେଜ ଗଲେ, କଲେଜ ଲାଇଫରେ ଆପଣ ଗଲେ, ନୂଆ କଲେଜ ଗଲେ, ଆପଣ ଯେବେ ପ୍ଲସ ଟୁ ସପୋଜ ପଢିଲେ, ସ୍କୁଲ କଲେଜ ଗଲେ, ତ ଏଠି କଣ ଆପଣଙ୍କ ଗୋଟେ ସେକ୍ସନରେ 100 ପାଖାପାଖି ପିଲା ବସିଥିବେ, ଅର୍ଥାତ ପ୍ଲସ ଟୁ ପଢିଲା ବେଳେ ଆର୍ଟ୍ସ ଜଣେ ପଢିଲା, ଆର୍ଟ୍ସ ରେ 200 ପିଲା ପ୍ଲସ୍ ଥିବେ, ସାଇନ୍ସ ପଢିଲେ ମଧ୍ୟ 200 ପ୍ଲସ୍ ପାଖାପାଖି ପିଲା ଥିବେ। ତ ଆର୍ଟ୍ସ ସାଇନ୍ସ କମର୍ସ ଭିତରେ ଗୋଟେ କଲେଜ ଉପରେ 500 ପ୍ଲସ୍ କି 1000 ପାଖାପାଖି ପିଲା ଥିବେ, ତ 1000 ପିଲାଙ୍କ ସହିତ ତ ଆପଣଙ୍କ ଦୋସ୍ତି ହବନି। ଆପଣ ସସ୍ପେସରେ ଯିଏ ଆସିବେ, ଯିଏ ଆସିଲେ ଆପଣ ତାଙ୍କ ସହିତ ମିଶିଲେ, ଯିଏ ଆପଣଙ୍କୁ ଭଲ ଲାଗିବ, ଆପଣଙ୍କ ମେଣ୍ଟାଲିଟି ସହିତ ମ୍ୟାଚ୍ କଲା, ଆପଣ ତା ସହିତ କଣ ଦୋସ୍ତି କରିବେ। ତ ସେଇଭଳି ଆମେ ପ୍ରଥମେ ଦୋସ୍ତି କରିନେ, କାହାରି ସହିତ ଏବେ ଆମେ ଦୋସ୍ତି କରିନେ। ଆମେ ଇନିସିଆଲ କ୍ଲାସ ଆରମ୍ଭ ହେଲା, ଆମେ କାହା ସହିତ ଦୋସ୍ତି କରିନେ। ଆମେ ବର୍ତ୍ତମାନ ହେଲା କଣ, ସମସ୍ତଙ୍କୁ ଜାଣିବା, ଜାଣି ସାରିଲା ପରେ ତାପରେ ଆମେ ଦୋସ୍ତି କରିବା। ଦୋସ୍ତି କଲା ପରେ ତାପରେ ଆମେ ବିଭିନ୍ନ ପ୍ରକାର ସବୁ ପ୍ଲାନ୍ କରିବା, ଷ୍ଟ୍ରାଟେଜି ପ୍ଲାନ୍ କରିବା, ସବୁ ଆସ୍ତେ ଆସ୍ତେ କରିବା। ତ ବର୍ତ୍ତମାନ ଏତେ ଅଲଗା ଆପଣ କିଛି ଯାଆନ୍ତିନି, ଯେତିକି ଜିନିଷ ମୁଁ କହୁଛି ଷ୍ଟେପ ବାଇ ଷ୍ଟେପ ଯିବା, ପଢିବା, ତ ଯିବା। ତେଣୁ ବର୍ତ୍ତମାନ ଜିନିଷ ହେଲା, ଆପଣ ଅଟୋ ସେକ୍ଟର ଯୋଉ ବର୍ତ୍ତମାନ ଡିସ୍କସନ ହେଲା, ଅଟୋ ସେକ୍ଟର ଯେତିକି କମ୍ପାନୀ ଅଛି, ତା ବିଷୟରେ ଆପଣ ଖାଲି ପଢନ୍ତୁ। କଣ ପଢିବେ, କମ୍ପାନୀ ବିଷୟରେ ଜାଣିବେ, କମ୍ପାନୀର ଓନର କିଏ ପ୍ରଥମ ଜାଣିବେ, କମ୍ପାନୀର ଓନର କିଏ, ସେ କେତେ ଇନଭେଷ୍ଟମେଣ୍ଟ କରିଛି, କୋଉ କୋଉ ବାଟରେ ସେ ଇନଭେଷ୍ଟମେଣ୍ଟ କରୁଛି, ତାର କମ୍ପାନୀ କଣ କଣ ସବୁ ପ୍ରଡକ୍ଟ ଅଛି, ତ କୋଉଠି କୋଉଠି ତା କମ୍ପାନୀର ବ୍ରାଞ୍ଚ ଅଛି, କଣ ଅଛି, ଏଇସବୁ ଜିନିଷ ଆପଣ ଖାଲି ଇନଫରମେସନ ଏବେ କଲେକ୍ସନ କରନ୍ତୁ। ତାପରେ କମ୍ପାନୀ ବିଷୟରେ ଆମେ କ୍ଲାସରେ ପଢିବା, ଯେତେବେଳେ ଫଣ୍ଡାମେଣ୍ଟାଲ ଆନାଲିସିସ୍ ମୁଁ ଆପଣଙ୍କୁ ପଢେଇବି, କମ୍ପାନୀ ବିଷୟରେ ପୁରା ଡିଟେଲ ଆନାଲିସିସ୍ କରିବା, ଯୋଉଥିପାଇଁ ଆପଣ ଲଙ୍ଗ ଟର୍ମ ପାଇଁ ଇନଭେଷ୍ଟମେଣ୍ଟ କରିବେ। ଯେତେବେଳେ ଫଣ୍ଡାମେଣ୍ଟାଲ ଆନାଲିସିସ୍ କରାଯାଏ, ମିନ୍ସ କମ୍ପାନୀ ବିଷୟରେ ଆମେ ଜାଣିଲେ, ତା ପାଇଁ ମଧ୍ୟ ମେଥଡ ସବୁ ଅଛି। ଆମେ କୋଉ କମ୍ପାନୀରେ ଲଙ୍ଗ ଟର୍ମ ପାଇଁ ଇନଭେଷ୍ଟମେଣ୍ଟ କରିବା କିମ୍ବା କରିବା ନାହିଁ, କଣ ସେ ବିଷୟରେ ଡିଟେଲସ ଆମେ ଆଗାମୀ ପାଇଁ ପଢିବା। ତେଣୁ ଇନିସିଆଲ ଷ୍ଟେଜରେ ଆପଣ ଏତେ ଡିପଲି ଯିବା ଆବଶ୍ୟକତା ନାହିଁ। ୟେସ୍, ଯୋଉ ଯୋଉ ଜିନିଷ ଇନଫରମେସନ କଲେକ୍ଟ କରିବା ପାଇଁ କହୁଛି, ସେ ଜିନିଷ ଇନଫରମେସନ କଲେକ୍ଟ କରନ୍ତୁ। ତାପରେ ଆସ୍ତେ 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 ଆମେ ଷ୍ଟ୍ରାଟେଜି ପଢିବା, ସବୁ ଟେକ୍ନିକାଲ ଆନାଲିସିସ୍ ପଢିବା, ଫଣ୍ଡାମେଣ୍ଟାଲ ଆନାଲିସିସ୍ ପଢିବା, ସବୁ ଜିନିଷ ପଢିବା। ଏଠି ତ ଜଷ୍ଟ ଆମର ଆରମ୍ଭ ହେଲା। ଆଜି ହେଲା କେତେ, କ୍ଲାସ ଫୋର୍ଥ ନମ୍ବର କ୍ଲାସ ଆପଣଙ୍କର ଥିଲା ଆଜି। ତ ସେଥିପାଇଁ ଆପଣ କଣ କରିବାର ଅଛି, ଯୋଉ ଯୋଉ ଜିନିଷ କୁହାହଉଛି ସେଇ ଜିନିଷ ଆପଣ ଆସ୍ତେ ଆସ୍ତେ ଷ୍ଟେପ ବାଇ ଷ୍ଟେପ ଇନଫରମେସନ କଲେକ୍ସନ କରି କରି ଚାଲନ୍ତୁ। ବହୁତ ଷ୍ଟ୍ରାଟେଜି ପଢିବା, ସ୍କାନର ୟୁଜ କରିବା, ବହୁତ ଜିନିଷ କରିବାର ଅଛି। କାରଣ ପେସେନ୍ସ ରଖନ୍ତୁ, ୱାନ୍ ବାଇ ୱାନ୍ ଆପଣଙ୍କୁ ଯୋଉ ଯୋଉ ଜିନିଷ ମୁଁ କହୁଛି, ସେଇ ଷ୍ଟେପ ପେନ୍ ଆଣ୍ଡ ପେପର ବସି ଲେଖନ୍ତୁ, ପଢନ୍ତୁ। ଆପଣ ତ କହିଥିଲେ ଇନିସିଆଲ କ୍ଲାସରେ, କିଏ କେତେ ସମୟ ପଢିପାରିବ, ସମୟ ଦେଇପାରିବ, ତେଣୁ ସମୟ ଦେଇକରି ଯୋଉ ଯୋଉ ଜିନିଷ କରୁଛି କରନ୍ତୁ। ଯଦି ଏଇ ଜିନିଷ ଆପଣ ଏବେ ନ କରିବେ, ତାପରେ କଣ, ମୁଁ ସବୁ ପଢେଇ ପଢେଇଯିବି, ଷ୍ଟ୍ରାଟେଜି ପଢେଇ, ବିଭିନ୍ନ ଜିନିଷ ପଢେଇ ଯିବି, କିନ୍ତୁ ସରିଯିବ ସବୁ। ଜଣେ ଯଦି ପଚାରିବ, ବାବା ବାଜାଜ ଅଟୋ ବିଷୟରେ କଣ ଜାଣିଛ କହିଲ, ଆପଣ କିଛି ଜିନିଷ କହିପାରିବେନି। ତେଣୁ ସେ ଭୁଲ କରନ୍ତୁ ନାହିଁ। ଇନିସିଆଲ ପିରିୟଡ ଯୋଉ ଯୋଉ ସେକ୍ଟରରେ ଆମେ ପଢୁଛେ, ସେଇ ସେକ୍ଟରରେ କାହିଁକିନା ଆମେ ସବୁ ଜିନିଷର ଇନଫରମେସନ ରଖିବାନି, କାହିଁକିନା ସବୁ ଜିନିଷ ଫୋକସ କଲେ ଆମେ କରିପାରିବାନି। ତେଣୁ ଆମେ ଯୋଉ 20-25 ଷ୍ଟକ୍ ଉପରେ କାମ କରିବା ବୋଲି ପ୍ଲାନିଂ କରିବା, ତାରି ଉପରେ ସବୁ ଇନଫରମେସନ ରଖିବା, ତାରି ଉପରେ ହିଁ କାମ କରିବା। ତେଣୁ ସେତିକି ଜିନିଷ ଆପଣ ଆସ୍ତେ ଆସ୍ତେ
रिपोर्ट सब कलेक्शन कर रखु पेन एंड पेपर लिखि रखु पेन एंड पेपर मु कहली जदि आपण पेन एंड पेपर रखुना आपण खाता पेन जदि ना आपण न लिखुंट मीन्स मु ए जार आप 100% आज लिखिकी देदेवी आपण लाइफ रे केबेले जने सक्सेसफुल ट्रेडर हो पारे नहीं जदि आपण जहाँ पढ़ुं पेन एंड पेपर यूज करूना किसी जिन लिखुना आप हाँ मुझे पढ़ीदेली मो मन रहीगला आपण लाइफ रे केबेले आपण ट्रेडिंग कैरियर कर बंची पारे अल्प दिन छाड़ी पढ़ेगा जदि आपण लाइफ रे सक्सेसफुल ट्रेडर भाव चाहते मार्केट पैसा इनकम करने चाहते मार्केट पैसा इनकम कर कोटिपति होगा चाहते फ्यूचर रे ताहले पेन एंड पेपर यूज करंतु आस्ते आस्ते सब जिनस इम्प्रूव करने चेष्टा करते लिखिक रखु जदि रखिके आस्ते आस्ते आप इम्प्रूव हम समय आसब आप मार्केट रू भल पैसा इनकम करें किंतु जदि आप पेन एंड पेपर यूज करूना मीन्स मन रखु आप लाइफ रे केबेले गोटे सक्सेसफुल ट्रेडर हो पारे मार्केट अधा छाड़ी पड़े अधा दिन आसचे पैसा आणुचे पुणी उड़े देते पुणी पड़े पुणी आसे पुणी आसे एमती जीव 1000टा ट्रेनिंग नेले 1000टा ट्रेनिंग नेले लाइफ रे किसी शिखिबे तेणु जिते जिनस आप शिखिबे परफेक्टली शिखंतु जेमती आप जड़े साइंस पढ़ुची साइंस पढ़ले जड़े एकाथरे फिजिक्स केमिस्ट्री मैथमेटिक्स बायोलॉजी सबुत मास्टर हो पारे तो जार जो सब्जेक्ट भल हो फोकस कर मास्टर ही पार तो से भाई आप किसी जिन फोकस करने पड़े फुल मास्टरी हाँक पड़ो मास्टरी हो गले आप लाइफ टाइम से काम करके जड़े सक्सेसफुल ट्रेडर हो पारे ओके आप कार क्वेश्चन अच्छे पचार एनी क्वेश्चन सर मोर नहीं नमस्कार सर नमस्कार सर सर सेई जिनसटा तो आज पर्यंत आपण काहाकू कहि नथिले आज कहले आपण जे जो ब्रह्मास्त्र होउछि कि जहाँ भी होउछि जो आज्ञा विशेष निया जाउछि एई जिनसटा आपण आगुर हमु का केबे भी कहि नांती कहना मीन्स फास्ट टाइम कहले को कथाटा कहनी एई जो कंपनी विषय स्टडी करिया कथा कोन एई सब जो जिंस एई जिनसटा प्रथमे आज कहले आजिकल आप ट्रेनिंग रे अधारे जॉइन करथिले ना आज्ञा मूल जॉइन करनथिले एई कथा सब मूल पे ना आपण सेटा अधारे जॉइन कले अधारे हम जॉइन कला कोन जे आर स्ट्रेटजी सब पढुथिले तो आपण से स्ट्रेटजी पढिले आपण जेडी जॉइन कले अधारे जॉइन कले आपण तो स्ट्रेटजी प्राय 7-8टा स्ट्रेटजी आपण सिखि जायछन अरे स्ट्रैटेजी हेले कोन हो सर मेन जिनसटा तो एई जिनसटा रहथिला ना आपण अधारे जॉइन करथिले ना से बैच रे आपण अधारे जॉइन करथिले तेणु अधारे शिखुथिले ये बैच ला कोन ना ये बैच टा प्रथम आरंभ होला तेणु प्रथम डिस्कशन हो प्रथम आपण सुनुछन सब आज्ञा सर बुझिपारे तो यहाँ प्रथम आम डिस्कसन करुचे प्रथम रिस्क यही सब जिन इंट्रोडक्शन हिसाब से पढ़ुचे रिस्क मैनेज मनी मैनेज पढ़ा तापर वन बाय वन सब स्टेप बाय स्टेप सब जीवा आप अधारे थे आज्ञा सर आप अधारे थे अधारे एक डिस्कसन केमती हम जो समय जो ସେଇ जिन ଜିନିଷ ମୁଁ ବି ଜାଣିନଥିଲି ମୁଁ ଅଲଗା ଗୋଟେ ଜାଗାରୁ ଟ୍ରେନିଂ ନେଇଛି ସାର୍ କିନ୍ତୁ ସେ ତ ଏଇ ଜିନିଷଟା କହିନଥିଲା କିନ୍ତୁ ସମସ୍ତେ ସାର୍ ସମସ୍ତେ ସେଇଟା ଥରେ ଥରେ ଅସୁବିଧାଟା କୋଉଠି ସେଇଠି ବୁଲିକି ହଉଛି ଆସିଛନ୍ତି ସେଇ ଜିନିଷଟା ସାର୍ ହେଲେ ସେଟା ଯାଇକି ଜାଣି ହଉଛି ଏଇଟା ଫାଇନାଲ ହବ କି ନାହିଁ ସମସ୍ତେ ଥରେ ଥରେ ଆପଣ ବୁଲିକି ଦେଖନ୍ତୁ ଆସିଛନ୍ତି ସପୋଜ ଆପଣ ସନ୍ଧ୍ୟା ଗୋଟେ ଫଙ୍କସନ ହେଲା ଗୋଟେ ମ୍ୟାରେଜ ପାର୍ଟି କି ଯାଉଛନ୍ତି ତ ସେଠି କଣ ଅଛି ପ୍ରଥମେ ଷ୍ଟାର୍ଟର ଅଛି ତାପରେ ଆପଣଙ୍କର କଣ ଅଛି ଆପଣ ମେନ୍ ଆଇଟମ କୁ ଯିବେ ଯଦି ଆପଣ ସନ୍ଧ୍ୟା 7ରେ ପହଞ୍ଚୁଛନ୍ତି ତାହେଲେ କଣ ସେଇ ଟାଇମରେ ଷ୍ଟାର୍ଟର ଦିଅନ୍ତି ଆପଣ ଷ୍ଟାର୍ଟର ଆରମ୍ଭ କଲେ ତାପରେ 7ଟାରେ ପହଞ୍ଚିଲେ ଷ୍ଟାର୍ଟର ଆରମ୍ଭ କଲେ ତାପରେ ରାତି 8ଟା 8:30 ବେଳକୁ କଣ କଲେ ନା ମେନ୍ ଆଇଟମ ପସିଲେ ଖାଇଲେ ପିଇଲେ ସେଠି 9:30 10ଟା ପାଖାପାଖି ଆପଣ ବାହାରିଲେ କିନ୍ତୁ ଯଦି ଆପଣ କଣ କରିବେ ଏଇ ଟାଇମ ପହଞ୍ଚି ଯାଇଥିବେ କୋଉ ଟାଇମ ପହଞ୍ଚି ଯାଇଥିବେ ନା ରାତି 9ଟା ବେଳକୁ ପହଞ୍ଚିବେ ଆଉ ସେଠି କଣ ଆପଣ ଷ୍ଟାର୍ଟର ଆଉ ଚାଲିବ ନାଇଁ ଆପଣ ଡାଇରେକ୍ଟ ମେନ୍ ଆଇଟମ ଖାଇଲେ ଆପଣ ଯାହା ପସନ୍ଦ ମେନ୍ ଆଇଟମ ଖାଇଲେ ଖାଇ ପିଇକି ସାଙ୍ଗେ 9ଟାରେ ପହଞ୍ଚିଲେ 9:30 ବାହାରି ଆସିଲେ ତ ଏଠି ଜିନିଷ ହେଲା କଣ ଏଠି ଆପଣ ଏବେ ଷ୍ଟାର୍ଟର ରେ ଅଛନ୍ତି କୋଉଠି ଅଛନ୍ତି ଆପଣ ଏବେ ଷ୍ଟାର୍ଟର ରେ ଅଛନ୍ତି ଯେହେତୁ ଷ୍ଟାର୍ଟର ଅଛନ୍ତି ପରେ ଆପଣ ଫୁଲ 7ଟାରୁ ରାତି 9:30 10ଟା ପର୍ଯ୍ୟନ୍ତ ରହିବେ ଫୁଲ ଏନ୍ଜୟ କରିବେ
ଇନଭର୍ଟ ତ ଷ୍ଟାର୍ଟିଂ ଲାଷ୍ଟ ପର୍ଯ୍ୟନ୍ତ ଆପଣ ସବୁ ଜିନିଷ ପଢିବେ, ଷ୍ଟେପ ବାଇ ଷ୍ଟେପ ସବୁ ଜିନିଷ ପଢିବେ ବୁଝିବେ। ଆଉ ଯାହା ଯାହା ଷ୍ଟେପ ବାଇ ଷ୍ଟେପ ପଢା ହେଇ ଚାଲୁଛି ତାକୁ ଆପଣ ଭଲସେ ପ୍ରାକ୍ଟିସ କରିବେ। ପ୍ରାକ୍ଟିସ କରି କରି ଚାଲିବେ, ଯେତେବେଳେ କୋର୍ସ ସରିବ 3 ମାସ ଚାଲୁ କିମ୍ବା 4 ମାସ ଚାଲୁ। ଏବେ ହେଲା କଣ, ଏବେ ହେଲା ଆପଣ ଅଗଷ୍ଟ ଚାଲିଛି, ଅଗଷ୍ଟ ଲାଷ୍ଟ ଆପଣ ଆରମ୍ଭ ହେଲା, ଇଏ ସରିଲା ବେଳକୁ କଣ ନା ଅକ୍ଟୋବର ନଭେମ୍ବର ପାଖାପାଖି ହେଇଯିବ। ଅକ୍ଟୋବର ନଭେମ୍ବର ହେଲା ବେଳକୁ ଆପଣ ଯଦି ପୁରା ଷ୍ଟେପ ବାଇ ଷ୍ଟେପ ଯାଇଥିବେ, ତ ଅର୍ଥାତ ଆପଣ ଦିମାଗ ଭିତରେ ଆସିଯିବ ଯେ ନା ମୁଁ କିଛି ଜିନିଷ ଜାଣିଛି, ମାର୍କେଟ କିଛି ଜିନିଷ କରିପାରିବି। ଦୁନିଆରେ ତ କୌଣସି ଜିନିଷ ଏକାଥରେ ଆପଣ 100% ଏଫିସିଏନ୍ସି ଆସିଯିବନି, ତ ଆପଣ ନିଜ ଉପରେ କନଫିଡେନ୍ସ ଆସିଯିବ, ନାଇଁ ମୁଁ କରିକିରି କିଛି ଜିନିଷ କରିକିରି ମାର୍କେଟ ପଇସା ଇନକମ କରିପାରି, ସେ କନଫିଡେନ୍ସ ଆପଣଙ୍କ ପାଖରେ ଆସିଯିବ। ଏବେ ଯାହା ଆପଣ ମନେ ଯାହା କନଫିଡେନ୍ସ ଆସୁନଥିବ, ମାର୍କେଟ ଫିୟର ଫ୍ୟାକ୍ଟର ରହୁଛି, ଆସ୍ତେ ଆସ୍ତେ ମୁଁ ଯୋଉ ଯୋଉ ଜିନିଷ କହିବି ଆପଣ ଷ୍ଟେପ ବାଇ ଷ୍ଟେପ ଯଦି ଆପଣ ଫୁଲ ପ୍ରାକ୍ଟିସ କରି କରିକା ଯିବେ, ଫୁଲ ପ୍ରାକ୍ଟିସ କରି କରି ଯିବେ, ଡେଫିନେଟଲି ଯେତେବେଳେ ଆପଣ ରିଅଲ ମନି ଟ୍ରେଡ କରିବା ପାଇଁ 4 ମାସ 6 ମାସ ପରେ ରିଅଲ ମନି ଟ୍ରେଡ କରିବା ପାଇଁ ଭାବିବେ, ବସିବେ ସେ ଜାଗାରେ, ନିଶ୍ଚୟ ଆପଣ କନଫିଡେନ୍ସ ରହିବେ ଯେ ନାଇଁ ମୁଁ ମାର୍କେଟରୁ ପଇସା ଇନକମ କରିପାରିବି। ତ ସେ ଫିଲିଂସ ଆପଣ ନିଜକୁ ନିଜେ ଅଟୋମେଟିକ ଆସିବ। ତେଣୁ ସେ ସମୟ ଆସିବା ପର୍ଯ୍ୟନ୍ତ ଆପଣଙ୍କ ଧୈର୍ଯ୍ୟର ସହିତ ଶିଖିବା ପାଇଁ ପଡିବ, ପ୍ରାକ୍ଟିସ କରିବା ପାଇଁ ପଡିବ, ସବୁ ଜିନିଷ ଲର୍ଣ୍ଣିଂ ଉପରେ ଫୋକସ କରିବାକୁ ପଡିବ, ତାହେଲେ ହବ। ସେଇ ଯଦି ନ ଜିନିଷଟା ସାର୍ ମୁଁ ବହୁତ ବହୁତ ଦିନ ହେଲା ଭାବୁଥିଲି, ବହୁତ ଦିନ ହେଲା ଆପଣଙ୍କ ସାଥିରେ ଯୋଉ 2-3 ବର୍ଷ କି 4 ବର୍ଷ ହେଲା ସମ୍ପର୍କ ହେଲାଣି, ମୁଁ କହୁଛି ଆଜ୍ଞା ଯେ ମୁଁ ଯୋଉ ଷ୍ଟକ୍ ଟା ବ୍ରହ୍ମାସ୍ତ୍ର ଷ୍ଟ୍ରାଟେଜି ନଉଛି ସେଟା ଖସୁଛି କାହିଁକି, ଆଉ ସାର୍ ଯୋଉଟା ନଉଛନ୍ତି ସେଟା ବଢୁଛି କାହିଁକି। ମୁଁ ବହୁତ ଥର ଚେଷ୍ଟା କରିଛି, କେତେଟା ଯୋଉ ଆପଣ ଯୋଉ ଜିନିଷଟା କଲେ ଷ୍ଟକ୍ ଯୋଉ ଷ୍ଟକ୍ ଆଜ୍ଞା ସିଲେକ୍ସନ, ସେ ଷ୍ଟକ୍ ସିଲେକ୍ସନ ଟା ହିଁ ବଡ ଜିନିଷ ମୁଁ ଆଜିଠୁ ଜାଣିଲି। ଭଲ। ଆପଣ 100ଟା ସାଙ୍ଗ କରୁଥିବେ, ଆପଣ ଅସୁବିଧା ସମୟରେ କେହି କାମକୁ ଆସୁନଥିବେ, ତେଣୁ 100ଟା ସାଙ୍ଗ କରି ଲାଭ କଣ? 5ଟା ସାଙ୍ଗ କରିବେ ଯିଏକି ଆପଣ ମାନେ କହନ୍ତିନି କହ ପ୍ରକୃତ ବାନ୍ଧବ, ଉତ୍ସବ ବେସନ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବ ରାଜଦ୍ୱାର ଶ୍ମଶାନ ଯ ତିଷ୍ଠତି ସ ବାନ୍ଧବ। ଅର୍ଥାତ ଉତ୍ସବ ବେସନ ସମୟରେ, ଉତ୍ସବ ବେସନ ଚୈବ ଦୁର୍ଭିକ୍ଷ ରାଷ୍ଟ୍ର ବିପ୍ଳବ, ଦୁର୍ଭିକ୍ଷ ସମୟରେ ହଉ କିମ୍ବା ରାଷ୍ଟ୍ର ବିପ୍ଳବ ସମୟରେ ହଉ, ସବୁ ସମୟରେ, ଇଭେନ କି ଆପଣଙ୍କର ରାଜଦ୍ୱାର ହଉ, ଲାଷ୍ଟରେ ଶ୍ମଶାନରେ, ଯଦି ଆପଣଙ୍କ ଜୀବନ ଶେଷ ସମୟରେ ମଧ୍ୟ ସେ ଯଦି ଆପଣ କାନ୍ଧ ଦେଲା, କାନ୍ଧ ଦେଇକି ଯଦି ଆପଣଙ୍କ ମଶାଣିକି ନେଇ ପାରୁଛି, ସିଏ ହଉଛି ଜୀବନର ପ୍ରକୃତ ବନ୍ଧୁ। ତେଣୁ ସେଇଭଳି ଆପଣ ପ୍ରକୃତ ବନ୍ଧୁ ଷ୍ଟକ୍ ଆମକୁ ଖୋଜିବା ପାଇଁ ପଡିବ, ଯିଏକି ଆପଣ ସବୁ ସମୟରେ ସହାୟ ହବ। ତେଣୁ ସେଇଭଳିଆ ଜିନିଷ ଆମେ ଖୋଜିବା, ଖୋଜିକି ଯେତେବେଳେ 5ଟା 10ଟା 15 20ଟା ରଖିଦେଲେ ଆମ ଲାଇଫରେ କିଛି ଅସୁବିଧା ହବନି। ତାରି ପରେ ଆମେ କ୍ୟାରିୟର କରି ଉପରକୁ ଉଠିକି ଯାଇପାରିବା। ମାନେ ସେ ଜିନିଷ ଆସ୍ତେ ଆସ୍ତେ ଆମେ ତାପରେ ଫୋକସ କରିବା। 100ଟା ସାଙ୍ଗ କରିକି କିଛି ଲାଭ ନାହିଁ। ଯେମିତି କହିଲେ ରାତିରେ 100ଟା ତାରା, ହଜାର ହଜାର ତାରା ଅଛନ୍ତି, ଅନ୍ଧାରକୁ ଦୂରୀଭୂତ କରିପାରିବେ? କରିପାରିବେନି ନା। ଗୋଟେ ଚନ୍ଦ୍ର କଣ କରିବେ, ଚନ୍ଦ୍ର ଆସିଲେ ରାତିରେ ଅନ୍ଧକାର ଦୂର କରିଦବ। ତ ସେଇଭଳିଆ ଆମକୁ ଖୋଜିବା ପାଇଁ ପଡିବ। ସେଇଭଳିଆ ଯଦି ଖୋଜିବେ ତାହେଲେ ଆମ ଲାଇଫ କଣ ହବ, ଆଲୋକିତ ହବ। ତେଣୁ ସେଥିପାଇଁ ସମୟ ଲାଗିବ, ପେସେନ୍ସ ସହିତ ଆମେ ୱାନ୍ ବାଇ ୱାନ୍ ତାକୁ ଖୋଜିବା, ବାହାର କରିବା, ତାରି ଉପରେ କାମ କଲେ ନିଶ୍ଚୟ ସକ୍ସେସ ଆସିବ। ତେଣୁ ପେସେନ୍ସ ଦରକାର, ଆଉ ଲର୍ଣ୍ଣିଂ ଦରକାର। ପେସେନ୍ସ ମାର୍କେଟ ସକ୍ସେସ ହବା ପାଇଁ ହେଲେ ଭାଇ ଆପଣଙ୍କର ପେସେନ୍ସ ଇଜ ଭେରି ଭେରି ଇମ୍ପୋର୍ଟାଣ୍ଟ। ଯଦି ପେସେନ୍ସ ରହୁନି, ପେସେନ୍ସ ରଖୁନାହାନ୍ତି, ତାହେଲେ ସେଇ ଜାଗାରେ ଅସୁବିଧା ହବ। କାରଣ ଯାହାର ପେସେନ୍ସ ନାହିଁ, ମାର୍କେଟରେ ସକ୍ସେସ ହବାର ସମ୍ଭାବନା ପୁରା ନୀଲ୍। ସିଏ ଯେତେ ପେସେନ୍ସ ରଖିପାରିବ, ମାର୍କେଟରେ ପଡିକି ରହିପାରିବ। ଏଠି ଆପଣଙ୍କର ମାର୍କେଟ ସକ୍ସେସ ହେବା ପାଇଁ ଆପଣଙ୍କ ଏକ୍ସପେରିଏନ୍ସ ଇଜ ଇମ୍ପୋର୍ଟାଣ୍ଟ। ଆପଣ ଯାହା ଯାହା ମାର୍କେଟ ବସି ରହିବେ, ଆପଣଙ୍କ ଏକ୍ସପେରିଏନ୍ସ ଆପଣ ବହୁତ ଜିନିଷ ଶିଖେଇଦବ। ଆପଣ ଟ୍ରେଡ କରିବା ଆବଶ୍ୟକତା ନାହିଁ, ମାର୍କେଟ ବସି ଦେଖନ୍ତୁ କୋଉ କୋଉ ଟାଇମରେ କଣ ହଉଛି। ପୁରା ବର୍ଷେ 2 ବର୍ଷ ଆପଣ 1 ଇୟର 2 ଇୟର ମାର୍କେଟରେ ଟ୍ରେଡ ନ କରିକିରି ଯାହା ଯାହା ଶିଖୁଛନ୍ତି, ଶିଖିବାକୁ ପ୍ରାକ୍ଟିସ, ଆପଣ କୋଉ ସମୟରେ ମାର୍କେଟ କଣ ମୁଭ ଦଉଛି, କଣ କରୁଛି, ତାକୁ ଖାଲି ଏକ୍ସପିରିଏନ୍ସ ଗେନ୍ କରନ୍ତୁ। ଏଇ ଏକ୍ସପିରିଏନ୍ସ ହିଁ ଆପଣଙ୍କୁ ବହୁତ ଜିନିଷ ଶିଖେଇଦବ। ପଇସା ଓରିଏଣ୍ଟେଡ ନ ହେଇକି ଟଙ୍କା 5,000 10,000, 5,000 10,000 ଲଗେଇକି କେବଳ ପ୍ରାକ୍ଟିସ କରନ୍ତୁ। ପ୍ରାକ୍ଟିସ କରିକି ଶିଖନ୍ତୁ। 5 ବର୍ଷ ସମୟ ଦିଅନ୍ତୁ, କିଛି ଅସୁବିଧା ନାହିଁ। ଜବ୍ କରନ୍ତୁ, ଜବ୍ ସହିତ ଏ କାମ କରନ୍ତୁ। 5 ବର୍ଷ କେବଳ ଲର୍ଣ୍ଣିଂ ଉପରେ ଆପଣ ଫୋକସ କରନ୍ତୁ। ଏଇ ଜିନିଷ ଶିଖନ୍ତୁ। ଶିଖିଲା ବେଳକୁ ଆପଣ 5 ବର୍ଷ ଶିଖିବା ପାଇଁ ଯଦି ଦେଇ ଦଉଛନ୍ତି, ମୁଁ କହୁଛି 5 ବର୍ଷ ଯଦି ଆପଣ କେବଳ ଶିଖିବା ପାଇଁ ସମୟ ଦେଇଦେଲେ, ପଇସା ଇନକମ ପାଇଁ ନୁହେଁ, ଶିଖିବା ପାଇଁ, ତାହେଲେ 5 ବର୍ଷ ପରେ ଏମିତି ସମୟ ଆସିବ, ଆପଣ କରେଣ୍ଟଲି ଯାହା ବି କରୁଥିବେ, ଇନକମ କରୁଥିବେ କି ଜବ୍ କରୁଥିବେ, ତାଠାରୁ ଆପଣ ନିଶ୍ଚୟ ଅଧିକ ପଇସା ଇନକମ କରିପାରିବେ। ଆକୁ ନେଇକି କ୍ୟାରିୟର କରି ଲାଇଫରେ ବଞ୍ଚିପାରିବେ। ଇନିସିଆଲ ଜବ୍ ଛାଡିକି ଆଉ ପଛରେ ପଡିବାର ନାହିଁ। ଇନିସିଆଲ ଆପଣ କଣ କରିବାର ଅଛି,
ଶିଖିବା ଉପରେ ଫୋକସ କରନ୍ତୁ। ଯାହା ଜବ୍ କରୁଛନ୍ତି ଜବ୍ କରନ୍ତୁ, ସବୁ କରନ୍ତୁ, ଏବେ ଶିଖିବା ଉପରେ ଫୋକସ କରନ୍ତୁ। ଯେତେ ଅଧିକ ଶିଖିବା ଉପରେ ଫୋକସ କରିବେ ସେତେ ଆପଣଙ୍କର ଲଂଜିବିଲିଟି ବଢିବ। ତାହେଲେ ଆପଣ ମାର୍କେଟରେ ରହିପାରିବେ, ତିଷ୍ଠି ପାରିବେ। ଯଦି ନ କରୁଛନ୍ତି ପଇସା ଚକ୍କରରେ ପଡିକିରି ଆଜି ଭାବିଲେ ମୁଁ କିଛି ଜିନିଷ ଶିଖିଗଲି, କାଲି ଯାଉଛି ପଇସା କିଛି ଲଗେଇଦେବି, ସକ୍ସେସ୍ ହେଇଯିବ, ହବନି ଭାଇ। ଅଳ୍ପ ବିଦ୍ୟା ବହୁତ ଭୟଙ୍କର, ଲିଟିଲ ଲର୍ଣ୍ଣିଂ ଇଜ ଭେରି ମଚ୍ ଡେଞ୍ଜରିୟସ୍। ତେଣୁ ସେଥିପାଇଁ ଅଳ୍ପ ବିଦ୍ୟା ନେଇ ଚାଲନ୍ତୁ, ସମ୍ପୂର୍ଣ୍ଣ ବିଦ୍ୟା ହାସଲ କରନ୍ତୁ, ତାପରେ ମାର୍କେଟକୁ ଓହ୍ଲାନ୍ତୁ, ନିଶ୍ଚୟ ପାରିବେ। ସମୟ ଲାଗୁ, କିଛି ସମୟ ଦିଅନ୍ତୁ, ବର୍ଷେ ଯାଉ, 2 ବର୍ଷ ଯାଉ, 3 ବର୍ଷ ଯାଉ, ସମୟ ଦିଅନ୍ତୁ। ଶିକ୍ଷା ଉପରେ ଫୋକସ କରନ୍ତୁ, ପଇସା ଇନକମ ଉପରେ ଫୋକସ କରନ୍ତୁ। ବାରମ୍ବାର ଗୋଟେ ପଏଣ୍ଟ ଦୌଡଉଛି, ପଇସା ଇନକମ ଉପରେ ଫୋକସ କରନ୍ତୁ, ଫୋକସ କରନ୍ତୁ ଶିଖିବା ଉପରେ। ଯଦି ଶିଖିବା ଉପରେ ଫୋକସ କରିବେ ଅଟୋମେଟିକ ଆପଣ ଅର୍ନିଂ ହେଇପାରିବ। ତେଣୁ ସେଥିପାଇଁ ସମୟ ଲାଗୁ, ବରଂ ଯାହା ହେଇଯାଇଛି ଆପଣଙ୍କ ପାଷ୍ଟ ଲାଇଫରେ ତାକୁ ରିପିଟ ନ କରିକିରି ଶିଖି ଚାଲନ୍ତୁ, ପ୍ରାକ୍ଟିସ କରି ଚାଲନ୍ତୁ। କାହାରି ଷ୍ଟ୍ରାଟେଜିରେ ଆପଣ କାମ କରିବାକୁ ଆବଶ୍ୟକତା ପଡିବନି। ଯେତେବେଳେ ଏସବୁ ଜିନିଷ ଆପଣ ଗୋଟେ କମ୍ପାନୀ ବିଷୟରେ ସବୁ ଜିନିଷ ଆନାଲିସିସ୍ କରୁଛନ୍ତି, ଷ୍ଟଡି କରୁଛନ୍ତି, କରି ସାରିଲା ପରେ ତାପରେ ଟେକ୍ନିକାଲ ଉପରେ ଆପଣ ତ ଚାର୍ଟ ଦେଖିବେ ନା, ଏଇ ଚାର୍ଟ ଭିତରେ ଭାଇ ସବୁ ଜିନିଷ ଲୁଚିକିରି ଅଛି। ଏଇ ଚାର୍ଟ ଭିତରେ ସବୁ କିଛି ଜିନିଷ ଲୁଚିକିରି ଅଛି। ଆପଣ ଦେଖେ ଦେଖେ ଜାଣି ଯାଇ ପାରିବେ। ଯେତେବେଳେ ଆପଣ ଚାର୍ଟ ଦେଖିଦେଲା ପରେ ଆପଣ ଚାର୍ଟ କୋଉ ଟାଇପର ସେ ଫର୍ମେସନ ହଉଛି ଆପଣ ଦେଖୁ ଦେଖୁ କହିଦେଇ ପାରିବେ ଏଇଟା ତଳକୁ ଯିବ ନା ଉପରକୁ ଯିବ ନା ସାଇଡ ୱେଜରେ, ଆପଣ ଦେଖୁ ଦେଖୁ କହିଦେଇ ପାରିବେ। କାହିଁକି ନା ଇଏ 20ଟା ଷ୍ଟକ୍ ବାଛନ୍ତି, ଆର ଆଚାର ବ୍ୟବହାର କ୍ୟାରେକ୍ଟର ସବୁ ଜିନିଷ, ଆର ମାନେ କହନ୍ତି ନା ବୁନିୟାଦି 14 ପୁରୁଷ ବିଷୟରେ ଆପଣ ପୁରା ବିଷୟ ପୁରା ଜାଣିକି ରହିଲେ, ଆର ଅତୀତ ଭବିଷ୍ୟତ ବର୍ତ୍ତମାନ ଆପଣ ସବୁ ଜିନିଷ ଜାଣିଛନ୍ତି, ତାହେଲେ ଆପଣ କିଛି ଅସୁବିଧା ହବନି। କାହିଁକି କାହାରି ଷ୍ଟ୍ରାଟେଜିରେ କାମ କରେ, ମୁଁ ଯୋଉ ଷ୍ଟ୍ରାଟେଜି ଆପଣ ପଢେଇବି ସେ ଷ୍ଟ୍ରାଟେଜିରେ ଆପଣ କାମ କରିବା କୌଣସି ପ୍ରକାର ଆବଶ୍ୟକତା ନାହିଁ, ପଡିବନି। ଆପଣ ନିଜର ଷ୍ଟ୍ରାଟେଜି ବନେଇ ପାରିବେ। ଯେତେବେଳେ ଆପଣ ଏ 20ଟା ଷ୍ଟକ୍ ପରେ ରେଗୁଲାରଲି କାମ କରିବେ, ଆ ରିପୋର୍ଟ ଆପଣ ନିଜେ କରିବେ। କୋଉ ଟାଇମରେ ଆପଣ ଟ୍ରେଡ କରିବେ, କୋଉ ଟାଇମରେ ଟ୍ରେଡ କରିବେ, କୋଉ ଦିନ ଟ୍ରେଡ କରିବେ, ସେ ସବୁ ଜିନିଷ ଆପଣ ଅଟୋମେଟିକ ଜାଣି ଯାଇ ପାରିବେ। ତେଣୁ ଯଦି ଆପଣ ପିଛାରେ ବର୍ଷେ 2 ବର୍ଷ ସମୟ ଦଉଛନ୍ତି, ଆପଣ କହିବା ପାଇଁ ପଡିବନି, ନିଜର ଆପଣ କାହାରି ଷ୍ଟ୍ରାଟେଜି ଫଲୋ କରିବା ଆବଶ୍ୟକତା ପଡିବନି। ମାର୍କେଟରେ କାହାରି ଷ୍ଟ୍ରାଟେଜି ଆପଣ ଫଲୋ କରିବା ପାଇଁ ପଡିବନି, କାହାର ୟୁଟ୍ୟୁବ ଫଲୋ କରିବା ପାଇଁ ପଡିବନି, କିମ୍ବା କାହାରି କୌଣସି ଜିନିଷ ଆପଣ ଫଲୋ କରିବାକୁ ପଡିବନି। ନିଜେ ନିଜର କରିକି ଆପଣ ସକ୍ସେସ୍ ହେଇପାରିବେ। ଦେଖନ୍ତୁ, ମୁଁ ବି ଇନିସିଆଲ ଷ୍ଟେଜରେ ମୁଁ ଅନ୍ୟମାନଙ୍କୁ ୟୁଟ୍ୟୁବ ଦେଖୁଥିଲି, ବହି ପଢୁଥିଲି, ଅନ୍ୟକୁ ଫଲୋ କରୁଥିଲି, ସବୁ ଜିନିଷ କରୁଥିଲି। ଏବେ ତ କରୁନି। ଏବେ କଣ କରୁଛି, ଏବେ ଯୋଉ ମୁଁ ରିସେଣ୍ଟଲି ସବୁ ଜିନିଷ କାମ କରୁଛି, ମୁଁ ବହୁତ ସମୟ ଦଉଛି ସ୍କ୍ରିନ୍ ଆଗରେ ବସିକିରି ଏଇ ସବୁ ଜିନିଷ କଣ କରୁଛି ଦେଖୁଛି କଣ କେମିତି ଇଏ ହଉଛି, ନିଜର ଷ୍ଟ୍ରାଟେଜି କରୁଛି, ନିଜେ ବ୍ୟାକ୍ ଟେଷ୍ଟ କରୁଛି, ତାପରେ ମାର୍କେଟ କଣ ବିହେଭ କରୁଛି, ଏସବୁ ଜିନିଷ କରୁଛି। ଲାଇଫରେ ଲର୍ଣ୍ଣିଂ କେବେ ସରିବନି। ଏବେ ମଧ୍ୟ ମୁଁ ଶିଖୁଛି, ଆଗାମୀ ମଧ୍ୟ ଆହୁରି ବହୁତ ଜିନିଷ ମୋତେ ଶିଖିବାର ଅଛି। ତ ଇଏ ସବୁ ଗୋଟେ ଦିନ ହେଇପାରେ କି ଗୋଟେ ବର୍ଷ, 2 ବର୍ଷ, 5 ବର୍ଷ ହେଇପାରେ। ଲାଇଫ ଆପଣ ଟିଲ୍ ଏଣ୍ଡ ପର୍ଯ୍ୟନ୍ତ ଆପଣ ଶିଖୁଥିବେ, କାରଣ ମାର୍କେଟ ଫର୍ମାଟ ଚେଞ୍ଜ ହଉଛି, ନୂଆ ନୂଆ ଟେକ୍ନୋଲୋଜି ସବୁ ଜିନିଷ ଏଆଇ ୟୁଜ ହେଲାଣି, ଏଆଇ ୟୁଜ କରି ମଧ୍ୟ ଆପଣ କାମ କରିପାରିବେ, ସଫ୍ଟୱେର ୟୁଜ କରି ଆପଣ କାମ କରିବେ। ଏତେ ଜିନିଷ ମାନୁଆଲି ସବୁ ଲେବର କରିବା ଆବଶ୍ୟକ ପଡିବନି, ସେ ଜିନିଷ ଆପଣ ଲର୍ଣ୍ଣିଂ କେମିତି ଜାଣିବେ। ତେଣୁ ଲର୍ଣ୍ଣିଂ ଉପରେ ଫୋକସ ଦିଅନ୍ତୁ, ପଇସା ଉପରେ ଫୋକସ ଦିଅନ୍ତୁ, ଲର୍ଣ୍ଣିଂ ଉପରେ ଫୋକସ କରନ୍ତୁ। ଆସ୍ତେ ଆସ୍ତେ ସମୟ ଆସିବ, ମାର୍କେଟରେ ଆପଣ ଗୋଟେ ସକ୍ସେସଫୁଲ ପ୍ଲେୟାର ହେଇକି ବାହାରିବେ। ଗୋଟେ ବ୍ୟାଟ୍ସମ୍ୟାନ ସପୋଜ ଆପଣ ବିରାଟ କୋହଲି କୁହନ୍ତୁ, ସଚିନ ତେନ୍ଦୁଲକର କୁହନ୍ତୁ, ସେ ରାତାରାତ ହେଇନାହାନ୍ତି। କେତେ କଠିନ ପରିଶ୍ରମ କରିଛନ୍ତି, ସେ କଠିନ ପରିଶ୍ରମର ଫଳ ପାଉଛନ୍ତି। ଯିଏ ଯଦି ପରିଶ୍ରମ ନ କରିବ, ନେଟ୍ ପ୍ରାକ୍ଟିସ କରିବନି, କିଛି ଜିନିଷ କରିବନି, ରଞ୍ଜି ଖେଳିବନି, ଲୋକାଲ ମ୍ୟାଚ ଖେଳିବନି, ପ୍ରତିଦିନ ଫିଲ୍ଡରେ ଯାଇ ପ୍ରାକ୍ଟିସ କରିବନି, ବ୍ୟାଟିଂ କରିବନି, ବୋଲିଂ କରିବନି, ଦୌଡ଼ିବନି, କେମିତି ହବ। ଯେତେ ଦୌଡ଼ିଲେ ତ ବଡିର ଫିଟନେସ ତ ରହିବ ନା, ଏକ୍ସରସାଇଜ କରି ବଡି ଫିଟନେସ ରହିବ ନା। ଆପଣ ଏଜ ବଢିଗଲେ ମଧ୍ୟ ଆପଣ ମ୍ୟାଚରେ ଫିଟନେସ ରହିକି ଖେଳି ପାରୁଥିବେ। କିଛି ପ୍ଲେୟାର 30 ବର୍ଷ 32 ବର୍ଷ ଫିଟନେସ ତାଙ୍କ ପଳଉଛି, ମାର୍କେଟ ଆଉଟ ହେଇଯାଉଛନ୍ତି। କିଛି ପ୍ଲେୟାର 40 ବର୍ଷ ବୟସରେ ମଧ୍ୟ ଖେଳୁଛନ୍ତି। କାହିଁ ଖେଳୁଛନ୍ତି, ତା ବଡି ଫିଟନେସ ଆସୁଛି କେମିତି, ସେଠି ପରିଶ୍ରମ କରୁଛନ୍ତି ନା। ପରିଶ୍ରମ କରୁଛନ୍ତି କହିଲେ ଆଜି ଦେଖନ୍ତୁ ବିରାଟ କୋହଲି ବର୍ତ୍ତମାନ ଏତେ ଦିନ ହେଲା ମାର୍କେଟ ଖେଳୁଛି, ଏଜ ବଢିଲେ ମଧ୍ୟ ବଡିର ଫିଟନେସ ରହୁଛି, ୟଙ୍ଗ ଭଳିଆ ଅଛି। କାହିଁକି, ପରିଶ୍ରମ କରୁଛନ୍ତି ବୋଲି ତିଷ୍ଠିକି ରହିପାରୁଛନ୍ତି। ସେଇଭଳି ଆପଣ ଯଦି ପରିଶ୍ରମ କରିବେ, ନିଶ୍ଚୟ ତିଷ୍ଠିକି ରହିପାରିବେ, ପଇସା ଇନକମ ହେଇପାରିବେ। ତେଣୁ ନିଜକୁ ସମୟ ଦିଅନ୍ତୁ, ପଢନ୍ତୁ, ଶିଖନ୍ତୁ, ପ୍ରାକ୍ଟିସ କରନ୍ତୁ। ନିଜର ସମୟ ଆସିବ, ଆପଣ ଷ୍ଟ୍ରାଟେଜି କରିକିରି ନିଜର ଷ୍ଟ୍ରାଟେଜି କରି ମାର୍କେଟ ବିକିକିରି ମଧ୍ୟ ପଇସା, ଟ୍ରେଡିଂ ତ ପଇସା ଇନକମ କଲେ,
ତା ସହିତ ନିଜର ଷ୍ଟ୍ରାଟେଜି ବିକିକିନା ପଇସା ଇନକମ୍ କରିବେ। ଆଜିର ମାର୍କେଟ ମଧ୍ୟରେ ଲୋକ ଗୋଟେ ଗୋଟେ ଷ୍ଟ୍ରାଟେଜି କହିଲେ ଦୁଇଟା ତିନିଟା ପାଞ୍ଚଟା କ୍ଲାସ୍ ନେବେ, ପାଞ୍ଚଟା କ୍ଲାସ୍ ନେବେ, ଓନ୍ଲି 5 କ୍ଲାସ୍, 5 କ୍ଲାସ୍, ତା ଭିତରେ ଦୁଇଟା ଷ୍ଟ୍ରାଟେଜି ପଢିବେ। ଆର ଫିସ୍ ହଉଛି 50,000, 1 ଲାख, 2 ଲାख, 3 ଲାख, 5 ଲାख। ପାଞ୍ଚଟା କ୍ଲାସ୍ ପାଇଁ 5 କ୍ଲାସ୍ ନେଉଛନ୍ତି, ଦୁଇଟା ଷ୍ଟ୍ରାଟେଜି ପଢଉଛନ୍ତି। ଡୁ ବିଲିଭ୍ ଦ୍ୟାଟ୍? ଜଣେ ପାଞ୍ଚଟା କ୍ଲାସ୍ ରେ ଦୁଇଟା ଷ୍ଟ୍ରାଟେଜି ପଢିବ 5 ଲକ୍ଷ ଟଙ୍କା ନେଉଛି। କାହିଁକି ନଉଛି? କାହିଁକି ନା ସିଏ ଷ୍ଟ୍ରାଟେଜି ପିଛାରେ ସେତେ ପରିଶ୍ରମ କରିଛି। ଅର୍ଥାତ୍ ଯୋଉ ଦିଟା ଷ୍ଟ୍ରାଟେଜି କରି ପଢଉଛି ଆପଣଙ୍କୁ ମିଲ୍, ସେ ଦିଟା ଷ୍ଟ୍ରାଟେଜି ସେ କଣ କରୁଛି, ତା ପିଛାରେ 5 ବର୍ଷ 10 ବର୍ଷ ତା ପରିଶ୍ରମ କରିଛି। ତା ପରିଶ୍ରମର ସେ ଆପଣଙ୍କୁ ପାରିଶ୍ରମିକ ନେଉଛି। 5 ଲକ୍ଷ ନେଲା, କି 3 ଲକ୍ଷ ନେଲା, କି 50,000 ନେଲା, କି 5,000 ନେଲା, କି 3,000 ନେଲା, କି 2,000 ଟଙ୍କା ନେଉଛି। ଗୋଟେ କ୍ଲାସ୍ ପାଇଁ 2,000 ଟଙ୍କା ନବ। ପଇସା ରହୁଛି କଣ, ସେ ଷ୍ଟ୍ରାଟେଜି ପରିଶ୍ରମ କରି ବାହାର କରିଛି, ଏତେ ଦିନ ପରିଶ୍ରମ କରିଛି, ବ୍ୟାକ୍ ଟେଷ୍ଟ କରିଛି, ଦେଖିଛି, ସେଥିପାଇଁ ସେ 2,000 ଟଙ୍କା ନେଉଛି, କି 5 ଲକ୍ଷ ଟଙ୍କା ନେଉଛି। ଆପଣ ମାନେ ମଧ୍ୟ ସମୟ ସେମିତି ଆସିବ, ନିଜେ ଯେତେବେଳେ କରିବେ, ଏଇ ରେଗୁଲାରଲି କରି କରି ଆପଣ ଗୋଟେ ଗୋଟେ ଷ୍ଟ୍ରାଟେଜି ବାହାର କରିପାରିବେ। ତ ସେଇ ଷ୍ଟ୍ରାଟେଜି ଆପଣ କାମ କରିକି ନିଜେ ସକ୍ସେସଫୁଲ ହେଇପାରିବେ। ତା ସହିତ ସେ ଷ୍ଟ୍ରାଟେଜି ବିକିକିରି ମଧ୍ୟ, ସେ ଷ୍ଟ୍ରାଟେଜି ଅନ୍ୟମାନଙ୍କୁ ପଢେଇକି ମଧ୍ୟ ଆପଣ ମଧ୍ୟ ପଇସା ଇନକମ୍ କରିପାରିବେ। ଆପଣ ଟ୍ରେଡିଂ କରି, ସପୋଜ ଆପଣ ଟ୍ରେଡିଂ କରିକି ପଇସା ଇନକମ୍ କରୁଛନ୍ତି। ଯଦି ଆପଣ କହିଲେ ଗୋଟେ ଷ୍ଟ୍ରାଟେଜି ଆପଣ 2,000 ଟଙ୍କା ଗୋଟେ ଷ୍ଟ୍ରାଟେଜି ଶିଖେଇ ଦେବା ପାଇଁ ଆପଣ 2,000 ଟଙ୍କା ନେଉଛନ୍ତି। ସେଇ ଷ୍ଟ୍ରାଟେଜି ଯଦି ଆପଣ 1,000 ଲୋକଙ୍କୁ ପଢେଇ ଦେଲେ, 1,000 ଲୋକ ସେ ଷ୍ଟ୍ରାଟେଜି ଆପଣ ପଢେଇ ଦେଲେ, କେତେ ଟଙ୍କା ଇନକମ୍ କଲେ କହିଲେ? କଣ କେତେ ହେଲା କହୁନାହାନ୍ତି? କେତେ ହେଲା? 20 ଲକ୍ଷ। କେତେ ହେଲା ଆପଣଙ୍କର? 20 ଲକ୍ଷ। 6ଟା ଶୂନ ହେଲା, 2ରେ 6ଟା ଶୂନ। ଠିକ ଲେଖିଛି ତ? ନା ଅଧ୍ୟାୟ ବଢେଇଦେଲେ? 20 ଲକ୍ଷ। ଟ୍ରେଡିଂ କରି ଆପଣ ପଇସା ଇନକମ୍ କରିବେ, ନହେଲେ ତାକୁ ମଧ୍ୟ ସେ ଷ୍ଟ୍ରାଟେଜି ଶିଖେଇକି ମଧ୍ୟ ପଇସା ଇନକମ୍ କରିପାରିବେ। ତ ଏସବୁ ଜିନିଷ ହେଲା କଣ, ଇନିସିଆଲ ପିରିୟଡ ହବ, ବହୁତ ସମୟ ଲାଗିବ, ପ୍ରାକ୍ଟିସ କରିବେ, ପରିଶ୍ରମ କରିବେ। ଯିଏ ମାର୍କେଟରେ ଭାଇ ପଢିକି ରହିଲା 5 ବର୍ଷ 10 ବର୍ଷ 15 ବର୍ଷ 20 ବର୍ଷ ପଢିକି ରହିଲା ଶିଖିକିରି, ନହେଲେ ଖାଲି ଆସିବ, ଯିଏ ଆସୁଛ ଯାଉଛ ପଇସା ଲଗଉଛ ଉଡେଇ ଦେଇ ଯାଉଛ, ସେ ସକ୍ସେସ୍ ହେଇପାରିବ। ଯିଏ ଶିଖିବା ଉପରେ ଫୋକସ କଲେ 5 ବର୍ଷ 10 ବର୍ଷ 15 ବର୍ଷ ପଢିଲା, ଲାଇଫରେ ଏଣ୍ଡ ଆଡିକି ପ୍ରବଳ ପଇସା ଇନକମ୍ କରିପାରିବେ, ପ୍ରବଳ ପଇସା ଇନକମ୍ କରିପାରିବେ। ଆପଣ ଲାଇଫରେ ଇମାଜିନ କରିପାରିନଥିବେ ଯେ ମୁଁ ଏତେ ପଇସା ଇନକମ୍ କରିପାରିବି। ନା ଜବରେ ନା ବିଜନେସ, ଏଥିରେ ପଇସା ଆପଣ ଅଧିକା ଇନକମ୍ କରିପାରିବେନି। କିନ୍ତୁ ଯେତେବେଳେ ଆପଣ 10 15 ବର୍ଷ 20 ବର୍ଷ ଆପଣ ପରିଶ୍ରମ କରିବେ, ମାର୍କେଟରେ ପଢିକି ରହିବେ, ଭଲ ପଇସା ଶେଷ ଆଡିକି ଆପଣ ଇନକମ୍ କରିପାରିବେ। ଯଦି ଲର୍ଣ୍ଣିଂ ଉପରେ ଫୋକସ କରୁଛନ୍ତି, ନହେଲେ ସେମିତି ପଢିକି ରହିଲେ 20 ବର୍ଷ କଲେ ଟଙ୍କା କରିନଥିବେ, 20 ଲକ୍ଷ ଉଡେଇ ଦେଇଥିବେ। ତେଣୁ ସେଥିପାଇଁ ସବୁବେଳେ ଗୋଟେ ଜିନିଷ ମୁଁ ଆପଣଙ୍କୁ ଇନସିଷ୍ଟ କରିବି, ସଜେଷ୍ଟ କରିବି, ସବୁବେଳେ ଲର୍ଣ୍ଣିଂ ଉପରେ ଫୋକସ କରନ୍ତୁ, ଓନ୍ଲି ଲର୍ଣ୍ଣିଂ। ଆଉ ସେଇ ଲର୍ଣ୍ଣିଂ ହିଁ ଆପଣଙ୍କୁ, ଯେତେ ଲର୍ଣ୍ଣିଂ ଉପରେ ଆପଣ ଇନଭେଷ୍ଟମେଣ୍ଟ କରିବେ, ସେଇ ଲର୍ଣ୍ଣିଂ ହିଁ ଆପଣଙ୍କୁ ଲାଇଫ ସକ୍ସେସ। ଓକେ, ଆଉ କିଏ କଣ କହିବାର ଅଛି କୁହନ୍ତୁ, ନହେଲେ ଆଜିର କ୍ଲାସ ସେଇଠି ଷ୍ଟପ୍ କରିବା। ନାଇଁ? ଓକେ, ତାହେଲେ ନେକ୍ସଟ କ୍ଲାସ ଏଗେନ ଆପଣଙ୍କ ଥର୍ସଡେ ରହିଲା। ତ ଆଜିର ଯାହା ଯାହା ଟାସ୍କ ଦିଆହେଲା ଭାଇ, ସେ ଟାସ୍କକୁ ଆପଣ ବସି ଟିକେ କରନ୍ତୁ, ସମୟ ଦିଅନ୍ତୁ, ପ୍ରାକ୍ଟିସ କରନ୍ତୁ, କରନ୍ତୁ। କହିବି ନା ମୋ ପାଖରେ ସମୟ ନାହିଁ, ମୁଁ କରିପାରୁନି, ନ କରିପାରିଲେ ହବନି। କାରଣ ଦିନକୁ ଦିନ ଟାସ୍କ ବଢି ବଢିକା ଯିବ, ଟାସ୍କ ବଢି ବଢିକା ଯିବ। ଆପଣ ଏଇଟା କରିବେ ନା ସେଇଟା କରିବେ, କୋଉଟା କରିବେ କିଛି କରିବେ, ଲାଷ୍ଟରେ ଟ୍ୟାକ୍ସ ବଢିଯିବ। ଯେତେବେଳେ ଆପଣ ଦେଖିବେ 10ଟା ଟ୍ୟାକ୍ସ ହେଇଗଲା, ବଡି ବଡି 10ଟା ଟ୍ୟାକ୍ସ ହେଇଗଲା, 10ଟା ଟ୍ୟାକ୍ସ ହେଇଗଲେ ଆପଣ କିଛି କରିବାକୁ ଇଚ୍ଛା ହବନି। ସପୋଜ ଆଜି ଜଣଙ୍କୁ ଗୋଟେ ପେଜ ଲେଖିବାକୁ ଦିଆହେଲା, ସେ କଲାନି, ତାପରେ ଦିନ ଆଉ ଗୋଟେ ପେଜ ବଢିଗଲା, ତାପରେ ଆଉ 2ଟା ଦିଆହେଲା, ତାପରେ ଆଉ 3ଟା ଦିଆହେଲା, ତାପରେ ଆଉ 5ଟା ଦିଆହେଲା, ଏମିତି ବଢି ବଢି ଦେଲେ କଣ ହେଇଗଲା, ବଢି ବଢି ବଢିଗଲା, ଯେତେବେଳେ ଅଧିକା ହେଇଗଲା, 12ଟା 13ଟା 15ଟା ଏମିତି ହେଇଗଲା, ଆପଣ କିଛି କରିବାକୁ ଇଚ୍ଛା ହବନି। ଆପଣ ଖାଲି ଦେଖିବେ, ଭାବିବେ, ଟେନସନ ହେଇଛି, ଏତେ ଜିନିଷ କେମିତି କରିବେ, ଏତେ ଜିନିଷ କରିବେ, କିଛି କରିବେନି। ଅର୍ଥାତ ବଢି ବଢି ଚାଲିଥିବ, ଆପଣ କାମ କିଛି କରିବେନି, ମେଣ୍ଟାଲିଟି ନେଗେଟିଭ ହେଇଯିବ, ସାଇକୋଲୋଜି ଅଲଗା ପ୍ରକାର ହେଇଯିବ, କିଛି ଜିନିଷ କରିବେନି, ସବୁ ଜିନିଷ ପେଣ୍ଡିଂ ହିଁ ପଡିଯିବ। ତ ଟ୍ରେନିଂ ସରି ଯାଇଥିଲେ ଆପଣଙ୍କୁ କିଛି ଫରକ ପଡିବନି, କିଛି ଜିନିଷ ଆପଣ ଶିଖିପାରିବେନି, ତ ପ୍ରାକ୍ଟିକାଲ ଆପଣ କିଛି କାମରେ ଆସିବ। ତେଣୁ ଇନିସିଆଲ ଷ୍ଟେଜରେ ଯାହା ଯାହା ଜିନିଷ ଆପଣଙ୍କୁ କୁହା ହଉଛି, ଆସ୍ତେ ଆସ୍ତେ ଆପଣ କମ କମ ଜିନିଷ ଦିଅ, ତା କାମ କରି କରି ଚାଲନ୍ତୁ, ତ ଆସ୍ତେ ଆସ୍ତେ ସକ୍ସେସ ଆସିଯିବ। ତ ଆପଣ 3 ମାସ 3.5 ମାସ 4 ମାସ ପରେ ଆପଣ ଦେଖିବେ, ନିଶ୍ଚୟ ଆପଣ କନଫିଡେନ୍ସ ଆସିଯିବ ଯେ ନିଶ୍ଚୟ ମୁଁ ଆଧେ କ୍ୟାରିୟର କରିକି ଆଗକୁ ବଢିପାରିବି।
Okay then. As if good night. गुड नाइट सर। गुड नाइट सर।